ତମେ ଓରାକେଲ ରୁ କଲ ନା ଯୋଉ ଫାଇଲ ଦେଇଥିଲି CSV ଫାଇଲ ସେଇଥିରୁ ଲୋଡ କଲ? ସାର୍ ଦିଟି ଜାଗାରେ କଲୁ। ଦିଟା ଜାଗାରେ କଲ। ଓରାକେଲ ହଁ। କେମିତି କନେକ୍ଟ କଲ? ସାର୍ ଓରାକେଲ ସର୍ଭରରୁ କେମିତି ଡେଟା କନେକ୍ଟ କଲ? ସାର୍ ତାର ଗୋଟେ ଓରାକଲ କ୍ଲାଏଣ୍ଟ ହୁଁ ଆଗ ଡାଉନଲୋଡ୍ କରିବାକୁ ପଡୁଛି। ଆଗ ଆଗ ସେଇଟାରେ କୋଉଠି ଗଲ? ଗେଟ୍ ଡାଟାକୁ ଗଲ। ହଁ କି ଡାଟା ଯାଇକି ଓରାକଲ ସର୍ଭର। ତାପରେ ମୋରକୁ ଗଲ। ତାପରେ ମୋରକୁ ଗଲା ପରେ ହୁଁ ଆମେ ସର୍ଭରଟା ଲୋକାଲ ଦେଇକି ହୁଁ ହୁଁ ଲୋକାଲ ସହିତ ସର୍ଭିସ ନେମ୍ କନେକ୍ଟ କରିବା ସର୍ଭିସ କଥା। ନେମ୍ ଗଲ। ଆଚ୍ଛା ତ ତମ ଲୋକାଲ ଡେଟା ପୋର୍ଟ ନେମ୍ ସେଠୁ ତାପରେ ଆଚ୍ଛା ତାପରେ ସମସ୍ତେ କଲ ନା ଆଉ କି କରିନ? ହ୍ୟାଣ୍ଡସନ୍ ସମସ୍ତେ କରୁଛଟି? ହ୍ୟାଣ୍ଡସନ୍ ନ କଲେ ହବନି। ଏଟା ଏଟା ଶିଖିବା ପାଇଁ ହ୍ୟାଣ୍ଡସନ୍ ଦରକାର ସବୁଦିନ। ସେଇଥିପାଇଁ ଆମେ 1.5 ଘଣ୍ଟାର କ୍ଲାସ୍ ସେଇଥିପାଇଁ କରୁଛେ, କାହିଁକି ନା ବାକି ଟାଇମ୍ ତମେ ହ୍ୟାଣ୍ଡସନ୍ କରିପାରିବ ଏଇଥିରେ। ସେଇଥିପାଇଁ ଠିକ୍ ଅଛି, ହ୍ୟାଣ୍ଡସନ୍ କର। ହ୍ୟାଣ୍ଡସନ୍ କଲେ ପ୍ରାକ୍ଟିସ୍ ହବ ଆଉ ଉପରେ। ତାପରେ ଆମେ ଏଥିରେ କାମ ଷ୍ଟାର୍ଟ କରିବା, କାହିଁକିନା ଏବେ ସବୁ ଆମେ ବେସିକ୍ରେ ଯାଉଛେ। ଠିକ୍ ଅଛି, ଏବେ ଡେଟା ଲୋଡ୍ କରିବା, ଟେବଲ୍ ଟ୍ରାନ୍ସଫର୍ମେସନ୍। ତାପରେ ଯେତେବେଳେ ଆମେ ଡାକ୍ସ ଉପରେ କାମ କରିବା ଆଉ ଭିଜୁଆଲାଇଜେସନ୍ ଉପରେ କାମ କରିବା, ସେତେବେଳକୁ କୋଉ ଜିନିଷ କୋଉଠି ଅଛି ସେଇଟା ମୁଣ୍ଡରେ ଥିଲେ, ମନେ ଥିଲେ, ସେଇଟା ଆମେ ସାଙ୍ଗେ ସାଙ୍ଗେ ସେଇଠିକି ନେଭିଗେଟ୍ କରିକି ସେ ଜିନିଷଟା ଦେଖିପାରିବା। ଠିକ୍ ଅଛି, ତ ହ୍ୟାଣ୍ଡସନ୍ କରୁଥାଅ। ଠିକ୍ ଅଛି। ଆଉ ତମର ଜଏଣ୍ଟସ୍ ଆଉ ରିଲେସନସିପ୍ସରେ ଖାଲି ଡାଉଟ୍ ଥିଲା ଟିକେ, ତ ମୁଁ ଆଜି ସେଟା ଆଉ ଟିକେ କ୍ଲିୟର କରିଦେଉଛି। ଠିକ୍ ଅଛି, ତ ଆମର ଦେଖ ଜଏଣ୍ଟସଟା ଯେମିତି ମୁଁ କାଲି କହିଲି ନା, ଜଏଣ୍ଟଟା ଗୋଟେ ଫିଜିକାଲ ଏଣ୍ଟିଟି ଭାବରେ ସେ ନବ। ଠିକ୍ ଅଛି, ଯେତେବେଳେ ଆମେ ଏଇ ଟ୍ରାନ୍ସଫର୍ମ ଡେଟାରେ ଯାଇକି ଜଏନ୍ କରିବା, ସେଇଟା କ'ଣ ସେ ଗୋଟେ ଫିଜିକାଲ ଏଣ୍ଟିଟି ଭଳିଆ ନବ। କିନ୍ତୁ ଯେତେବେଳେ ଆମେ ତାକୁ ରିଲେସନସିପ୍ ବନଉଛେ, ସେଇଟା ଗୋଟେ ଲଜିକାଲ ଏଣ୍ଟିଟି ନବ। ଲଜିକାଲ ଏଣ୍ଟିଟି କ'ଣ ଆମେ ସ୍ପେସିଫାଇ କରୁନେ କି ଆମେ ତାକୁ ଜଏନ୍ କରୁଛେ ବୋଲି, ରୋଜ୍ ଆଡ୍ କରୁଛେ କି କଲମ୍ ଆଡ୍ କରୁଛେ, ନାହିଁ ଆମେ ସେଇଟା ସ୍ପେସିଫାଇ କରୁନେ। ଆମେ ରିଲେସନସିପ୍ କାହିଁ ବନଉଛେ? ଆମେ ରିଲେସନସିପ୍ ଏଇଥିପାଇଁ ବନଉଛେ କି ଆମକୁ ଫିଲ୍ଟରିଂ କରିବାକୁ ସହଜ ହବ, ବିନା ରୋଜ୍ ଆଉ କଲମ୍ସ ଆଡ୍ କରିକି ଯେମିତି ଆମେ ଫିଲ୍ଟର କରିପାରିବା। ସେଇଥିପାଇଁ ଆମେ ରିଲେସନସିପ୍ ବନେଇଲେ। ଠିକ୍ ଅଛି, ତାପରେ ତାର ଅଲଗା ଡିଫରେନ୍ସ ଗୋଟେ ଆସିବ କି, ତମେ ଯୋଉଟା ମୁଁ କାଲି କହୁଥିଲି କି ତମେ ଯଦି ଗୋଟେ ମର୍ଜ କରିକି କି ଗୋଟେ ଜଏନ୍ ବନେଇ ଦଉଛ, ଏ ଟୋଟାଲ 5ଟା କି 6ଟା ଟେବୁଲ ଯାହା ବି ଥିବ, ତ ସେଇଟା ଗୋଟେ ସେଣ୍ଟ୍ରାଲ ଟେବୁଲ ହେଇଯିବ। ତ ଏବେ ସିନା ଆମ ଡାଟା କମ୍ ଅଛି ବୋଲି ଆମେ ସେଇଟା କରିଦେବା, କିନ୍ତୁ ଯେତେବେଳେ ତମେ ଏଣ୍ଟରପ୍ରାଇଜ ଲେଭେଲରେ କାମ କରିବ, ସେତେବେଳକୁ ଡେଟା ଭଲ୍ୟୁମ୍ ବହୁତ ବେଶୀ ଥାଏ। ଯେମିତିକି 1 ମିଲିୟନ 2 ମିଲିୟନ ରୋଜ୍ ଥିବ। ତ ସେଇଟାକୁ ସେଣ୍ଟ୍ରାଲାଇଜ କଲା ବେଳକୁ ପାୱାର ବିଆଇର କାପାସିଟି ହବନି। ଠିକ୍ ଅଛି, ପାୱାର ବି ତମ ଡେଟା ସେଟ୍ ସ୍ଲୋ ହେଇଯିବ। ତ ସେଇ କେସରେ ଆମେ କ'ଣ କରିବା? ରିଲେସନସିପ୍ ପାଇଁ ଯିବା। ରିଲେସନସିପ୍ ପାଇଁ ସେତେବେଳକୁ ଗଲେ କ'ଣ ହବ? ଆମେ ସେଣ୍ଟ୍ରାଲାଇଜ ଟେବୁଲ କିଛି ବନେଇବାନି ସେଇଠି। ଆମେ ସେଇଠି ରିଲେସନସିପ୍ ଦେଲେ ସେ ଫିଲ୍ଟର ସେମିତି ଗୋଟେ ଜଏନ୍ କଣ୍ଡିସନ ଭଳିଆ ହିଁ କାମ ଦେବ ସେଇଟା। କିନ୍ତୁ ଆମେ ସେଣ୍ଟ୍ରାଲାଇଜ ଟେବୁଲ ଆମକୁ ଦରକାର ପଡ଼ିବନି। ତ କ'ଣ ହେଲା? ଆମର ସାର୍ ଅପ୍ଟିମାଇଜେସନ ବଢ଼ିବ। ହଁ କୁହ। ସାର୍ ରିଲେସନସିପ୍ ଟା ଯୋଉଠୁ ସୋର୍ସ ରୁ ଆଣିବା ସେଇଠୁ ଅଲରେଡି ହେଇକି ଥିବ ନା? ରିଲେସନସିପ୍ ତମେ ହଁ ସିଏଟା ଅଟୋମେଟିକାଲି ପାୱାର ବି ରିଲେସନସିପ୍ ବନେଇ ଦିଏ। ଆଜି ଆମେ ସେଇଟା ରିଲେସନସିପ୍ ଉପରେ ପଢିବା। ଦେଖ ଆମର ନା, ଆମେ ଯାଉଛେ କେମିତି ପାୱାର ବିଆଇରେ, ଆମେ ଫର୍ଷ୍ଟ ଡେଟା ଲୋଡ୍ କରିଦେଲେ। ଠିକ୍ ଅଛି, ଆମେ ଡେଟା ସୋର୍ସରୁ ଲୋଡ୍ କରିଦେଲେ। ଠିକ୍ ଅଛି, ସୋର୍ସରୁ ଡେଟା ଲୋଡ୍ କରିଦେଲେ ଆମର ପାୱାର ବିଆଇ ଭିତରେ। ଠିକ୍ ଅଛି, ପିବିଆଇ ଭିତରେ ଆମେ ଲୋଡ୍ କରିଦେଲେ ଡେଟାଟାକୁ। ଡେଟାଟା ଆସିଲା ପରେ ଏବେ ଆମେ କ'ଣ କରିବା? ଡେଟା ମଡେଲିଂ କରିବା, ଯୋଉଟାକୁ ଆମେ ଡାଇମେନସନ ମଡେଲିଂ ବି କହୁଛେ। ତ ଏଠି ଆମେ କ'ଣ କରିବା? ଏଠି ଆର୍କିଟେକ୍ଚର ବନେଇବା ଆମେ ଡେଟା ମଡେଲର। ଠିକ୍ ଅଛି, ଆର୍କିଟେକ୍ଚର ମାନେ କ'ଣ? ତମେ ଯୋଉ ଡେଟାଟା ଆଣିଛ ନା, ସେଟା କେମିତି ହେଇକି ଆସିଛି? ଫ୍ୟାକ୍ଟ ଟେବୁଲରେ ଆସିଛି, ଯେମିତି ଆମେ କହିଲେ, ନହେଲେ ଡାଇମେନସନ ଟେବୁଲରେ ଆସିଛି। ଠିକ୍ ଅଛି, ଫ୍ୟାକ୍ଟ ଟେବୁଲ ଆଉ ଡାଇମେନସନ ଟେବୁଲ ମନେ ଅଛି କାଲି ଆମେ ଯୋଉ ପଢିଛେ। ଫ୍ୟାକ୍ଟ ଟେବୁଲ କ'ଣ? ଟ୍ରାନଜାକ୍ସନାଲ ଡାଟାବେସ୍, ଟ୍ରାନଜାକ୍ସନାଲ ଡାଟା ସବୁ ଅଛି, ଟ୍ରାନଜାକ୍ସନାଲ। ଆଉ ଡାଇମେନସନ କ'ଣ କହୁଛି? ଏଇଟା ହଉଛି ତମର ଥିଓରିଟିକାଲ ଡାଟା, ଯେମିତି କି ତମର କଷ୍ଟମର ନେମ୍ ହେଇଗଲା, କଷ୍ଟମର ଆଡ୍ରେସ୍ ହେଇଗଲା। ଠିକ୍ ଅଛି, ତ ଫ୍ୟାକ୍ଟ ଟେବୁଲର ଅସୁବିଧା କ'ଣ? ଏଇଟା ସବୁବେଳେ ଚେଞ୍ଜ ହଉଥିବ। ଯେମିତି ତମର ସେଲ୍ସ ଆମାଉଣ୍ଟ ଅଛି। ଠିକ୍ ଅଛି, ସେଲ୍ସ ଆମାଉଣ୍ଟଟା କ'ଣ? ସବୁଦିନ ଏଥିରେ ନୂଆ ଏଣ୍ଟ୍ରି ଆସୁଥିବ। ଠିକ୍ ଅଛି, କିନ୍ତୁ ସେମ୍ ଜାଗାରେ ଯଦି ଗୋଟେ ତମର ରହିଗଲା ପ୍ରଡକ୍ଟ ଟେବୁଲ ଗୋଟେ ହେଇଗଲା, ଯୋଉଟା ଆମେ ଡାଇମେନସନ ଟେବୁଲ କହୁଛେ, ପ୍ରଡକ୍ଟଟା ଚେଞ୍ଜ ହବ କି? ଆର ଯଦି ABC 3ଟା ପ୍ରଡକ୍ଟ ଅଛି, ଏଇ 3ଟା ପ୍ରଡକ୍ଟ ହିଁ ରହିବ ନା। ବହୁତ ରେୟାରଲି ଚେଞ୍ଜ ହବ କି ଗୋଟେ କମ୍ପାନୀ ଗୋଟେ ନୂଆ ପ୍ରଡକ୍ଟ ବାହାର କଲା ତ ସେ ଡି କରିଦେଲା। କି 3ଟା ବାଇକ୍ ଅଛି ମାର୍କେଟରେ, ଏଇ ବାଇକ୍ ତ ଚେଞ୍ଜ ହବ ନା, ଏଇ 3ଟା ବାଇକ୍ ହିଁ ରହିଲା। କୋଉ 2 ବର୍ଷରେ ଥରେ ଗୋଟେ ନୂଆ ବାଇକ୍ଟେ ଆସିବ। ତ ଏଇ ଯୋଉ ନୂଆ ବାଇକ୍ଟା ଆସିଲା, ଆର ଏଇ ଯୋଉ ଡାଇମେନସନ ଟେବୁଲଟା ରହିଲା, ପ୍ରଡକ୍ଟ ଟେବୁଲଟା,
ଏଇଟା କେତେ 2 ବର୍ଷରେ ଥରେ ଅପଡେଟ୍ ହେଲା। ତ ଏଇଟା ଏତେ ରିସେଣ୍ଟଲି ଅପଡେଟ୍ ହଉନି ନା। ଏଇଟା ଏଇଟା କଣ, ଏଇଟା ଫ୍ରିକ୍ୱେଣ୍ଟଲି ଅପଡେଟ୍ ହବ ସେଲ୍ସ ଆମାଉଣ୍ଟ ଟା। ଏଇ ଯୋଉ ସେଲ୍ସ ହେଲା କି କେତେ କ୍ୱାଣ୍ଟିଟିରେ ବାଇକ୍ ବିକା ହେଲା, କେତେଟା ବାଇକ୍ ବିକା ହେଲା, ବାଇକ୍ ର ଟ୍ୟାକ୍ସ କେତେ କଟିଲା, ଠିକ ଅଛି, ଡିସକାଉଣ୍ଟ ପ୍ରାଇସ୍ କେତେ, ଏଇ ସବୁ ଜିନିଷ ସବୁବେଳେ ଚେଞ୍ଜ ହଉଥିବ। ତ ସେଇଟାକୁ ଆମେ କହୁଛେ କଣ, ଫ୍ୟାକ୍ଟ ଟେବଲ। ଆଉ ଡାଇମେନସନ ଟେବଲ କାହାକୁ କହୁଛେ, ଯୋଉଟା ବେଶୀ ଚେଞ୍ଜ ହୁଏନି। ତ ଆମ ପାଖରେ ନା ଯୋଉ ଡେଟାଟା ଆସିଛି ସେଟା କେମିତି ଆସିଛି, ଫ୍ୟାକ୍ଟ ଟେବଲ ହେଇକି ଆସିଛି, ନହେଲେ ଡାଇମେନସନ ଟେବଲ ହେଇକି ଆସିଛି। ଯଦି ଏମିତି ଡେଟା ଆସିନି, ତାହେଲେ ଆମକୁ ଏଇଟାକୁ କନଭର୍ଟ କରିବାକୁ ପଡିବ। ଆଇଦର କେମିତି କନଭର୍ଟ କରିବା, ପାୱାର ବିଆଇ ରେ ତ କନଭର୍ଟ କରିବା ବହୁତ କଷ୍ଟ ହବ ଏଇଟା। ତ ଏଇଟାକୁ କଣ କରିବା, ଏଇଟା ଆମେ ଇଟିଏଲ ରେ ହିଁ କନଭର୍ଟ କରିବାକୁ ପଡିବ। ତମର ଯିଏ ସିକ୍ୱେଲ ରେ କାମ କରିବ, କମ୍ପାନୀରେ କଣ ହୁଏ ନା, ତମର ଇବିଆଇ ପାଇଁ ଅଲଗା ରିସୋର୍ସ ଥାନ୍ତି, ଆଉ ଇଟିଏଲ ପାଇଁ ଯୋଉ ସିକ୍ୱେଲ ପାଇଁ ଅଲଗା ରିସୋର୍ସ ଥାନ୍ତି, ଠିକ ଅଛି। ତ ଆ ପାଇଁ ଗୋଟେ ଅଲଗା ଟିମ୍ ଥାଏ। ତ ତମେ କଣ କହିବ ନା, ମୋ ଡେଟା ସେଟ୍ ଟା ତମକୁ ଗୋଟେ ସେଣ୍ଟ୍ରାଲାଇଜ ଟେବଲ କରିକି ସେମାନେ ଦେଇ ଦେଇଛନ୍ତି, ଯୋଉଥିରେ ଫ୍ୟାକ୍ଟ ଆଉ ଡାଇମେନସନ ମିଶିକି ଅଛି ଟେବଲ ଟା, ଠିକ ଅଛି। ତ ତମେ ଇଟିଏଲ ଟିମ୍ କୁ କହିବ କି ମତେ ଦିଟା ଟେବଲ ବନେଇକି ଦିଅନ୍ତୁ, ଯୋଉଥିରେ ଫର୍ଷ୍ଟ ରହିବ ମୋର ଫ୍ୟାକ୍ଟ ଡିଟେଲ୍ସ, ଆଉ ଗୋଟେ ରହିବ ତମ ଡାଇମେନସନ ଡିଟେଲ୍ସ। ଫର୍ଷ୍ଟ ଏଇ ୱେରେ ତମେ ଯାଇପାରିବ। ଯଦି ସେଇଟା ହେଇପାରୁନି, ତମେ ନିଜେ ସେଇଟାକୁ ସ୍ପ୍ଲିଟ୍ କରିପାରିବ। କେମିତି ସ୍ପ୍ଲିଟ୍ କରିବ, ଏବେ କଣ ହଉଛି ନା, ତମେ ସେଣ୍ଟ୍ରାଲାଇଜ ଟେବଲ ଯେତେବେଳେ ତମେ ଡେଟାଟା ଲୋଡ କରୁଛ ନା, ଧର ତମେ ନା ଏଇ ଡେଟାଟା ଲୋଡ କଲ, ଫର ଏକ୍ସାମ୍ପଲ, ତମେ ଏଇ ଡେଟାଟାକୁ ଲୋଡ କରୁଛ, ଡେଟାଟା ସେଲ୍ସଟାକୁ ତମେ ଲୋଡ କଲ, ଠିକ ଅଛି। ଭାବିନେ ଏଇଟା ଖାଲି ଫ୍ୟାକ୍ଟ ଟେବଲଟା ଅଛି, ଭାବିନେ ଏଇଥିରେ ଡାଇମେନସନ କ୍ୱାଣ୍ଟିଟି ବି ଅଛି ହେଲା। ତ ଏଥିରେ କଣ, ତମେ ନା ସବୁ କଲମ୍ସ ଗୁଡା ଆଣୁଛ, ଧରିଦିଅ ଏଇଟା ଗୋଟେ ସେଣ୍ଟ୍ରାଲାଇଜ ଟେବଲଟେ ଅଛି, ଠିକ ଅଛି। ଏବେ କଣ, ଏଇଠି ସବୁ କଲମ୍ସ ଆଣୁଛ ଏଇଥିରେ। ତ ଏଇଥିରେ ଆମେ ଏମିତି ବି କରିପାରିବା, ଏଇଠି ଟ୍ରାନ୍ସଫର୍ମକୁ ଯାଇକି କି ଯେତିକି କଲମ ମତେ ଦରକାର ନାହିଁ, ଯେତିକି ମତେ ଲାଗୁଛି ମୋର ଡାଇମେନସନ କଲମ, ତମେ ସେଇଟା ଆଇଡେଣ୍ଟିଫାଇ କରିବ ଡାଇମେନସନାଲ କଲମ କୋଉଟା, ଫ୍ୟାକ୍ଟ କଲମ କୋଉଟା। ଯେମିତି କି ତା ଭିତରେ ତ କିଛି ଡାଇମେନସନ କଲମ୍ସ ନାହିଁ। ଧରିଦିଅ ଏଇଠି ଗୋଟେ ଟେକ୍ସଟ ଭ୍ୟାଲ୍ୟୁ ଅଛି, କି ଗୋଟେ ଆଡ୍ରେସ ଭ୍ୟାଲ୍ୟୁ ଅଛି, ସେଇଟା କଣ ହବ, ଡାଇମେନସନ କଲମ ହବ। ଏଇ କଲମଟାକୁ ମତେ ଏଇଠୁ ଦରକାର ନାହିଁ, ମୁଁ ଏନା କଣ କରିବି, ଏଇ କଲମଟାକୁ ରିମୁଭ କରିଦେବି, ଏଇ କଲମଟାକୁ ମୁଁ ଏଠି ଯାଇକି ରିମୁଭ କରିଦେବି, ଠିକ ଅଛି। ରିମୁଭ କଲମ ଏଠି ମାରିବ, ହୁଁ, ଏଠି ଗଲ ଏଇଟାକୁ, ତାପରେ ଏଇଠି କ୍ଲକ୍ କଲେ ସେଟା କଲମଟା ରିମୁଭ ହେଇଗଲା, ଠିକ ଅଛି। ତ ଏଠି ତମେ କଣ କଲ, ଏଇଠି ଖାଲି ଫ୍ୟାକ୍ଟ ଟେବଲ ବନେଇଦେଲ। ପୁଣି ଥରେ ଆଉ ଥରେ ସେମ୍ ପ୍ରୋସେସ ଫଲୋ କରିବ, ଆଉ ଗୋଟେ ଟେବଲ ଲୋଡ କରିବ ସେମିତି ହିଁ, ସେଇଥିରେ ଖାଲି ଡାଇମେନସନ କଲମ ଲଗେଇଦବ, ଠିକ ଅଛି। ତ ଏମିତି କଣ ହେଲା, ଆମର ଫ୍ୟାକ୍ଟ ଟେବଲ ସେପାରେଟ ହେଇଗଲା, ଆଉ ଡାଇମେନସନ ଟେବଲ ସେପାରେଟ ହେଇଗଲା। ବୁଝିହେଲା ନା। ଏଇଟା ବୁଝିହେଲ ତ, କେମିତି ତମେ ଫ୍ୟାକ୍ଟ ଟେବଲ ଆଉ ଡାଇମେନସନ ଟେବଲ ସେପାରେଟ କରିବ। ଯଦି ତମ ପାଖରେ ଫ୍ୟାକ୍ଟ ଟେବଲ ଡାଇମେନସନ ଟେବଲ ଭାବରେ ଡାଟା ଆସିନି, ଗୋଟେ ସେଣ୍ଟ୍ରାଲାଇଜ ଫ୍ୟାକ୍ଟ ଟେବଲ ଆସିଛି, ତମେ ତାକୁ କେମିତି ଫ୍ୟାକ୍ଟ ଆଉ ଡାଇମେନସନ ରେ ସେପାରେଟ କରିବ, ବୁଝିଗଲା ତ। ନା ଆଉ ଥରେ କହିବି ଏଇଟା, Yes, sir. ଠିକ ଅଛି। ସମସ୍ତେ ବୁଝିଲ, ଠିକ ଅଛି, Yes, sir. ହଉ। ତ ଦେଖ, ଫର୍ଷ୍ଟ ଆମର କଣ ହେଲା, ଡାଟା ସୋର୍ସ ରୁ ଆମେ ଡେଟା ନେଇ ଆସିଲେ ପାୱାର ବିଆଇ ରେ, ତମେ ଯେମିତି ନା ଓରାକେଲ ରୁ ଆଣିଲ, ଠିକ ଅଛି, ପାୱାର ବିଆଇ ରେ ଡେଟା ନେଇ ଆସିଲ ସୋର୍ସ ସହିତ। ତ ଏବେ ଆମେ କଣ କରିବା, ଡେଟା ମଡେଲିଂ କରିବା, ଯୋଉଟା କି ଆମେ ଡାଇମେନସନାଲ ମଡେଲିଂ ବି କହୁଛେ। ସେଥିରେ ଆମେ କଣ କରିବା, ଆର୍କିଟେକ୍ଚର ଦବା ଆମ ଡେଟା ମଡେଲର। ଡେଟା ମଡେଲ କଣ, ଡେଟା ମଡେଲ ଇଜ ଇକ୍ୱାଲ ଟୁ ତମର ଫ୍ୟାକ୍ଟ ପ୍ଲସ୍ ଡାଇମେନସନ ଟେବଲ ଟାକୁ ଆମେ ଯେମିତି ବନେଇବା, ଠିକ ଅଛି, ରିଲେସନସିପ ଦବା, ପ୍ଲସ୍ ଆଉ ଉପରେ କ୍ୟାଲକୁଲେସନ କି ମେଜର୍ସ ଯାହା ବନେଇବା, ଠିକ ଅଛି। ଏଇ ଟୋଟାଲ ଟାକୁ ଆମେ କହିବା ଡେଟା ମଡେଲ, ଠିକ ଅଛି। ଏଇଟା ଆମେ ନେକ୍ସଟ ୱିକରେ ପଢିବା। ଏବେ କଣ, ଏବେ ଆମେ ଦେଖିବା କଣ, ଫ୍ୟାକ୍ଟ ଆଉ ଡାଇମେନସନ ଭିତରେ କେମିତି ରିଲେସନସିପ ବନେଇବା, ଯେମିତି କି ଆମ ଡେଟା ମଡେଲଟା ପ୍ରିପେୟାର ହେଇଯିବ। ଆମେ ଏବେ ବୁଝା ପଡୁଛି ତ, ଆମେ କାହିଁକି ଫ୍ୟାକ୍ଟ ଆଉ ଡାଇମେନସନ ଭିତରେ ରିଲେସନସିପ ବନଉଛେ। Yes, sir. ହଁ, ତ ଆମେ ନା ଫ୍ୟାକ୍ଟ ଆଉ ରିଲେସନ, ସବୁ ଜଣା ପଡୁଛି ନା ପିଲାମାନେ, କଣ ଡାଉଟ୍ ହେଲେ ବିବେକ ସାର୍ ପଚାରୁଥାଅ। ହଁ ହେଲେ ସିମ୍ପଲ ଏବେ ତମେ କେମିତି ଓରାକଲ ରେ ଯଦି କିଛି ଡେଟା ରଖିବାର ତମେ ଟେବୁଲ ଡିଜାଇନ କରୁଛ, ରାଇଟ୍। ଟେବୁଲ ଫାଷ୍ଟ ବନେଇବ, ତାପରେ ଆମେ ଡେଟା ରଖିବା ନା। ସୋ ଟେବୁଲ ଡିଜାଇନ ନା ମାନେ କଣ, ଦ୍ୟାଟ ଇଜ ୟୋର ପାର୍ଟ ଅଫ ଡେଟା ମଡେଲିଂ। ଟେବୁଲ ବନେଇବା ସେମ୍ ଜିନିଷ ବିବେକ ସାର୍ ଏଇଟା କହୁଛନ୍ତି।
ଠିକ ଅଛି। ମାନେ ଡେଟା ମୁଁ ଏଇଟା ମଡେଲର ତ ଆଉ ଥରେ ଫ୍ୟାକ୍ଟ ବି ଟେବୁଲ ବୁଝେଇବି। ବନେଇବା, ଡାଇମେନସନ ଟେବୁଲ ବନେଇବା, ତାଙ୍କ ଭିତରେ ରିଲେସନ ଦେବା। ତମେ ରିଲେସନ କେମିତି ଦଉଥିଲ? ଥର କନଷ୍ଟ୍ରେଣ୍ଟସ ଦଉଥିଲ ନା? यस Yes, सर। sir. ହଁ यस सर। ବାସ୍ ସେଇ ଜିନିଷଟା ସେମିତି ତମେ ଆଇଡିଆ କରିଲେ ବୁଝିପାରିବ ଜିନିଷଟା। ହୁଁ ଠିକ ଅଛି, ଏଇଟା ମୁଁ ଆଉ ଥରେ ବି ବୁଝେଇବି, ଫ୍ୟାକ୍ଟ ଟେବଲ ଡାଇମେନସନ ଟେବଲ ଏବେ ଆଉ ଥରେ ବୁଝିବା ଆମେ। ଠିକ ଅଛି, ଏବେ ଆମେ ଏଟାକୁ ରିଲେସନସିପ ଦବା। ରିଲେସନସିପ ଦବା କେମିତି? ସ୍କିମା ବନେଇକି। ସ୍କିମା କଣ ସେଇଟା ପଢିବା ନା ଆଜି। ସ୍କିମା ଯୋଉଟା କାଲି ମୁଁ କହୁଥିଲି, ଷ୍ଟାର ସ୍କିମା କେମିତି, ସ୍ନୋଫ୍ଲେକ୍ ସ୍କିମା କଣ, ସେଇଟା ଆଜି ପଢିବା। ତ ଓପନ କରେ ମୁଁ। ମୋର ସବୁ ଟେବଲ ଲୋଡ ହେଇଗଲା, ସେ 5ଟା ଟେବଲ, ବଟ୍ ମୋର ପ୍ରଡକ୍ଟ ଟେବଲ ଟା ଖାଲି ଆସୁଥିଲା। ତ ମୁଁ ଏଇଟା କଣ କରିଛି, CSV ରୁ ହିଁ ନେଇଯାଇଛି। ଠିକ ଅଛି, ପ୍ରଡକ୍ଟ ଟେବଲ, ପ୍ରଡକ୍ଟ ଟେବଲ ଆସିଲା। ଠିକ ଅଛି, ଠିକ ଅଛି, ହଉ। ଗୋଟେ ମିନିଟ୍। ସାର୍ ହଁ କୁହ। ସାର୍ ଇଣ୍ଡଷ୍ଟ୍ରିରୁ ସବୁବେଳେ ସେଣ୍ଟ୍ରାଲାଇଜେସନ ଟେବୁଲ ଆଗ ଆସେ ସାର୍। ସେଣ୍ଟ୍ରାଲାଇଜ ଟେବଲ ବହୁତ କେସେସରେ ଥାଏ, କିନ୍ତୁ ତାକୁ ତମର ବିଜନେସ ଉପରେ ଡିପେଣ୍ଡ କରୁଛି ସେ କେମିତି ଟେବଲଟାକୁ ରଖିବାକୁ ଚାହୁଁଛି। ଠିକ ଅଛି, ସେ ସେଣ୍ଟ୍ରାଲାଇଜ ଟେବଲ ତ ତମର ଗୋଟିଏ ହିଁ ଥିବ। ସେଥିରୁ ସେମାନେ କଣ କରିବେ ନା, ତମେ ଯେମିତି ଟେବଲରୁ ଭ୍ୟୁ ବନଉନ, ହଁ ସାର୍। ଅଛି ଟେବଲରୁ ଭ୍ୟୁ ବନଉଛ, ହୁଁ ସେମିତି ସେ ହୁଁ। କଣ କରିବେ, ଆନାଲିସିସ୍ ପାଇଁ ତମକୁ ଭ୍ୟୁ ବନେଇକି ଦେଇଦେବେ। ଠିକ ଅଛି, ଭ୍ୟୁରେ ସିଏ କଣ କରିବେ, ଗୋଟେ ସେଣ୍ଟ୍ରାଲାଇଜ ଟେବଲ ଅଛି ଧରିଦିଅ, ତା ଭିତରେ ତମର ଫ୍ୟାକ୍ଟ ଡେଟା ବି ଅଛି, ଡାଇମେନସନ ଡେଟା ବି ଅଛି। ଠିକ ଅଛି, ତ ସେମାନେ କଣ କରିବେ, ଭ୍ୟୁ ବନେଇଦେବେ। ଗୋଟେ ଭ୍ୟୁ ବନେଇଦେବେ ତମର ଇଏ ଧର ଫ୍ୟାକ୍ଟରେ ଯାହା ବି ଅଛି ସେଲ୍ସ ର ଗୋଟେ ଟେବଲ ବନେଇଦେବେ। ଆଉ ଗୋଟେ ସେ ଆଉ ଗୋଟେ ଭ୍ୟୁ ବନେଇଦେବେ ତମର ଅର୍ଡର୍ସ ର ଗୋଟେ ଭ୍ୟୁ ବନେଇଦେବେ। ଠିକ ଅଛି, ଆଉ ଗୋଟେ ଏମିତି ବି ଭ୍ୟୁ ବନେଇଦେବେ ତମ ପ୍ରଡକ୍ଟର ଗୋଟେ ଭ୍ୟୁ ବନେଇବେ। ଆଉ ଗୋଟେ ସିଏ ବନେଇଦେବେ ରିଜନ ୱାଇଜ ଡିଟେଲ ର ବି ଗୋଟେ ଭ୍ୟୁ ବନେଇକି ତମକୁ ଦେଇଦେବେ। ତମକୁ ଏମିତି ତମ ପାଖରେ ଭ୍ୟୁ ଗୁଡା ଥିବ। ତମକୁ ଜାଣିବାର ଅଛି ତମେ ଏଇ ଯୋଉ ଭ୍ୟୁ ଗୁଡା ଆସିବ ତମ ପାଖକୁ ଅଲଗା ଅଲଗା, ଗୋଟେ ସେଣ୍ଟ୍ରାଲାଇଜ ଟେବୁଲ ହିଁ ଅଛି, ତମ ପାଖକୁ ଭ୍ୟୁ ବନେଇକି ଅଣାହେଲା। ତମେ ସେଇଟାକୁ ଲିଙ୍କ କେମିତି କରିବ ଅଲଗା ଟେବଲ ସହିତ। ଠିକ ଅଛି, ତମେ ସିକ୍ୱେଲ ରେ ଜଏନିଂ କରିକି ଲିଙ୍କ କରୁଛ, ଏଠି ଆମେ ସେଇଟା କଣ କରିବା, ରିଲେସନସିପ ବନେଇକି ସେଟାକୁ ଲିଙ୍କ କରିବା ଅଲଗା ଅଲଗା ଟେବଲ ସହିତ। ଠିକ ଅଛି, ତ ଆଟ୍ ଦି ଏଣ୍ଡ ଅଫ ଦି ଡେ କଣ ହବ, ସେଇଟା ଗୋଟେ ସେଣ୍ଟ୍ରାଲାଇଜ ଟେବଲ ଭଳିଆ ହିଁ କାମ କରିବ। କିନ୍ତୁ ଆମେ ତାକୁ ଫିଜିକାଲି ଜଏନ କରୁନେ, ସେଇଟାକୁ ଆମେ ଲଜିକାଲି ଜଏନ କରିବା। ଠିକ ଅଛି। ହ୍ୟାଲୋ ସାର୍, ଫ୍ୟାକ୍ଟ ଆଉ ଡାଇମେନସନ ଟେବୁଲ ଅଟୋମେଟିକ ସାର୍ ବନା ହେଇକି ଆସିଥିବ ସାର୍। ହଁ ମୁଁ ଏଇନା କହୁଛି, ସେଇଟା ସେଇ ଜିନିଷଟା କହୁଛି, ଗୋଟେ ମିନିଟ୍ ଦିଅ ମତେ, ମୁଁ ଖାଲି ଲୋଡ କରିଦିଏ, ତାପରେ ମୁଁ କହୁଛି ତମକୁ। category, ଠିକ, ଗୋଟେ ଜିନିଷ category, ତ ମୋର କଣ ହେଲା ନା, ମୋର 5ଟା ଟେବଲରେ ଡାଟା ଯୋଉ ଅଛି ସେଇଟା ମୋର ସିକ୍ୱେଲ ରୁ ଆସୁଛି। ମୋର ଡିମ୍ ପ୍ରଡକ୍ଟଟା କଣ ହଉଛି, ସେଥିରେ ମୁଁ ଡେଟାଟାକୁ ଇମ୍ପୋର୍ଟ କଲା ବେଳକୁ ସେଇଟା ଗୋଟେ ଏରର ଦେଲା ମତେ। ତ ମୁଁ ସେଇଟା ଡାଇରେକ୍ଟ କଣ କରିବି ନା, CSV ଫାଇଲରୁ ହିଁ ନେଇଯିବି ସେ ଡାଟାଟା। ତ ମୋର ଏଇନା କଣ ହେଲା ଦେଖ, ମୋର ବି ଏଇନା ଗୋଟେ କମ୍ପୋଜିଟ୍ ମଡେଲ ଟାଇପର ଜିନିଷ ବନିଗଲା। କମ୍ପୋଜିଟ୍ ମଡେଲ ଟାଇପ ଜିନିଷ ମାନେ କଣ, ମୋ ପାଖରେ ଏଠି ଡିଫରେଣ୍ଟ ସୋର୍ସରୁ ମୁଁ ଡାଟା ଆଣିଲି। ଗୋଟେ ଡାଟାଟା ଆଣିଲି କୋଉଠୁ, ମୁଁ ସିକ୍ୱେଲ ସର୍ଭରରୁ ଆଣିଲି। ଆଉ ଗୋଟେ ଡାଟାଟା ଆଣିଲି ମୁଁ CSV ଫାଇଲରୁ। ଠିକ ଅଛି, ଆଉ ତମେ ଏଠି ଯଦି ତମକୁ ଟେବଲ ନେମ୍ ଚେଞ୍ଜ କରିବାର ଅଛି, ତମେ ଡାଇରେକ୍ଟଲି ଏଠି ଡବଲ କ୍ଲିକ୍ କରିବ, ତାପରେ ଟେବଲ ନେମ୍ ଚେଞ୍ଜ କରିପାରିବ। ଠିକ ଅଛି, ଏଇଟା ଆଫେକ୍ଟ କରିବନି ତମ ଡେଟା ମଡେଲିଂ କି ତମ ଡେଟାକୁ ବି ଆଫେକ୍ଟ କରିବନି, ତମେ ଖାଲି ଟେବଲ ନେମ୍ଟା ଚେଞ୍ଜ କରିଦେଲ। ଠିକ ଅଛି, ତ ଆମ ପାଖରେ ନା ଡେଟା ରେଡି ଅଛି, ଆମେ ଡେଟା ସବୁ ଇମ୍ପୋର୍ଟ କରିଦେଲେ। 6ଟା ଟେବୁଲ ଆମେ ଇମ୍ପୋର୍ଟ କରିକି ଆମ ପାୱାର ବି ଭିତରକୁ ନେଇ ଆସିଲେ। ଏବେ ଆମେ କଣ କରିବା, ଏଠି ଯୋଉ ତମେ ମଡେଲ ଭ୍ୟୁ ଦେଖୁଛ, ମଡେଲ ଭ୍ୟୁ ମୁଁ କଣ କହିଥିଲି, ମଡେଲ ଭ୍ୟୁ ହଉଛି ଆମର ଆର୍କିଟେକ୍ଚର ବନେଇବା ପାଇଁ କି ଡିଜାଇନ ବନେଇବା ପାଇଁ। ଠିକ ଅଛି, ଆଉ ଟେବଲ ଭ୍ୟୁଟା ହଉଛି ଆମର ରୋ ଲେବଲ ଇନଫର୍ମେସନ ଦେଖିବା ପାଇଁ। ତ ଆମେ ଯେତେବେଳେ ଏଠି ମଡେଲ ଭ୍ୟୁକୁ ମୁଁ ଆସିଲି, ଦେଖ ଏଠି ପାୱାର ବି କଣ କଲା ନା, ସେ ନିଜ ଆଡୁ ହିଁ ଅଟୋମେଟିକାଲି କିଛିଟା ରିଲେସନସିପ ଏଇଠି ଦେଇଦେଇଛି। ଯେମିତିକି ଏଇଠି ଦେଖ ମଡେଲ ଅଛି, ଏଇଟା ମଡେଲ ସରି ପ୍ରଡକ୍ଟ କ୍ୟାଟେଗୋରୀ ଅଛି, ଏଇଟା ହଉଛି ଡିମ୍ ପ୍ରଡକ୍ଟ ସବ୍ କ୍ୟାଟେଗୋରୀ ଅଛି। ତ ସିଏ ଏଇଠି ଗୋଟେ ରିଲେସନସିପ ଦେଇଦେଇଛି। କେମିତି ଦେଇଛି, ପ୍ରଡକ୍ଟ କ୍ୟାଟେଗୋରୀ କି ଦିଟା କରେ କମନ ଅଛି। ଠିକ ଅଛି, ତ ସିଏ ସେଇଥିପାଇଁ କଣ କଲା ନା, ପ୍ରଡକ୍ଟ କ୍ୟାଟେଗୋରୀ କି କୁ ସିଏ ଏମିତି ବନେଇଦେଲା, ଗୋଟେ ରିଲେସନସିପ ବନେଇଦେଲା।
ଡିମ୍ ଡେଟ୍ଟା ତାକୁ ମିଳିଲାନି, ଡିମ୍ ଡେଟ୍ର ସିଏ କଣ କରିବ ଡାଇମେନସନ ଡେଟ୍ର, ତ ସିଏ ଏଇଠି ବନେଇ ପାରୁନି ଏଇଠି ରିଲେସନସିପ ବନେଇ ପାରିଲାନି। ତ ଏଇ ତିନିଟା ଟେବୁଲରେ ସେ ରିଲେସନସିପ ବନେଇଦେଲା। ଠିକ ଅଛି, ତ ଆମର ଏଇଟା ଫ୍ୟାକ୍ଟ ଟେବୁଲ ହେଇଗଲା। ଫ୍ୟାକ୍ଟ ଟେବୁଲ ସହିତ ସିଏ ପ୍ରଡକ୍ଟକୁ ଆସାଇନ୍ କରିଦେଲା, କୋଉ ବେସିସରେ ଆସାଇନ୍ କଲା ଏଇଠି, ପ୍ରଡକ୍ଟକୁ ଆସାଇନ୍ କରିଦେଲା ସିଏ ପ୍ରଡକ୍ଟ କି ସହିତ। ଠିକ ଅଛି, ଫ୍ୟାକ୍ଟ ଟେବୁଲରେ ଗୋଟେ ପ୍ରଡକ୍ଟ କି ଅଛି, ପ୍ରଡକ୍ଟ ଟେବୁଲରେ ଗୋଟେ ପ୍ରଡକ୍ଟ କି ଅଛି, ତ ସିଏ କଣ କଲା ଏଇଠି ଗୋଟେ ରିଲେସନସିପ ଅଟୋମେଟିକାଲି ବନେଇଦେଲା, ଏଠି ଗୋଟେ ରିଲେସନସିପ ବନେଇଦେଲା। କିନ୍ତୁ ଆମକୁ ଏଇ ପ୍ରକାରର ଦରକାର ନାହିଁ। ଆମକୁ କେମିତି ଦରକାର, ଆମକୁ ଦରକାର କି ଫ୍ୟାକ୍ଟ ଟେବୁଲ ସହିତ ଆମର ସବୁ ଟେବୁଲ କନେକ୍ଟେଡ ହେଇଥିବା ଦରକାର। ଯେହେତୁ ଆମେ ଡେଟା ଆନାଲିସିସ୍ ଟା କରିବା, ତ ଏଇଟା ଆମ ସେଣ୍ଟ୍ରାଲାଇଜ ଟେବୁଲ ନା, ସବୁ ଡାଇମେନସନ ଟେବୁଲ ମୋର ଫ୍ୟାକ୍ଟ ଟେବୁଲ ସହିତ କନେକ୍ଟେଡ ହେଇଥିବା ଦରକାର। ଠିକ ଅଛି, ଇନ୍ ଏ ୱେ ଡାଇରେକ୍ଟଲି ଅର୍ ଇନଡାଇରେକ୍ଟଲି। ଠିକ ଅଛି, ଡାଇରେକ୍ଟଲି ଇନଡାଇରେକ୍ଟଲି ସେଟା ଆମେ ପଢିବା ନା। ତ ଏଇଠି ଆମେ ନା ଡିଜାଇନ ବନେଇବା। ଡିଜାଇନ ବନେଇବା ପୂର୍ବରୁ ଏଇ ଯୋଉ ଡିଜାଇନଟା ଆମେ ବନେଇବା, ସେଇଟା ତିନି ପ୍ରକାର ଡିଜାଇନ ଆମେ ବନେଇ ପାରିବା। ଠିକ ଅଛି, ସେଇଟା ଅନ୍ ଦି ବେସିସ୍ ଅଫ ସ୍କିମାସ୍ ଆମେ ବନେଇବା। କଣ ହବ, ଗୋଟେ ମୁଁ କାଲି ଯୋଉ କହୁଥିଲି ଷ୍ଟାର ସ୍କିମା, ଷ୍ଟାର ସ୍କିମା, ଏଟାକୁ ଷ୍ଟାର ସ୍କିମା ଆମେ କୋଉଥିପାଇଁ କହିବା, ଆମର ଫ୍ୟାକ୍ଟ ଟେବୁଲଟା ଆମେ ଏଇଠି ମଝିରେ ରଖିବା। ଠିକ ଅଛି, ଫ୍ୟାକ୍ଟ ଟେବୁଲଟା ଏଇଠି ମଝିରେ ରହିବ ମୋର। ଏଠି ମୁଁ ରଖିବି ଗୋଟେ ଡାଇମେନସନ ଟେବୁଲ, ଏଠି ଆଉ ଗୋଟେ ଡାଇମେନସନ ଟେବୁଲ ରଖିବି, ଏଠି ଆଉ ଗୋଟେ ଡାଇମେନସନ ଟେବୁଲ ରଖିବି, ଏଠି ଆଉ ଗୋଟେ ଡାଇମେନସନ ଟେବୁଲ ରଖିବି, ଏଠି ଆଉ ଗୋଟେ ଡାଇମେନସନ ଟେବୁଲ ରଖିବି। ଠିକ ଅଛି, ଏଇ ଡାଇମେନସନ ଟେବୁଲଟାକୁ ମୁଁ କନେକ୍ଟ କରିବି ଆ ସହିତ, ଫ୍ୟାକ୍ଟ ଟେବୁଲ ସହିତ। ଠିକ ଅଛି, ଆଉ ସବୁବେଳେ ଡାଇମେନସନ ଟେବୁଲଟା ଫ୍ୟାକ୍ଟ ଟେବୁଲକୁ ଫିଲ୍ଟର ଆଉଟ୍ କରିବ, ଫ୍ୟାକ୍ଟ ଟେବୁଲ କେବେ ଡାଇମେନସନ ଟେବୁଲକୁ ଫିଲ୍ଟର କରିବନି। ଠିକ ଅଛି, ତ ଆମର ଫିଲ୍ଟରିଂ ଡାଇରେକ୍ସନଟା ସବୁବେଳେ ଏଇ ପ୍ରକାର ହେଇଥିବା ଦରକାର। ସେମ୍ ଜିନିଷ ଡାଇମେନସନ ଟୁ ୱାନ୍ ଟୁ ଏଇଟାକୁ ବି ସେମ୍। ସାର୍ ସାର୍ ହଁ ବୁଝିହେଲା ସାର୍, କଣ ହଁ, ଫିଲ୍ଟର ସାର୍ ଏଇଟା ବୁଝିହେଲାନି ସାର୍ ଟିକେ। କୋଚ୍। ଠିକ ଅଛି, ଏଇଟା ହେଇଗଲା ତମର ଷ୍ଟାର ସ୍କିମ୍। ତମ ଫିଲ୍ଟରିଂଟା ଯୋଉ ବୁଝିପାରୁନ, ଏଇଟା ଦେଖ, ତମର ପ୍ରଡକ୍ଟ ଗୋଟେ ଅଛି। ଠିକ ଅଛି, ପ୍ରଡକ୍ଟ ଧରିଥିବ ତମର ଗୋଟେ ବାଇକ୍ ଅଛି ହେଲା, ତମ ହିରୋ ହୋଣ୍ଡା ବାଇକଟା ଅଛି। ହିରୋ ହୋଣ୍ଡା ବାଇକରେ ଆମକୁ ଦେଖିବାର ଅଛି, ହିରୋ ହୋଣ୍ଡା ବାଇକର ଧର ଗୋଟେ ମଡେଲଟା ଅଛି। ଠିକ ଅଛି, ମଡେଲର ପ୍ରାଇସଟା କେତେ ଟଙ୍କା, ସେଟା କେମିତି ଫିଲ୍ଟର ଆଉଟ୍ କରିବ, ତମେ ଫିଲ୍ଟର ଟେବୁଲକୁ ଯେତେବେଳେ କ୍ଲିକ୍ କରିବ ନା, ଏଇଠି ପ୍ରଡକ୍ଟ ଟେବୁଲକୁ କ୍ଲିକ୍ କଲେ ସେ କାହାକୁ ଫିଲ୍ଟର କରିବ, ସେ ଇଣ୍ଟରନାଲ ଆମ ଫ୍ୟାକ୍ଟ ଟେବୁଲରେ ଯୋଉ ତାର ପ୍ରାଇସଟା ଅଛି ସେଇଟାକୁ ଫିଲ୍ଟର କରିବ, ସେଇଟା ଦେଖେଇବ। ଠିକ ଅଛି, କିନ୍ତୁ ମୁଁ ଯଦି ଏନା ପ୍ରାଇସ୍ ଟାକୁ ଫିଲ୍ଟର କରୁଛି ଏଇଠି, ଠିକ ଅଛି, 20,000 ଗୋଟେ ପ୍ରାଇସ୍ ଅଛି, ମୁଁ ଯଦି ସେଇଟାକୁ ଫିଲ୍ଟର କରୁଛି, ସେଇଟା କଣ ମୋର ପ୍ରଡକ୍ଟରେ ଯୋଉ ସେଇ ଯୋଉ ବାଇକ୍ ଟାକୁ ଫିଲ୍ଟର ଆଉଟ୍ କରିପାରିବ କି, କରିପାରିବନି। ରାଇଟ୍, ଭାବିଦିଅ ଏଇଟା ଗୋଟେ ପ୍ରଡକ୍ଟ ଟେବୁଲ ଅଛି, ଏଇଠି ଗୋଟେ ବାଇକ୍ ଅଛି। ଠିକ ଅଛି, ପ୍ରଡକ୍ଟ ଡିଟେଲ୍ସ ଗୋଟେ ବାଇକ୍ ନେମ୍ ଅଛି, ତ ମୁଁ ଯଦି ବାଇକ୍ ନେମ୍ ଟାକୁ ଏଇଠି ଫିଲ୍ଟର କରିବି କି କ୍ଲିକ୍ କରିବି, ସିଏ ମତେ କଣ ଦେଖିବା ଦରକାର, ମତେ ବାଇକର ଡିଟେଲ୍ସ ଦେଖିବା ଦରକାର। ମାନେ କେମିତି, ବାଇକର କେତେ ଟଙ୍କା, ସେଇଟା କୋଉ ବାଇକଟା ଅଛି, ବାଇକ ନାଁ କଣ, ବାଇକର ପ୍ରାଇସ୍ କେତେ। ଠିକ ଅଛି, ବାଇକର କେତେ, ତା ଇଞ୍ଜିନ କଣ, ଏଇ ସବୁ ଜିନିଷ ମତେ କୋଉଠି ଦେଖେଇବ, ଇଣ୍ଟରନାଲ ଟେବୁଲରେ ଦେଖେଇବ, ଫ୍ୟାକ୍ଟ ଟେବୁଲରେ ଦେଖେଇବ। କିନ୍ତୁ ମୁଁ ଯଦି ଏନା ବାଇକର ଖାଲି ପ୍ରାଇସ୍ ଟାକୁ ଏଇଠି ଫିଲ୍ଟର କରିବି, ସେଇଟାକୁ ମତେ ବାଇକର ଇଏଟା ଦେଖେଇଦବ କି ପ୍ରଡକ୍ଟ ଟେବୁଲରେ, ଦେଖେଇବନି। ଠିକ ଅଛି, କାହିଁକି ନା ଏଇ ଯୋଉ ଗୋଟେ 20,000 ଯୋଉ ଏଣ୍ଟିଟିଟା ଦିଆ ହେଇଛି ଏଠି, 20,000 ବହୁତ ସାରା ଅଛି ଭ୍ୟାଲ୍ୟୁ ଥିବ, ଗୋଟେ ବାଇକ୍ ପାଇଁ ଥୋଡି 20,000 ଥିବ, ଆହୁରି ବି 20,000 ଭ୍ୟାଲ୍ୟୁ ଥିବ। ତ ଏଇଠି କଣ ହବ ନା, ଏଠି ଯୋଉ ଗୋଟିଏ ବାଇକଟା ଅଛି, ଏଇଟା ଫିଲ୍ଟର ମାନେ ଏଇଟା କଣ କରିବ, ଏଇଟା ମେନି ଟୁ ୱାନ୍ ରିଲେସନସିପରେ ଯାଉଛି। ମାନେ କଣ, ବହୁତ ସାରା ଏଇଠି ନମ୍ବର ଅଛି। ଠିକ ଅଛି, ଇଏ କଣ କରିବ, ଏଇଠି ଗୋଟେ ନମ୍ବରକୁ ସେ ଫିଲ୍ଟର କରିବ। ଠିକ ଅଛି, ଗୋଟେ ମିନିଟ୍ ମୁଁ ଏଟା ଯାଉଛି ନା ଫିଲ୍ଟରିଂ ସ୍କିମ୍କୁ ଏଇଟା ବୁଝିବା। ଠିକ ଅଛି, ତା ପାଇଁ ଆମକୁ କାର୍ଡିନାଲିଟି ପଢିବାକୁ ପଡିବ। କାର୍ଡିନାଲିଟି ମାନେ କଣ, ଏଇଟା ଆଉଥରେ ବୁଝଉଛି ମୁଁ। ଠିକ ଅଛି, ରୁହ ଗୋଟେ ମିନିଟ୍। କିଛି ୱାରି ନାହିଁ ବିବେକ, ମାନେ ତମେ ପ୍ରାକ୍ଟିକାଲ ଦେଖିଲା ବେଳେ ବି କହିପାରିବ। ହଁ, ଏଇଠି ମୁଁ ଦେଖୁଛି। ଧର ଏଇଠି ତମର ଏଠି ପାଇକ୍ ଅଛି। ଠିକ ଅଛି, ଆଉ ଏଠି ତାର ଆମାଉଣ୍ଟ ଅଛି, 10,000 ଅଛି, 20,000 ଅଛି, 30,000 ଅଛି, 40,000 ଅଛି, ବାଇକ୍ A B C D ଅଛି। ଠିକ ଅଛି,
ସେ 10,000 ଟା ଅଛି ଏଠି। 10,000 ଭ୍ୟାଲ୍ୟୁ ଟା କଣ ହବ? ଏଇ 10,000 ଭ୍ୟାଲ୍ୟୁ ଟାକୁ ମୁଁ ଏ ସହିତ ବି ଆସାଇନ୍ କରିପାରିବି। ଏ ବାଇକ୍ ର ଭ୍ୟାଲ୍ୟୁ 10,000 ହେଇପାରିବ, ବି ବାଇକ୍ ର ବି ଭ୍ୟାଲ୍ୟୁ 10,000 ହେଇପାରିବ, ସି ର ବି 10,000 ହେଇପାରିବ। 20,000 ମୁଁ ସେମିତି କଣ କରିବି? 20,000 ଡି ହେଇପାରିବ, ଇ ବି ହେଇପାରିବ। 30,000 ସେମିତି ଏଫ୍ ହେଇପାରିବ, ସି ହେଇପାରିବ। ଠିକ ଅଛି। 40,000 ସେମିତି ଏଚ୍ ହେଇପାରିବ, ଆଇ ହେଇପାରିବ। ତ ଏଠି କଣ ହଉଛି? ଏଇଟା ଏଇଟାକୁ ଆମେ କହୁଛେ ମେନି ଟୁ ୱାନ୍ ରିଲେସନସିପ। ଠିକ ଅଛି। ମେନି ଟୁ ୱାନ୍ ମାନେ କଣ? ଏଇଟା ଆମକୁ ଉଲ୍ଟା ଫିଲ୍ଟର ଏଣ୍ଡ କରିବାର ଥିଲା, ମୁଁ ଏଇଟା ଭୁଲ କରିଥିଲି। ଏଇଟା ଏପଟକୁ ଯିବ। ଠିକ ଅଛି, ଏମିତି ଯିବ ସବୁ। ଏଇଟା ହଉଛି 1 to 1। ଦେଖ, ଏ ବାଇକ୍ ର ଭ୍ୟାଲ୍ୟୁ 10,000 ହେଇପାରିବ, ବି ର ବି 10,000 ହେଇପାରିବ, ସି ର ବି 10,000 ହେଇପାରିବ। ଠିକ ଅଛି। କିନ୍ତୁ 10,000 ର ଭ୍ୟାଲ୍ୟୁ ଟା ଆମେ ତିନିଟା ଜାଗାକୁ ଆସାଇନ୍ କରିପାରୁଛେ ଏଠିକି, ରାଇଟ୍? ए को भी असाइन करदेले, बी को भी असाइन करदेले, सी को भी असाइन करदेले। ठीक अच्छे। तो एबे असुविधा कौन हम? मु जेतेबेले एटा मोर फैक्ट टेबल हो गला, एटा मोर डायमेंशन टेबल हो गला। ठीक अच्छे। तो मुझे ये फैक्ट टेबल मु देखिया चाहिए 10,000 टा। एबे सिना ये तीन टा वैल्यू अच्छी बोली मुझे देखीदेवी 10 एबीसी देखीदेवी। किंतु तमें जो गोटे एंटरप्राइज लेवल देखिबो, एमि तो तुम पाखे 200-300 वैल्यूज थी। तुम से फिल्टर आउट केमती कर, राइट? 10,000 वैल्यू तुम मारला बेलू सेटा केते आसीबो? एबीसी करके 200 टा पाखापाखि प्रोडक्ट पळे आसीबो। तो एटा आमे जानि परिबा ना आमे कोनटा देखुचे। तो एबे जदि आमे सेम जिनस मु एना कोन करिवि, एटा को क्लिक करिवि मोर डायमेंशन टेबल ले, तो सी मते कोन देखिबो? एई अमाउंट टा देखिबो ना, बुझ परलो? एबे जदि मु एटा को खाली देखियो चाहूची आ मु एटा को क्लिक करूची मो डायमेंशन टेबल ले नेली, तो मते को वैल्यू टा देखिबो? 10,000 वैल्यू टा देखिबो, राइट? किंतु मु जदि सेम जिनस 10,000 को फिल्टर करूची कि क्लिक करूची मोर फैक्ट टेबल ले, सी मते केतेटा वैल्यू देखिबो? 200 टा वैल्यू देखिबो। काहेकि ना मो पाखे एटी 200 टा प्रोडक्ट अछि, एबीसी करिकी एमती 200 पाखापाखि प्रोडक्ट अछि। ठीक अछि। तो एटा बुझ पालो फिल्टरिंग केमती होउची? yes sir. हाँ। यस तो ए फिल्टरिंग डायरेक्शन टा सब बड़े देखुथुबो, सब बड़े डायमेंशन टेबल टा हमर फैक्ट टेबल को फिल्टर आउट करियो। ठीक अछि। केबे भी अदर वे अराउंड होबनी कि हमर फैक्ट टेबल टा केबे डायमेंशन टेबल को फिल्टर आउट करिवनी। कले असुविधा एमती तुमको जो कहली मु बहुत सारा रेकॉर्ड पळे आसीबो, जोटा कि हमर एनालिसिस बेलू को असुविधा करिवो। ठीक अछि। तो सब बेले हमको फैक्ट टेबल सॉरी डायमेंशन टेबल को फिल्टरिंग करार अछि फैक्ट टेबल ऊपर। ठीक अछि ना? एटा आउ थरे बुझेबी मिनी टू वन एटा तो हम पढ़िबा है ना। एटा फिल्टरिंग डायरेक्शन टा बुझ पारलो तो कोटा केमती फिल्टर करिवो। अलग जानी पारल ना? जानी बोली सर डायमेंशन सब सब फिल्टर करा सब। हाँ हाँ, काई हाँ फिल्टर करते जान लो। हाँ 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 सर हाँ, जानी ठीक है। हाँ, स्टार्स तो सर एटा वन टू मेनी हैला ना मेनी टू वन हैला? देखो, एटा मेनी टू वन हम कोच पे ना 1 to many हम 1 to many कोच पे हम हमर 81 गोटे वैल्यू रहउची, हमर एटी मेनी वैल्यू रहउची। ठीक अछि। एटा मेनी टू वन हम आ मेनी रो सिंबल होउची पावर बी रे एमती गोटे स्टार करिक देथियो, एटा 1 देथियो। ठीक अछि। एबे एटा समस्त एफिशिएंट मॉडलिंग इन पावर बी कोटा स्टार स्कीमा कोच पे सब जगह डायमेंशन टेबल हम फैक्ट टेबल को कनेक्ट होची। फिल्टरिंग डायरेक्शन फैक्ट टेबल ऊपर अछि। स्टार स्कीमा कोच पे पेनेटा स्टार बळे देखा जाउची जेत पे। ठीक अछि। एटा गोटे एमती स्ट्रक्चर रे बना होईची, जोटे स्टार स्टार बळे देखा होची से पे हमें ताको स्टार टेबल को स्टार स्कीमा को। ठीक अछि। ए स्ट्रक्चर टाको नै कि स्टार स्कीमा ना दिया इस तरह। तो एबे जो हमें ना मॉडल टा बनेबा एबे एटा हमें स्टार स्कीमा ऊपर बनेबा। ठीक अछि। तापर हमें स्नोफ्लेक्स स्कीमा भी पढ़िबा। किंतु तमे जतबेले भी डेटा मॉडलिंग करूछ
ट्राए करिवो स्टार स्कीमा ऊपर ही तुम डेटा मॉडलिंग करिया ठीक अछि आ तो तुमको जदी ये केही भी क्वेश्चन पर कहि पचारिबे इंटरव्यू रे कि तमर गोटे डेटा सेट स्लो चलची तमे केमती ताकू ऑप्टिमाइज करिवो कि से डैशबोर्ड टाकू तमे केमती स्पीड करेबो तार विजुअलाइजेशन कैलकुलेशन केमती स्पीड करेबो तुमको फर्स्ट आंसर या कहर अछि कि मते तार डेटा मॉडलिंग चेक କରିବାକୁ पड़िबो सेटा को मॉडल ऊपर बना ହେଇଛି स्टार स्कीमा ऊपर बना ହେଇଛି स्नोफ्लेक ऊपर बना ହେଇଛି कि आउ गैलेक्सी स्कीमा ऊपर बना ହେଇଛି तीनटा को स्कीमा हम पढ़िबा तम समस्त एफिशिएंट काम करे स्टार स्कीमा कोउथ स्टार स्कीमा एफिशिएंटली काम करे कहीं ना ସବୁ ଯାକ ଡାଇମେନସନ ଟେବଲ ଫ୍ୟାକ୍ଟ ଟେବଲ ସହିତ ମୋର କନେକ୍ଟେଡ୍ ଅଛି ତାଙ୍କ ଫିଲ୍ଟରିଂ ଡାଇରେକ୍ସନ ବି ବହୁତ ଠିକ ଅଛି କାହିଁକିନା ଡାଇମେନସନ ଟେବଲ ଫ୍ୟାକ୍ଟ ଟେବଲକୁ ଫିଲ୍ଟର ଆଉଟ୍ କରିବ ଠିକ ଅଛି ଏଇ ହିସାବରେ ପାୱାର ବିଆଇ ରେ ଏଫିସିଏଣ୍ଟଲି କାଲକୁଲେସନ ହୁଏ ତ ସେଇଥିପାଇଁ ଫ୍ୟାକ୍ଟ ଷ୍ଟାର ସ୍କିମାଟା ଆମର ସମସ୍ତଙ୍କଠୁ ଏଫିସିଏଣ୍ଟ ପାୱାର ବିଆଇ କାଲକୁଲେସନ ପାଇଁ ଠିକ ଅଛି ଏବେ ଯଦି ମୁଁ ଏଠି ଷ୍ଟାର ସ୍କିମା ଗୋଟେ ବନେଇବି ତ ମତେ ଫର୍ଷ୍ଟ ଜିନିଷ କଣ କରିବାର ଅଛି ମତେ ଦେଖିବାର ଅଛି ଏଇଠି ତମ ଫର୍ଷ୍ଟ ଯିବ ମ୍ୟାନେଜ ରିଲେସନସିପ जहाँ भी तुम रिलेशनशिप अच्छी है तुम ये चेक कर पार आम गोरा फास्ट रू बनवा तो मुझे सब डिलीट कर दूसरी रिलेशनशिप जहाँ भी सी पावर भी ऑटोमेटिकली बनई ठीक अच्छे किसी एना रिलेशनशिप नहीं मो पाखे 6टा टेबल अच्छे मत फर्स्ट जिनस कौन कर फर्स्ट जिनस मत स्टार स्कीमा को जब मुझे देखी मत फर्स्ट कौन रखार फर्स्ट मोर मझीरे मत फैक्ट टेबलटा रखार अच्छे ठीक अच्छे मुझे खोलि ये आनली फैक्ट टेबल यहाँ मोर फैक्ट टेबल हो गला ना गुड़ा मुझे चेंज कर ପିଲାମାନେ ଏଇଟାକୁ କଣ କୁହନ୍ତି ଏଇ ଯୋଉ ଯାହା ଉପରେ ମାନେ କାମ କରୁଛି ଏଇଟା କଣ କୁହନ୍ତି Canvas, I think. ଏଇଟାକୁ पेन पेन डेटा That पेन କହିବେ ଠିକ ଅଛି ଏଇଟାକୁ डेटा पेन କହିବେ ଆଉ ଏଇ ଉପରଟାକୁ ribbon, ହଁ ରିବନ ribbon, କୁହାହବ ହଁ ରିବନ ଠିକ କହିଛ ରିବନ ଠିକ ଅଛି ଆଉ ଏଇଟା view, ଡ୍ୟାକ୍ସ କହିଛ text view, ଏଇଟା यस table view, ଉପରଟା कैनवस कैनवस ହଁ ଏଇଟାକୁ ଆମେ କହିବା ବ୍ଲାଙ୍କ ରିପୋର୍ଟ କି କ୍ୟାନଭାସ ଯାହା ବି କହିପାରିବ ଏଇଟାକୁ ତମେ କ୍ୟାନଭାସ ବି କହିପାରିବ ଏଇଠି କାରଣ ଆମେ ଡ୍ରଇଂ କରିବାକୁ ଯୋଉଟା ଆମେ ଡ୍ରଇଂ ଯୋଉଠୁ କରୁ ସେଇଟାକୁ ଆମେ କ୍ୟାନଭାସ କହୁ ଯେହେତୁ ଆମେ ଏଠି ଡିଜାଇନ ବନଉଛେ ଏଇଟାକୁ ପ୍ରାୟ ଲୋକ କ୍ୟାନଭାସ ହିଁ କୁହନ୍ତି ଠିକ ଅଛି ଏଇ ଯୋଉ ଆମେ ଯୋଉଟା ଏଟା କାମ କରୁଛେ ଠିକ ଅଛି ତମେ ଏଠି ଅଲଗା ଅଲଗା ଡିଜାଇନ ବି ବନେଇ ପାରିବ ଗୋଟେ ଲେଆଉଟ ବନେଇ ପାରିବ ସେକେଣ୍ଡ ଲେଆଉଟ ବନେଇ ପାରିବ ଅଲଗା ଅଲଗା ଲେଆଉଟ ବନେଇ ପାରିବ ঠিক আছে ଏବେ ମୋର ଫ୍ୟାକ୍ଟ ଟେବୁଲଟା ମୁଁ ମଝିରେ ନେଇ ଆସିବି ଠିକ ଅଛି ଏବେ ମୁଁ କଣ କରିବି ଏଇଟା ଫଲୋ କରିବି ଯଦି ମୁଁ ଡାଇମେନସନ ଟେବୁଲ ଗୋଟେ ଉପରେ ରଖିବି ଠିକ ଅଛି ଫର ଏକ୍ଜାମ୍ପଲ ମୁଁ ଏଠି ପ୍ରଡକ୍ଟ ଟେବୁଲଟା ଉପରେ ରଖୁଛି ପ୍ରଡକ୍ଟ ଟେବୁଲଟା ରଖିଲି ଏବେ ମୁଁ କଣ କରିବି ଏଇ ଦୁଇଟାକୁ ହଁ ଏବେ ମୁଁ କଣ କରିବି ମ୍ୟାନେଜ ରିଲେସନସିପ ଦେଖିବି ମତେ କିନ୍ତୁ ମ୍ୟାନେଜ ରିଲେସନସିପ ଦେଖିବା ପୂର୍ବରୁ ମତେ ଏଇଟା ଦେଖିବାର ଅଛି କି ମୋର ପ୍ରଡକ୍ଟ ଟେବୁଲ ଆଉ ଫ୍ୟାକ୍ଟ ଇଣ୍ଟରନାଲ ଟେବୁଲରେ कॉमन की कोटा जो मु से रिलेशनशिप टा बन पारि ठीक अच्छे मुझे चेक करी कौन टेबल व्यू रे चेक करी प्रोडक्ट मो पाखे गोटे प्रोडक्ट की अच्छी एबे मु चेक करी मोर फैक्ट टेबल प्रोडक्ट की अच्छी कि फैक्ट टेबल मो पाखे गोटे प्रोडक्ट की अच्छी ता माने कौन मु प्रोडक्ट टेबल आ फैक्ट टेबल टाकू जॉइन कर पारि कौन सेल्स टेबल टाकू जॉइन कर पारि कौन प्रोडक्ट की बेसिस राइट कहीं दीटा को टेबल में मोर सेम की अच्छी ठीक अच्छे तो मुझे ना मैनेज रिलेशनशिप्स क्लिक करी न्यू रिलेशनशिप मारी फ्रॉम टेबल से पचला फर्स्ट को टेबल तुमको दरकार मत प्रोडक्ट टेबल दरकार आउ टू टेबल मोर फैक्ट टेबल इंटरनल सेल्स टेबल ये मुझे चेक करी मोर प्रोडक्ट की कहीं ये सर्च करहबनी से फीचरटा पावर भी देनी जो सर्च करने तुम ये सर्च करके तुम कर ठीक अच्छे ना तुमको मैनुअली देखा चेक करा पड़ो से खोजा पड़े प्रोडक्ट कीटा आमर ये प्रोडक्ट कीटा मुझे सिलेक्ट कली प्रोडक्ट टेबल रे एबे सॉरी इंटरनल सेल्स टेबल मुझे सिलेक्ट करी प्रोडक्ट की कहीं खोजी प्रोडक्ट की ये अच्छे मो पाखे ठीक अच्छे सी पचार केमी वन टू मेनी
जोटा है ना कहली वन टू मेनी हो पार वन टू वन हो पार मेनी टू मेनी हो पार मेनी टू मेनी हो पार पढ़े आगू एबे मुझे वन टू मेनी रे करबी माने कौन गोटे वैल्यू प्रोडक्ट रो बहुत वैल्यू को सिलेक्ट करिवो हमर फैक्टेबल ने ठीक अछि आ क्रॉस फिल्टर डायरेक्शन ले पचाउछि सिंगल दबो ना डबल दबो बोथ दबन बोथ देले कोन हबो विजुअलाइजेशन में तुमको प्रॉब्लम हबो तो चेष्टा करियो सब बेले सिंगल डायरेक्शन दबा पे क्रॉस फिल्टर ता सिंगल डायरेक्शन माने मु एटा जोटा कहली कि गोटे डायरेक्शन में से फिल्टर करिवो एठी डबल डायरेक्शन फिल्टर कले सेटा विजुअलाइजेशन और डेटाटा रॉन्ग केतळे केतळे आसे तो सब बेले अवॉइड करिवो सेटा बोथ डायरेक्शन करिया पे सब बेले सिंगल डायरेक्शन फिल्टरिंग रखिवो मेक दिस रिलेशनशिप एक्टिव माने ए दुईटा भितर रिलेशनशिप टा एस्टाब्लिश करिवो कि हाँ मारिवो एटी यस कलो टिक कलो सेव करिवि ठीक अछि एबे देखो मो पाखरे गोटे रिलेशनशिप बनी गला प्रोडक्ट टेबल टा मोर कनेक्ट हो गला फैक्ट टेबल सहित फिल्टरिंग डायरेक्शन देखो केमती अछि ठीक अछि फिल्टरिंग डायरेक्शन मोर एमएच जाउछि टुवर्ड्स फैक्ट टेबल 81 रहिला जोटा आगे आमे ना डिस्कस करले केमिति 81 एपटे मेनी इंटरनल टेबल मेनी फैक्ट टेबल एटी मेनी रिलेशनशिप रहिला 81 रिलेशनशिप रहिला राइट एबे आमे सेमिति बाकी सारा को भी कनेक्ट करबा एबे मते प्रोडक्ट कैटेगरी कनेक्ट करिवार अछि इंटरनल सहित प्रोडक्ट कैटेगरी मु चेक करिवि कोन मोर अछि प्रोडक्ट कैटेगरी रे मु देखिली मो पाखरे गोटे प्रोडक्ट कैटेगरी की अछि प्रोडक्ट अल्टरनेटिव प्रोडक्ट कैटेगरी अल्टरनेट की अछि ठीक अछि एटा मु चेक करिवि प्रोडक्ट कैटेगरी की मोर फैक्ट टेबल अछि कि नै प्रोडक्ट कैटेगरी की ठीक अछि एइति देखो मो पाखरे प्रोडक्ट कैटेगरी की नाही ठीक अछि आउ मो पाखरे आउ कोन अछि सेल्स कैटेगरी की आउ प्रोडक्ट कैटेगरी होता है प्रोडक्ट कैटेगरी की प्रोडक्ट अल्टरनेट की ठीक है प्रोडक्ट की एटा को मु प्रोडक्ट की सहित भी एस्टाब्लिश करि परिबि नाही काहे कि ना मो पाखरे सेटा नाही ठीक अछि प्रोडक्ट नंबर ड्यू डेट की शिप डेट की कस्टमर की करेंसी ठीक अछि एटा पर देखिबा एबे मु एक जोटा अछि सेटा कर दो जाबो डिम डेट एटा डायमेंशन टेबल डेट पई आ इंटरनल सेल गोटे अछि ठीक अछि एटा चेक करिया केमति होछि नले अलगा हम स्कीमा रे जिबो जदी स्कीमा होनी आ गोटे स्कीमा पढे देबी तापरे डायमेंशन डेट एटी मो पाखरे कोन अछि डेट की गोटे अछि ठीक अछि डेट की गोटे अछि चल डेट की अछि एटी मो पारे गोटे ऑर्डर डेट की अछि ठीक अछि एबे मु जदी डेट की टाको ऑर्डर डेट की से तो मैप कर देबी चलिबो बुझ पाए ना सेम ये रे अछि देखो डेट की रो जेमती फॉर्मेट अछि मोर ऑर्डर डेट की रे भी सेम सेम फॉर्मेट अछि ठीक अछि तो मु डेट की टाको ऑर्डर डेट की से तो मैप कर पारी ठीक अछि एटा ड्यू डेट की सहित भी मैप करिहब शिप डेट की सहित भी मैप करिहब ठीक अछि किंतु एटा हमें पढ़िबा इनएक्टिव रिलेशनशिप रे आगु एबे पय हमें ऑर्डर की सहित मैप करके देखिबा डिम डेट सेम करिमु मैनेज रिलेशनशिप जीबी न्यू रिलेशनशिप बनेबी गोटे फैक्ट टेबल सॉरी मोर रखिबी डायमेंशन टेबल रखिबी इंटरनल की रखिबी डेट कीटा मु मैप कर देबी ऑर्डर की सहित ऑर्डर डेट की सहित ठीक अछि वन टू मेनी रहला सिंगल रहला सेव करिबी दीटा बनी गला मोर एबे डीम प्रोडक्ट सब कैटेगरी डीम प्रोडक्ट सब कैटेगरी डीम प्रोडक्ट सब कैटेगरी की ओके प्रोडक्ट कैटेगरी की गोटे अछि गोटा की प्रोडक्ट कैटेगरी की ओके 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 इंटरनल से गोटे मिनिट एटाको जॉइन करबा पछरे प्रोडक्ट की अछि कैटेगरी अच्छे कैटेगरी टेरिटरी टेरिटरी
सेल्स टेरिटोरी की सेल्स टेरिटोरी अल्टरनेट की सेल्स टेरिटोरी की सहित एटाକୁ ଜଏନ୍ କରିଦେବି ଯେନ୍ ନ୍ୟୁ ରିଲେସନशिप ଏଟାକୁ ସେଲ୍ସ टेरिटोरी କରିବି ଏଟାକୁ ମୁଁ କରିବି ଫ୍ୟାକ୍ଟ ଇଣ୍ଟରନେଟ ଅଟୋମେଟିକାଲି ନେଇଗଲା वन टू मेनी सिंगल सेव ହଉ ତ ଏବେ ଆମକୁ ଦେଖିବାର ଅଛି ଏଇ ଦିଟାକୁ ଆମେ କେମିତି ଇଣ୍ଟରନାଲ ଟେବୁଲ ସହିତ ଆମ ଫ୍ୟାକ୍ଟ ଟେବୁଲ ସହିତ ଜଏନ୍ କରିବା କୋଉ କଲମ ନେଇକି ଜଏନ୍ କରିବା ଠିକ ଅଛି ଆମର ଦିଟା ହେଇନି ଏପର୍ଯ୍ୟନ୍ତ ବନେଇନେ ଆମେ ଗୋଟେ ପ୍ରଡକ୍ଟ ସହିତ ବନେଇନେ ଆଉ ଗୋଟେ ପ୍ରଡକ୍ଟ କ୍ୟାଟେଗୋରୀ ସହିତ ବନେଇବା ଠିକ ଅଛି ପ୍ରଡକ୍ଟ ସବ୍ କ୍ୟାଟେଗୋରୀ ସହିତ ବନେଇବା ଏଇଟା ଆମେ ଚେକ୍ କରିବା ଏଇଟା ଚେକ୍ କରିବାକୁ ହେଲେ କ୍ୟାଟେଗୋରୀ product की ଆଉ ଏଇଟା ଗୋଟେ ଫ୍ୟାକ୍ଟ ଇଣ୍ଟରନାଲ ଟେବୁଲ ଅଛି ମୋର ପ୍ରଡକ୍ଟରେ କଣ ମୁଁ ପ୍ରଡକ୍ଟ କି ନେଇପାରିବି ଏଠି ପ୍ରଡକ୍ଟ କି ଅଛି ବୋଧେ ଏଠି ପ୍ରଡକ୍ଟ କ୍ୟାଟେଗୋରୀ ପ୍ରଡକ୍ଟ କ୍ୟାଟେଗୋରୀ କି ପ୍ରଡକ୍ଟ କ୍ୟାଟେଗୋରୀ ସେ କଲମ ନାହିଁ କି ଏଇ ଡାଟା ସେଟ ଦେଖିବା ପ୍ରଡକ୍ଟ କ୍ୟାଟେଗୋରୀ ଠିକ ଅଛି ଯଦି ସେ କଲମ ନାହିଁ ଏବେ ପାଇଁ ଆମେ ଏଇଟାକୁ ପ୍ରଡକ୍ଟ କି ବେସିସରେ ମ୍ୟାପ୍ କରିଦେବା ଠିକ ଅଛି ତାପରେ ଦେଖିବା ଏଇଟାକୁ ମାନେ ଯଦି ପ୍ରଡକ୍ଟ କି ଉପରେ ମ୍ୟାପ୍ କରିଦଉଛି ତାହେଲେ ବି ଚାଲିଯିବା କଥା ଏଇଟାକୁ ମୁଁ ମ୍ୟାନେଜ ରିଲେସନସିପରେ ଯିବି ଯଦି ନାହିଁ ସେ କିଟା ଏବେ ପାଇଁ ଡେମନଷ୍ଟ୍ରେସନ ପାଇଁ ମୁଁ ସେଟା କଣ କରିବି ନା ପ୍ରଡକ୍ଟ କ୍ୟାଟେଗୋରୀର ପ୍ରଡକ୍ଟ କ୍ୟାଟେଗୋରୀ କି ନେଇଗଲି ଏଇଠି ଆଉ ଇଣ୍ଟରନାଲ ଟେବୁଲଟା ମୁଁ ନେଇଗଲି ଇଣ୍ଟରନାଲ ଟେବୁଲଟା ଆମେ ନବା ପ୍ରଡକ୍ଟ କିଟା ଠିକ ଅଛି many to one single ହେଇଗଲା ଏଷ୍ଟାବ୍ଲିଶ ହେଇଗଲା କ୍ଲୋଜ ଏବେ ଆ ସହିତ ସେମ୍ ଜିନିଷ କରିଦେବା ସେଟାକୁ ପ୍ରଡକ୍ଟ କି ସହିତ ହିଁ ମ୍ୟାପ୍ କରିଦେବା ଏଠି ଗୋଟେ ପ୍ରଡକ୍ଟ କି ଅଛି ଏଠି ମୋର ଇଣ୍ଟରନାଲ ସେଲ୍ରେ ଗୋଟେ ପ୍ରଡକ୍ଟ କି ଥିବ ଏଠି ଓକେ କ୍ଲୋଜ ଏବେ ଦେଖ ଏବେ ଯୋଉ ଡାଇଗ୍ରାମଟା ହେଲା ଆମର ସେଇଟା ଷ୍ଟାର ସ୍କିମା ଉପରେ ହେଲା ମୋର ସବୁ ଡାଇମେନସନ ଟେବୁଲ ଫ୍ୟାକ୍ଟ ଟେବୁଲକୁ କନେକ୍ଟେଡ ଅଛି ନା ଆଉ ଫିଲ୍ଟରିଂ ଡାଇରେକ୍ସନଟା କେମିତି ଅଛି वन टू मेनी टुवर्ड्स फैक्ट इंटरनल टेबल राइट एटा हमें गोटे मॉडल बने देले सेंट्रल टेबल सेंट्रलाइज कर देले सब जिंस को रिलेशनशिप बने की एटा बुझी पारलो एटा बुझिलो ना आउथर बुझेबे एटा बुझी दियो आगु काम रे ना आउपर ही काम ଡିମ୍ करियो ଡେଟ୍ ର हाँ डीम डेट कौन होला ଡିମ୍ ଡେଟ୍ ର ଡେଟ୍ କି ସହିତ ଆମର ଫ୍ୟାକ୍ଟ ଟେବୁଲ ର କଣ ପାଇଁ ସାର୍ ଅର୍ଡର କି ସହିତ ରିଲେସନ ବନା कोटा एटा को हमें ऑर्डर डेट की ଡିମ୍ अच्छा ହଁ ସାର୍ एटा ऑर्डर हमें डेट कीटा को ऑर्डर डेट की सहित काई बनेले तो रिलेशनशिप बनेले ହଁ ସାର୍ ठीक আছে এইটাକୁ ଦେଖ ଏଇଟାକୁ କାହିଁ ଆମେ ଏମିତି ବନେଇଲେ ନା ତମ ଡେଟ୍ କିରେ କଣ ଭ୍ୟାଲ୍ୟୁ ଅଛି ଡେଟ୍ କିର ଗୋଟେ ଭ୍ୟାଲ୍ୟୁ ମାନେ ସେ ଦେଇ ଦେଇଛି କଣ ଏଇଟା ଦେଖ YYY ମନ୍ଥ ଡେଟ୍ ଫର୍ମାଟରେ ଅଛି ଠିକ ଅଛି ଏଇଟାକୁ ଫର୍ମାଟରେ ଅଛି ଇୟର ମନ୍ଥ ଡେଟ୍ ଫର୍ମାଟରେ ଅଛି ଠିକ ଅଛି ଭାବିନ ଏଇଟା ଗୋଟେ କ୍ୟାଲେଣ୍ଡର ଟେବୁଲ ଅଛି ଏଇଟା ଗୋଟେ କ୍ୟାଲେଣ୍ଡର ଟେବୁଲଟେ ସେ ବନେଇଛି ଏଠି ଫର ଏକ୍ସାମ୍ପଲ ଏଇଠି ଗୋଟେ ସେ କ୍ୟାଲେଣ୍ଡର ଟେବୁଲଟେ ବନେଇଦେଲା କ୍ୟାଲେଣ୍ଡର ଟେବୁଲରେ डेट वैल्यू गुड़ा से केमती रखी धरी दियो 2020 12 01 एमती करके से डेट वैल्यू गुड़ा बनैला मोर इंटरनल फैक्ट टेबल रे कौन अच्छी गोटे डेट कॉलम अच्छी डेट कॉलम ऊपर तीन टा अच्छी देखिए बोले ऑर्डर डेट अच्छी शिफ्ट डेट अच्छी आ गोटे रिटर्न डेट अच्छी है तो मते को डेटा दरकार पड़ो ऑर्डर डेटा दरकार पड़ो कहीं ना मोर सेम से दिन मोर ऑर्डर टे होता
ତ ସେମ୍ ଜିନିଷ ମୁଁ ଯଦି ଦେଖିବି ମତେ ଗୋଟେ ବାଇକ୍ର ଅର୍ଡର ଡେଟ୍ ଦେଖିବାର ଅଛି କି ସେଟା କେବେ ଅର୍ଡର କରା ହେଇଥିଲା। ତ ଆ ଭିତରେ ମୋର ଅର୍ଡର ଡେଟ୍ଟା ଅଛି, କିନ୍ତୁ ମତେ ଇୟର ୱାଇଜ କ୍ୟାଲକୁଲେସନ ପାଇଁ କି କ୍ୱାର୍ଟର ୱାଇଜ କ୍ୟାଲକୁଲେସନ ପାଇଁ ଆମେ ଏଇ କ୍ୟାଲେଣ୍ଡର ଟେବୁଲଟା ରଖିଛେ। ଠିକ ଅଛି, କି ଆମେ ଡେଟାଟାକୁ କେମିତି ଇୟର, କ୍ୱାର୍ଟର ଆଉ ମନ୍ଥରେ ଦେଖିପାରିବା। ତ ସେଇଥିପାଇଁ ସିଏ କଣ କରିଛି, ଏଇଠି ଗୋଟେ ଡେଟ୍ କି ବନେଇଛି। ଡେଟ୍ କି ମାନେ କଣ, ଏଇ ଫର୍ମାଟରେ ବନେଇଛି। ଆଉ ଆମ ଅର୍ଡର ଡେଟ୍ଟା କୋଉ ଫର୍ମାଟରେ ଅଛି, ଏଇ ଫର୍ମାଟରେ ଅଛି। ତ ଏଇଟାକୁ ମୁଁ ମ୍ୟାଚ୍ କରିପାରିବି ଏଇ ଦିଟାକୁ କି ଗୋଟେ କମନ କି ଧରିକି। ବୁଝିପାରିଲ? ତ ମତେ ଏନା କଣ ହବ, ମୁଁ ଯଦି ଏନା ଇୟର ୱାଇଜ ସେଲ୍ସ ଦେଖିବି କି କ୍ୱାର୍ଟର ୱାଇଜ ସେଲ୍ସ ଦେଖିବି, ମୁଁ କେମିତି ଦେଖିବି? ମୋର କ୍ୟାଲେଣ୍ଡର ଟେବୁଲଟା କନେକ୍ଟେଡ ହେଇଯାଇଛି ଫ୍ୟାକ୍ଟ ଟେବୁଲ ସହିତ। ସିଏ ମତେ କେମିତି ଦେଖେଇବ? ଏନା ଇୟରଲି ସେଲ୍ସ ମତେ ଦେଖେଇଦବ କି ମୋର ଏତିକି 2 ମିଲିୟନ 200 ମିଲିୟନ ସେଲ୍ସ ହେଇଛି ବୋଲି, କ୍ୱାର୍ଟର ସେଲ୍ସ ମୋର 100 ମିଲିୟନ ହେଇଛି ବୋଲି ମତେ ଏଇଟା ଦେଖେଇଦବ। ଠିକ ଅଛି, ତ ସେଇଥିପାଇଁ ଆମେ ଅର୍ଡର ଡେଟ୍ କିଟାକୁ ମ୍ୟାପ୍ କଲେ ଆ ସହିତ ଡେଟ୍ କି ସହିତ। ସେଇଟା ଗୋଟେ କ୍ୟାଲେଣ୍ଡର ଟେବୁଲଟା ସେ ବନେଇଛି। ଯୋଉ ତମେ ଡିମ୍ ଡେଟ୍ଟା ଦେଖୁଛ ସେଇଟା ଗୋଟେ କ୍ୟାଲେଣ୍ଡର ଟେବୁଲ। କୋଉଥିପାଇଁ ବନା ହେଇଛି? ଇୟରଲି ଆନାଲିସିସ୍ ପାଇଁ ବନା ହେଇଛି। ତାର ଡେଟ୍ କି କୋଉଥିପାଇଁ, ତାର ଅ, ଧର ତାର ଡିଷ୍ଟିଂଟ ଭ୍ୟାଲ୍ୟୁଜ କଣ ଦେଇଦେଲା, ଇୟର, କ୍ୱାର୍ଟର, ମନ୍ଥରେ ସେ ଭ୍ୟାଲ୍ୟୁ ଗୁଡା ଦେଇଦେଇଛି। ଆଉ ଆମର ଫ୍ୟାକ୍ଟ ଟେବୁଲରେ କେମିତି ଭ୍ୟାଲ୍ୟୁ ଅଛି, ଅର୍ଡର ଡେଟ୍ର ସେମ୍ ଫର୍ମାଟ୍ରେ ଅଛି। ତ ମୁଁ ଏଇ ଦିଟାକୁ କମନ ନେଇକି ବନେଇଦେବି ମୋ ରିଲେସନସିପଟା। ଏଇଟା ବୁଝିଲ? ସାର୍ ଆମର ଯୋଉ ଡିମ୍ ଡେଟ୍ ଟେବୁଲ ସାର୍, ଯୋଉ ଡେଟ୍ ଟା ଅଛି, ଡେଟ୍ ହୁଁ ହୁଁ। କିଟା ଅଛି ସାର୍, ସେଇଟା କଣ ସାର୍ ଯୋଉ ମ୍ୟାନୁଫ୍ୟାକ୍ଚର ହେଇଛି ସେ ଡେଟ୍ ଟା, ନା ସାର୍ ଅର୍ଡର ନାଇଁ ଯୋଉ ହେଇଛି ସେ ଡେଟ୍ ଟା? ନାଇଁ, ଦେଖ ଏଠି କଣ ହଉଛି ନା, ତମେ ସବୁ କ୍ୟାଲକୁଲେସନ, ମୁଁ କଣ ତମକୁ କହିଲି, ଗୋଟେ ସେଣ୍ଟ୍ରାଲାଇଜ ଟେବୁଲକୁ ଆମେ ଭାଙ୍ଗି ଦଉଛେ। ଯେମିତି କି ଗୋଟେ ପ୍ରଡକ୍ଟ ହେଇଗଲା, ସବ୍ କ୍ୟାଟେଗୋରୀ ହେଇଗଲା, ଡେଟ୍ କଲମ ହେଇଗଲା। ଡେଟ୍ ରେ ଅଛି, ତମେ ଦେଖ ଡେଟ୍ ର ଭ୍ୟାଲ୍ୟୁଜ ଗୁଡା କଣ ଅଛି। ଏଇଠି ଖାଲି କ୍ୟାଲେଣ୍ଡର ଭ୍ୟାଲ୍ୟୁଜ ଅଛି, ମାନେ କୋଉ ଦିନ। ଠିକ ଅଛି, ଏଇଠି ନମ୍ବର ଅଫ ଦ ୱିକ୍, ସେ ଯୋଉ ଅଛି ସେଟା ୱିକ୍ ର କୋଉ ନମ୍ବର, କୋଉ ୱିକ୍ ରେ ସେଟା ଯାଉଛି। ହେଲା, ଫର୍ଷ୍ଟ ଜିନିଷ କି ଯେମିତି ସଣ୍ଡେ ହେଇଗଲା 1, ମଣ୍ଡେ ହେଇଗଲା 2, ଇଂଲିଶ ନେମ୍ ଅଫ ଦି ୱିକ୍ ମାନେ କଣ, ସଣ୍ଡେ ମଣ୍ଡେ ଏମିତି କରିକି ଜିନିଷ ରଖିଲେ। ତାପରେ ସେ ରଖିଲା ୱିକ୍ ନମ୍ବର, କୋଉ ୱିକ୍ ରେ ଅଛି। ଏଇ ସବୁ ଜିନିଷ ସିଏ କଣ କଲା, ଗୋଟେ କ୍ୟାଲେଣ୍ଡର ଟେବୁଲ ବନେଇଦେଲା। ରାଦର ଦ୍ୟାନ୍ କ୍ରିଏଟିଂ ଏଇ ସବୁ ଜିନିଷ ସିଏ ଫ୍ୟାକ୍ଟ ଟେବୁଲରେ ନ ରଖିକି ତା ପାଇଁ ଗୋଟେ ସେପାରେଟ କ୍ୟାଲେଣ୍ଡର ଟେବୁଲଟେ ବନେଇଦେଲା। ଯେମିତି ଇୟର ଭ୍ୟାଲ୍ୟୁ ହେଇଗଲା, ତାପରେ କ୍ୱାର୍ଟର ଭ୍ୟାଲ୍ୟୁ ହେଇଗଲା। ଠିକ ଅଛି, ଏଇ ଜିନିଷ ସବୁ କଣ କଲା, କ୍ୟାଲେଣ୍ଡରରେ ସେ ଗୋଟେ କ୍ୟାଲେଣ୍ଡର ଟେବୁଲ ବନେଇକି ଏଇ ସବୁ ଜିନିଷ ରଖିଦେଲା। କିନ୍ତୁ ସେ କ୍ୟାଲେଣ୍ଡର ଟେବୁଲ ବନେଇ ତ ଦେଲା, କିନ୍ତୁ ସିଏ ଆମର ସହିତ ସେଲ୍ସ ଟେବୁଲ ସହିତ କନେକ୍ଟ କେମିତି କରିବ? ତା ପାଇଁ ସିଏ କଣ କଲା, ଗୋଟେ ଏଠି ଡେଟ୍ କିଟା ଦେଇଦେଲା। ଡେଟ୍ କିରେ କେମିତି ଭ୍ୟାଲ୍ୟୁ ରଖିଲା, ଏଇଟା କନକେଟନେଟ୍ କରିଦେଲା। ଧର ଇୟର ଇୟର, କ୍ୱାର୍ଟର, ମନ୍ଥ, ଇୟର, ମନ୍ଥ, ଡେଟ୍ଟାକୁ ସେ କନକେଟନେଟ୍ କରିକି ଏଇ ଗୋଟେ ଭ୍ୟାଲ୍ୟୁ ଦେଇଦେଲା, ଏମିତି ଗୋଟେ ଭ୍ୟାଲ୍ୟୁ ଦେଇଦେଲା। ଠିକ ଅଛି, ତାପରେ ସିଏ କଣ କଲା, ତାର ଫ୍ୟାକ୍ଟ ଟେବୁଲରେ ଯୋଉ ଭ୍ୟାଲ୍ୟୁ ଗୁଡା ଅଛି, ଫର ଏକ୍ସାମ୍ପଲ ଏଇ ଅର୍ଡର ଡେଟ୍ର ତମେ ଯଦି ଭ୍ୟାଲ୍ୟୁ ଦେଖିବ, ସେଇଟାକୁ ଗୋଟେ କି ହିସାବରେ ସିଏ ନବାକୁ କହୁଛି। କାହିଁକି କି ହିସାବରେ ନବାକୁ କହୁଛି, କାରଣ ତାର ଅର୍ଡର ଡେଟ୍ ଦେଖ, ଅର୍ଡର ଡେଟ୍ ଅର୍ଡର ଡେଟ୍ ର ଭ୍ୟାଲ୍ୟୁ ଦେଖ, ସେ ସେମ୍ ଫର୍ମାଟ୍ରେ ଦେଇଦେବ। କି ତମକୁ ଯଦି ଏଇ ଅର୍ଡର ଡେଟ୍ କୁ ତମ କ୍ୟାଲେଣ୍ଡର ଟେବୁଲ ସହିତ କନେକ୍ଟ କରିବାର ଅଛି, ଫ୍ୟାକ୍ଟ ଟେବୁଲ ସରି ଆମ ଫ୍ୟାକ୍ଟ ଟେବୁଲଟାକୁ ଡିମ୍ ଡେଟ୍ ସହିତ କନେକ୍ଟ କରିବାର ଅଛି, ତମେ ଅର୍ଡର ଡେଟ୍ କିଟାକୁ ତମେ ଗୋଟେ ପ୍ରାଇମେରୀ କି କମନ କି ନେଇକି ଏଇ ଦିଟା ଟେବୁଲକୁ କନେକ୍ଟ କରିପାରିବ। ହେଲା, ତ ସେଇଥିପାଇଁ ସେ କଣ କଲା, ଏମିତି ଦେଲା। ତମର ସବୁ ଇନଫର୍ମେସନ, ଯାହା ବି ଟ୍ରାନଜାକ୍ସନାଲ ଇନଫର୍ମେସନ ଏଇ ତମ ଫ୍ୟାକ୍ଟ ଟେବୁଲରେ ହିଁ ରହିଲା। ଠିକ ଅଛି, କିନ୍ତୁ ତମର ଡେଟ୍ ୱାଇଜ ଇନଫର୍ମେସନ କଣ ହେଲା, ଯେମିତି କୋଉ ୱିକ୍ ହେଇଗଲା, କୋଉ ଇୟର ହେଇଗଲା, କୋଉ ମନ୍ଥ ହେଇଗଲା, ୱିକ୍ ନା କଣ, ଏଇ ସବୁ ଜିନିଷ ସେ ଗୋଟେ କ୍ୟାଲେଣ୍ଡର ଟେବୁଲରେ ଷ୍ଟୋର କରିଦେଲା। ତାପରେ ସେ ଅର୍ଡର ଡେଟ୍ କି ଆଉ ଡେଟ୍ କି କୁ ଦିଟା କମନ କଲମ ଦେଇଦେଲା। ଏଇ ଦିଟାକୁ ମ୍ୟାଚ କରିକି ତମେ ରିଲେସନସିପ ବନେଇ ପାରିବ। ଠିକ ଅଛି, ସେମ୍ ଜିନିଷ ଆମେ ସାର୍ ଏଇଠି ଥ୍ୟାଙ୍କ କରିବୁ। ୟୁ। ରାଜା ବିବେକ, ମୁଁ ଟିକେ ଗୋଟେ ମିନିଟ ଟିକେ କହିବି। ଆଜ୍ଞା। ଇଏ ରାଜା, ଆମର ମନେ ଅଛି ଜଏନ୍ସ ମୁଁ କହିଥିଲି, ଜଏନ୍ସ ୱି ସୁଡ ମେକ୍ ବିଟୱିନ୍ ପ୍ରାଇମେରୀ କି ଫରେନ୍ କି। ସାର୍ If there is no primary key foreign key, then we should make with matching column with matching value ନା। ସାର୍ ହଁ, ତ ସେଇଟା ଏକା ବିବେକ ସାର୍ ଏବେ କହୁଛନ୍ତି। ଯଦି ମ୍ୟାଚିଂ କଲମ୍ ସାର୍ with ମ୍ୟାଚିଂ ବୁଝା ପଡେ। ଭ୍ୟାଲୁ ମିଳିଗଲା ମତେ, ଦେନ୍ ଦ୍ୟାଟ୍ ଇଜ ଫାଇନ୍। ଠିକ ଅଛି, ତମର ନେକ୍ସଟ କ୍ୱେଶ୍ଚିନ୍ ଏଠି କଣ ଆସିବ କି, ସାର୍ ସେଠି ତ ତିନିଟା ଭ୍ୟାଲ୍ୟୁ ଥିଲା ଡେଟ୍ ର, ଆପଣ ଗୋଟେ ଭ୍ୟାଲ୍ୟୁ କାହିଁ କଲେ? ଆପଣ ତ ଡ୍ୟୁ ଡେଟ୍ କି ବି ତ ସେମ୍ ଫର୍ମାଟ ରେ ଥିଲା, ସେଇଟା ବି ନେଇ ପାରିଥାନ୍ତେ।
शिप डेटा भी तो गोटे सेम फॉर्मेट रे थिला, सेटा भी नहीं पारथांते। आमे एटा बनेबा एई जो तीनटा जो अछि आमे तीनटा को कनेक्ट करिबा, किंतु तीनटा भितरु कोन हबो हमर गोटे एक्टिव रहइबो, दीटा इनएक्टिव आमे बनेबा। सेटा केतेबेले बनेबा जेतेबेले विजुअलाइजेशन पढिबा सेतेबेलକୁ ମୁଁ ତମକୁ କହିବି ଏ ଦିଟା କୋଉଥିପାଇଁ ଆମେ ଏବେ କଲେନି, ସେତେବେଳକୁ ବନେଇବା। କିନ୍ତୁ ଆମ ପ୍ରାଇମେରୀ କନେକ୍ଟେଡ ରହିବ ଅର୍ଡର ଡେଟ୍ ସହିତ। ଠିକ ଅଛି, ତ ଏଇଟା ହେଇଗଲା ଆମର ଷ୍ଟାର ସ୍କିମା। ବୁଝିହେଲା ନା? ତ ଷ୍ଟାର ସ୍କିମା ଆଉ ଥରେ Yes. ବୁଝେଇବି ନା ଏଇଟା ବୁଝିହେଇଗଲା ପୁରା? ବୁଝିଲ ତ? ଏବେ ଷ୍ଟାର ସ୍କିମା ସରିଲା, ଆମର ଏବେ ମଡେଲ ବନିଗଲା। ଠିକ ଅଛି, ଆମର ଏବେ ମଡେଲ ବନିଗଲା। ଆମେ ଯେତେବେଳେ ଷ୍ଟାର୍ଟ କରିଥିଲେ ଆମ ପାଖରେ ଡେଟା ଥିଲା, ଡେଟା ନେଇ ଆସିଲେ ଆମେ ମଡେଲିଂ କଲେ, ଆର୍କିଟେକ୍ଚର ତାକୁ ଦେଲେ, ଫ୍ୟାକ୍ଟ ଆଉ ଡାଇମେନସନ ମିଶେଇକି ଆମେ ଗୋଟେ କେମିତି ୟୁନିଫାଇଡ ମଡେଲ ବନେଇଲେ। ଏବେ ଆମର ମଡେଲ ରେଡି ଅଛି। ଏବେ ମଡେଲ ଉପରେ ଆମେ ଟ୍ରାନ୍ସଫର୍ମେସନ କରିପାରିବା, ଭିଜୁଆଲାଇଜେସନ କରିପାରିବା। ଠିକ ସାର୍ ଅଛି। ହୁଁ। ରିଲେସନ ଟା କେମିତି ବନେଇଲେ ଆଉ ଟିକେ କହିଦିଅନ୍ତୁ। ହଁ, ରିଲେସନशिପ ଭାବି ଦିଅ, ଏଇଠି ମୁଁ ଆଉ ଗୋଟେ ଲେଆଉଟ ନେଇଯାଉଛି। ଠିକ ଅଛି, ତ ଏଇ ଲେଆଉଟରେ ନା ମତେ ଡ୍ରାଗ ଆଣ୍ଡ ଡ୍ରପ୍ କରିବାର ଅଛି। ମତେ ଫାର୍ଷ୍ଟ ମୁଁ କଣ କରିବି, ଏଠି ଇଣ୍ଟରନାଲ ସେଲଟାକୁ ଯୋଉ ଅଛି ଆଣିକି ଏଠି ଥୋଇଦେଲି। ଠିକ ଅଛି, ତାପରେ ମତେ ଆକୁ ଡିମ୍ ଡେଟ୍ ସହିତ କନେକ୍ଟ କରିବାର ଅଛି, ସେଇଟା ଆଣିକି ଥୋଇଦେଲି। ଦେଖ ସିଏ କଣ କଲା, ଅଟୋମେଟିକାଲି ରିଲେସନशिପ ନେଇଗଲା। କୋଉଥିପାଇଁ ନେଲା, କାହିଁକିନା ମୁଁ ଏପଟେ ଗୋଟେ ରିଲେସନशिପ ଅଲରେଡି ବନେଇ ଦେଇଛି। ମୁଁ ଯଦି ଆକୁ ଏଣ୍ଡ ଏଣ୍ଡ ଥୋଇ ବି ଦେବି, ସେ ଅଟୋମେଟିକାଲି ସବୁ ରିଲେସନशिପ ନେଇଯିବ। ଠିକ ଅଛି, ତ ଏବେ ମୁଁ କଣ କରୁଛି ନା ଆଉ ଥରେ ସେ ରିଲେସନशिପ ଟାକୁ ବନଉଛି। ରିଲେସନशिପ ଗୋଟାକୁ ତମକୁ ଦେଖ ଏବେ ସବୁ ଆକ୍ଟିଭ ରିଲେସନशिପ ହେଇକି ଅଛି। ଠିକ ଅଛି, ଏଠି ଦେଖ ସବୁ ଆକ୍ଟିଭ ରିଲେସନशिପ ହେଇକି ଅଛି, ଲାଇନ ଗୁଡା ସଲିଡ ଲାଇନ ଅଛି। ମୁଁ ଯଦି ଏଇଟାକୁ ଇନଏକ୍ଟିଭ କରିଦେବି ତ ରିଲେସନशिପ ର ଲାଇନ ଗୁଡା ଡ୍ୟାଶ ହେଇଯିବ। କାହା ସହିତ କଲି, ମୁଁ ସେଲ୍ସ ଟେରିଟୋରି ସହିତ କରିଦେଲି। ଏଇଠି ଦେଖ, ଏଇ ଯୋଉ ଲାଇନ ଟା ତମେ ଯଦି ଦେଖିବ ଟିକେ ଭଲସେ, ଏଟା ଡ୍ୟାଶ ଲାଇନ ହେଇଗଲା। ଠିକ ଅଛି, ତମେ ଚାହୁଁନ ଏଇ ରିଲେସନशिପ ଟା ମୋର ରହୁ ଏଇ ଦିଟା ଟେବଲ ଭିତରେ, ତମେ ଏମିତି ଯାଇକି ସେଇଟାକୁ ଡିଆକ୍ଟିଭେଟ ବି କରିପାରିବ। ଠିକ ଅଛି, ଏବେ ପାଇଁ ମୁଁ କଣ କରୁଛି, ଏଇଟାକୁ ଡିଲିଟ କରିଦଉଛି, କାରଣ ଆମେ ଦେଖିବା ଆଉ ଥରେ ବନେଇକି। ଧରିଦିଅ ତମ ପାଖରେ ଦିଟା ଟେବଲ ଏଇନା ଅଛି, ଗୋଟେ ହେଇଗଲା ତମର ଫ୍ୟାକ୍ଟ ଟେବଲ, ଏଇଟା ତମର ଡାଇମେନସନ ର ଟେରିଟୋରି ଟେବଲ ଅଛି। ଫାର୍ଷ୍ଟ ତମକୁ ଚେକ୍ କରିବାର ଅଛି ତମର ଫ୍ୟାକ୍ଟ ଟେବଲରେ ଆଉ ଡାଇମେନସନ ଏଇ ଟେବଲରେ କଲମ କଲମ କୋଉଟା ଅଛି। ମୁଁ ଏନା ଯିବି ଫ୍ୟାକ୍ଟ ଟେବଲକୁ, ମୋ ଫ୍ୟାକ୍ଟ ଟେବଲରେ ଆଉ ଡାଇମେନସନ ଟେବଲ ମୋର ଏଇଟା। ମୋ ଡାଇମେନସନ ଟେବଲରେ ମତେ ଏଇଠି ଦେଖାଯାଉଛି ମୋ ପାଖରେ 5ଟା କଲମ ଅଛି, ଗୋଟେ ସେଲ୍ସ ଟେରିଟୋରି କି ଅଛି, ସେଲ୍ସ ଟେରିଟୋରି ଅଲ୍ଟରନେଟ୍ କି ଅଛି, ଆଉ ବାକି 3ଟା କଲମ ଅଛି। ଏଇ 3ଟାକୁ ତ ମୁଁ ମ୍ୟାଚ୍ କରିପାରିବିନି, କି ସହିତ ମ୍ୟାଚ୍ କରିପାରିବି। କି ସହିତ କାହିଁ ମ୍ୟାଚ୍ କରିପାରିବି ନା, କାହିଁକିନା ମୋର ଏଇଠି ଡାଇମେନସନ ସରି ମୋ ଫ୍ୟାକ୍ଟ ଟେବଲରେ ସେମ୍ କି ସହିତ ଗୋଟେ କଲମ ଅଛି। ଠିକ ଅଛି, ସେମିତିକି ଏଇଠି ମୁଁ ଏନା ଯଦି ସର୍ଚ୍ଚ କରୁଛି, ଏଇଠି ଗୋଟେ ସେଲ୍ସ ଟେରିଟୋରି କି ବୋଲି ଗୋଟେ ଜିନିଷ ଅଛି। ଠିକ ଅଛି, ତ ମୁଁ ଜାଣିଲି କଣ, ସେଲ୍ସ ଟେରିଟୋରି କିଟା ମୋର କମନ ଅଛି ଦିଟାକ ଟେବଲରେ, ମୋର ଫ୍ୟାକ୍ଟ ଟେବଲରେ ବି କମନ ଅଛି, ମୋର ଡାଇମେନସନ ଟେବଲରେ ବି କମନ ଅଛି। ତ ମତେ ମିଳିଗଲା, ମୋର କମନ କିଟା ମିଳିଗଲା। ତାପରେ ମୁଁ ମଡେଲ ଭ୍ୟୁକୁ ଆସିବି। ମଡେଲ ଭ୍ୟୁକୁ ଆସିକି ମୁଁ ଏଇ ଦିଟାକୁ ଚେକ୍ କରିବାର ଅଛି। ଠିକ ଅଛି, ତମେ ଆଇଦର ମ୍ୟାନେଜ ରିଲେସନସିପ ରୁ ବି ଏମିତି ବନେଇ ପାରିବ, ନହେଲେ ଗୋଟେ ମିନିଟ କଣ୍ଟ୍ରୋଲ କରିକି press କର, ଆଉ ଏଇଟାକୁ ତମେ କଣ୍ଟ୍ରୋଲ କରିକି paste କର। ଠିକ ଅଛି, ଏଇଠି ଏଇଟା ହଉନି। ଠିକ ଅଛି, ମ୍ୟାନେଜ ରିଲେସନସିପ କରିବା। ନ୍ୟू ରିଲେସନସିପ ମାରିବ, ଫାର୍ଷ୍ଟ ମ୍ୟାନେଜ ରିଲେସନସିପ କ୍ଲିକ୍ କରିବ, ନ୍ୟू ରିଲେସନସିପ ମାରିବ, ଫ୍ରମ ଟେବଲ ତମକୁ କୋଉ ଟେବଲ ଦରକାର, ସେଲ୍ସ ଟେରିଟୋରି ଦରକାର, ଆଉ ତମକୁ ତଳ ଟେବଲଟା କୋଉଟା ଦରକାର, ଇଣ୍ଟରନାଲ ସେଲ୍ସ ଟେବଲ ଦରକାର। ତ ସିଏ ଅଟୋମେଟିକଲି ଦେଖ ରିଲେସନସିପ ନେଇଗଲା। ଅଟୋମେଟିକାଲି ଯଦି ନଉନି ତାହେଲେ ତମକୁ ସର୍ଚ୍ଚ କରିକି ସେଟାକୁ ଫିଲ୍ଟର ଆଉଟ୍ କରିବାକୁ ପଡିବ। ଯେମିତିକି ଏବେ ମୁଁ ଏଟାକୁ ସର୍ଚ୍ଚ କରିଦେଲି ତ ଏଟା ନବନି ସିଏ। ଠିକ ଅଛି, ତ ମତେ ନା ସେଲ୍ସ ଅର୍ଡର ସେଲ୍ସ ଟେରିଟୋରି କି ଏଇଟା। ଠିକ ଅଛି, ଏଇ ସେଲ୍ସ ଟେରିଟୋରି କିଟାକୁ ମତେ ଦିଟାକ ଜାଗାରେ ସିଲେକ୍ଟ କରିବାର ଅଛି। ତାପରେ ଚେକ୍ କରିବାର ଅଛି କାର୍ଡିନାଲିଟି। କାର୍ଡିନାଲିଟି ଯେମିତି କହିଲି ମେନି ଟୁ ୱାନ୍ କରୁଛି ନା ୱାନ୍ ଟୁ ମେନି କରୁଛି, ସେଇଟା ଚେକ୍ କରିବାର ଅଛି। କ୍ରସ୍ ଫିଲ୍ଟର ଡାଇରେକ୍ସନ, କୋଉ ଆଡକୁ ସେ ଫିଲ୍ଟର କରୁଛି, ସିଙ୍ଗଲ ଡାଇରେକ୍ସନ ଫିଲ୍ଟର କରୁଛି ନା ବୋଥ ଡାଇରେକ୍ସନ ଫିଲ୍ଟର କରୁଛି। ସବୁବେଳେ ସିଙ୍ଗଲ ଡାଇରେକ୍ସନ ଫିଲ୍ଟର ରଖିବାକୁ ପଡିବ। ସିଙ୍ଗଲ ଡାଇରେକ୍ସନ ଫିଲ୍ଟର ରଖିକି ସେଭ୍ କରିଦେବି। ଠିକ ଅଛି, ସେଭ୍ କରିଦେଲେ ଏଠି ସେ ତାର ରିଲେସନସିପଟା ବନେଇଦେଲା। ବୁଝିଲା?
दीटा को टेबल रे गोटे कॉलम कॉलम थिला आमे बिना जॉइन कंडीशन यूज करिकी से दीटा को टेबल को आमे लॉजिकली रिलेट कर देले ठीक अछि जोटा कि एई टोटल मॉडलटा हमर ना गोटे सेंट्रलाइज टेबल भलिया काम करिए विदाउट जॉइन और मर्जिंग कॉलम्स और रोज बुझिलो ए सर ठीक अछि तापरे हमर स्टार स्कीमा सरीगला स्टार स्कीमा परे कोन अछि स्टार स्कीमा रे एक थरे पढ़ी दियो कोन लिखा है स्टार स्कीमा पे ठीक अछि डायमेंशनल मॉडलिंग कोन फैक्ट टेबल और डायमेंशन टेबल हम पाकर थिबो ऑर्गेनाइज्ड वे रे हमें ताकू स्टार की स्नोफ्लेक करिकी मॉडल करिवा जेहेतु हमर रिपोर्टिंग एनालिसिस परफॉर्मेंस एफिशिएंसी पे तापरे स्कीमा मॉडलिंग ठीक अछि तापरे आसी हमर स्टार स्कीमा स्टार स्कीमा इन पावर बीआई इज अ डाटा मॉडलिंग टेक्निक विथ अ सेंट्रल फैक्ट टेबल ठीक अछि हमर है ना सेंट्रल फैक्ट टेबल रहला containing numbers matrix like sales revenue ठीक अछि हमर आ भितर सेल्स हरिया अछि surrounded by related dimension tables descriptive context like product customer date से कोन कहला आपको सराउंड करतियो डायमेंशन टेबल हमर डायमेंशन टेबल सब सराउंड करछि डायमेंशन टेबल रहेला प्रोडक्ट सेल्स सॉरी प्रोडक्ट कैटेगरी एटा रहेगी हमर डेफिनेशन टा एटा रहला स्टार स्कीमा रे कोन अछि गोटे सेंट्रल फैक्ट टेबल अछि आउ मल्टीपल डायमेंशन टेबल अछि ठीक है all dimension tables are directly connected to the fact table हमर सब डायमेंशन टेबल कनेक्टेड अछंती फैक्ट टेबल सहित ठीक अछि तापरे डायमेंशंस आर डीनॉर्मलाइज्ड काली जो कहउतली डीनॉर्मलाइज्ड माने कोन सेटा को हम भांगी देइछे छोट छोट कैटेगरीज रे ठीक अछि छोट छोट टेबल रे भांगी देइछे कैलकुलेशन पे तापरे स्नोफ्लेक स्कीमा एते स्टार स्कीमा बुझिलो तो कोन Yes, sir. हाँ एबे हमें पढ़िबा स्नोफ्लेक स्कीमा कोन भाबिनियो एबे मो पाखरे सेम जिंस ही हमें एड करिया ठीक अछि देखिए स्नोफ्लेक भाभी जो एटी गोटे मोर फैक्ट टेबल अछि स्नोफ्लेक केमती हबो ना सेमती रहइबो डायमेंशन एट रहइला सिंगल फिल्टरिंग एथिरे भी एठी भी डायमेंशन रहइला एठी भी डायमेंशन रहइला एठी भी डायमेंशन रहइला ठीक अछि एबे कोन हबो ना एई जो डायमेंशन टा अछि मोर एटा आउ गोटे डायमेंशन टा को कनेक्ट हेइयो ठीक अछि किंतु ये फैक्ट सहित डायरेक्टली कनेक्ट हबनी ठीक अछि एई रिलेशनशिप टा नथिबो आज को आ सहित नथिबो राइट तो एबे कोन होची एई जो डायमेंशन टेबल टा स्प्लिट हे गला डायमेंशन टेबल को आउ गोटे डायमेंशन टेबल और एटा कोन हबो जदी सेमती कैटेगरी थिबो एटा आउ गोटे डायमेंशन टेबल को स्प्लिट हे गयो तो एटा को स्नोफ्लेक रो स्ट्रक्चर केमिति है एमती था ना एमती हे गय तापर एटा एमती हे जेथियो स्नोफ्लेक माने जानछ तो एटा हमर जो बरफ पड़ेनी बरफ जो वहाँ हुए से बरफ रे जो स्नोफ्लेक पड़े ता ऊपर ना दिया स्नोफ्लेक स्कीमा ठीक अछि एटा हे गला स्नोफ्लेक स्कीमा तो स्नोफ्लेक स्कीमा जदी हमें बनेबा एटी काहे कि स्नोफ्लेक स्कीमा बनसे भाबी नियो हमर एटी गोटे प्रोडक्ट टेबल अछि ठीक अछि एटी गोटे सेम जिंस हम जेमती करिचे सेमती ही करबा फैक्ट टेबल अछि हम पाखरे एटी भाबी नियो एटी हमर दीटा टेबल अछि गोटे प्रोडक्ट टेबल अछि आ गोटे प्रोडक्ट सब कैटेगरी अछि मन अछि प्रोडक्ट सब कैटेगरी तो मु एना कौन कली मोर प्रोडक्ट को एठी ही रखिली ओके मोर स्टार स्कीमा रे कोन होतला ना मो प्रोडक्ट सब कैटेगरी टा भी ए फैक्ट टेबल से तो कनेक्टेड थिला किंतु मु एना ए प्रोडक्ट सब कैटेगरी टा को फैक्ट टेबल ले कनेक्ट न करिकी मु एटा को प्रोडक्ट टेबल से तो कनेक्ट कर देली प्रोडक्ट सब कैटेगरी ठीक अछि तो ए जो डायमेंशन टा मोर डायमेंशन टेबल टा एटा केमथि हला एपुड को पळेला फैक्ट टेबल से तो कनेक्ट हलानी किंतु सेटा इन ए वे डायरेक्टली और इनडायरेक्टली रिलेट कला से फैक्ट टेबल को एटा को हम कहूचे स्नोफ्लेक स्कीमा एटा को जदी मन बनेबे एठी और भी रे
ମୋ ପ୍ରଡକ୍ଟ ଟେବୁଲ କାହିଁ ପ୍ରଡକ୍ଟ ସବ୍ କ୍ୟାଟେଗୋରୀ ଏଇଠି ଅଛି, ମୁଁ ଏଟାକୁ ଡିଲିଟ୍ କରିଦେଉଛି। ଡିଲିଟ୍ କେମିତି କରିବି? ମତେ କୁହ ଡିଲିଟ୍ କେମିତି କରିବି ଏଟାକୁ? ଏଇ ଯୋଉ ରିଲେସନସିପଟା ମୁଁ ବନେଇଛି କେମିତି ଡିଲିଟ୍ କରିବି? सर मैनेज रिलेशनशिप नथले से एरो क्लिक करी डिलीट कर हाँ गुड। मैनेज रिलेशनशिप को गली, ଏଠି କ୍ଲିକ୍ କଲି, ଏଠି ଡିଲିଟ୍ କରିଦେଲି। ଠିକ୍ ଅଛି, ଡିଲିଟ୍ କରିଦେଲି ସେଇ ଜିନିଷଟାକୁ। ଡିଲିଟ୍ କଲା ପରେ କ'ଣ, ଏବେ ମୁଁ ଏଟାକୁ କନେକ୍ଟ କରୁଛି ମୋର ଫ୍ୟାକ୍ଟ ଟେବୁଲ ପ୍ରଡକ୍ଟ କ୍ୟାଟେଗୋରୀ ସହିତ। ଠିକ୍ ଅଛି, ମତେ ନା ଦେଖିବାକୁ ପଡ଼ିବ ମୋର ପ୍ରଡକ୍ଟ କ୍ୟାଟେଗୋରୀ ସହିତ କେମିତି କନେକ୍ଟ କରିବି ଏଟାକୁ, ସବ୍ କ୍ୟାଟେଗୋରୀଟାକୁ। ତ ମୋ ପାଖରେ ନା ଗୋଟେ କମନ୍ କି ଥିବା ଦରକାର। ପ୍ରଡକ୍ଟ କ୍ୟାଟେଗୋରୀ ରହିଗଲା, ପ୍ରଡକ୍ଟ ସବ୍ କ୍ୟାଟେଗୋରୀ ରହିଗଲା। ଏଠି ମୋ ପାଖରେ ଗୋଟେ ପ୍ରଡକ୍ଟ ସବ୍ କ୍ୟାଟେଗୋରୀ କି ଅଛି, ପ୍ରଡକ୍ଟ ଅଲ୍ଟରନେଟ୍ କି ଅଛି, ସବ୍ କ୍ୟାଟେଗୋରୀ ଅଲ୍ଟରନେଟ୍ କି ଅଛି, ପ୍ରଡକ୍ଟ କି ବି ଅଛି ମୋ ପାଖରେ। ଏଠି ମୋ ପାଖରେ ପ୍ରଡକ୍ଟ କ୍ୟାଟେଗୋରୀ କି ଅଛି। ତ ମୁଁ ଦିଟାକୁ ଏଠି କ'ଣ କରିବି, ପ୍ରଡକ୍ଟ କ୍ୟାଟେଗୋରୀ କିରେ ହିଁ ଜଏନ୍ କରିଦେବି। ରିଲେସନशिप ସବ୍ କ୍ୟାଟେଗୋରୀ ପ୍ରଡକ୍ଟ କ୍ୟାଟେଗୋରୀ ହେଇଗଲା। मेनी टू वन रिलेशनशिप केमती बनेला देखो, उल्टा बनेला, जोटा कि भूल। एबे हमें केमती फिल्टरिंग केमती हो जाउची, एपटू फिल्टरिंग करछि। तुमको एटा भूल लागिवो, किंतु एटा भूल नुह। एटा कोथ पे ठीक होची ना, हमें तो प्रोडक्ट को कैटेगरी को एटी सेग्रीगेट करछे ना, प्रोडक्ट कैटेगरीटा ताकू पुन थरे प्रोडक्ट सब कैटेगरी माने प्रोडक्ट रे जदी गोटे 10टा जिंस अछि, प्रोडक्ट सब कैटेगरी 20टा जिंस थिबो। ठीक अछि, तो सी कौन कब ये गोटे रिलेशनशिप थिले एटी 20टा थिबो ना, तो सेइत पे से कौन कला उल्टा डायरेक्शन को देला, जोटा हमको एटा भूल लागुची कारण एटा फैक्ट टेबल सहित फिल्टरिंग करनी, किंतु एटा ठीक था। कोथ पे ना आम जो प्रॉडक्ट को एडी क्लिक करवा, ये प्रॉडक्ट सहित प्रॉडक्ट सब कैटेगरी फिल्टर होगी फैक्ट टेबल सहित देखा जीवो। ठीक अच्छे, हेल्ले भी मैं आउ थे चेक कर दूची एडिट करी। मुझे प्रोडक्ट कैटेगरी रखी प्रोडक्ट कैटेगरी प्रोडक्ट सब कैटेगरी ऑलरेडी रिलेशनशिप प्रोडक्ट सब कैटेगरी प्रोडक्ट कैटेगरी गोटे मिनट सब कैटेगरी डिलीट करें। এটা পুরো কাটি দিচ্ছি। ঠিক আছে, ডিলিট। ওকে, তবে কনেক্ট করিবে এই দুইটাକୁ ଦେଖିଆ চেক করিয়া। এই রিলেশনशिপ করিବି, प्रोडक्ट कैटेगरी को कनेक्ट कली प्रोडक्ट सब कैटेगरी सहित टू वन सेव। ठीक है ना, এইটাକୁ आ सहित कनेक्ट करिବି, सब कैटेगरी को इंटरनल टेबल सहित का ऊपर कनेक्ट करिବି, प्रोडक्ट कैटेगरी की ମୋ ପାଖରେ प्रोडक्ट की କିଛି ଅଛି କଣ, प्रोडक्ट की ଅଛି ଦେଖ କଣ ହେଲା, ବୋଥ ହେଇଗଲା। सिंगल कले भी चलवानी, सिंगल न कले भी चलवानी, मेनी टू मेनी नहीं गला ये, मेनी टू मेनी नेले ये हबनी। ये कौन एरर आसी, कोथ पे एरर आसी कि कहबो? एरर एइथ आसी ना, एटा मेनी टू मेनी एटी वन टू मेनी ऑलरेडी ହେଇକି ଅଛି। ठीक अछि, जदि एठी भी मु मेनी कर देबी तो मेनी टू मेनी एपुटू गोटे मेनी रिलेशनशिप कनेक्ट हबो, एपुटू आउ गोटे मेनी रिलेशनशिप कनेक्ट हबो, तो जोटा कि भूल हो जिवो। तो सेइथ पे हमहु कोन करिर अछि, प्रोडक्ट कैटेगरी टाकू सब बेले इंटरनल फैक्ट टेबल सहित कनेक्ट करिया को पड़िबो। ठीक अछि, ताहले जाई कि हम रिलेशनशिप बनिबो। तो मु लागतो एटा डायरेक्टली कनेक्ट होनी फैक्ट टेबल सहित, किंतु एटा डायरेक्टली कनेक्ट हो जिवो। जदि आम एमती करवानी, जदि आम प्रोडक्ट सब कैटेगरी कनेक्ट करवा फैक्ट टेबल सहित, से मेनी टू मेनी रिलेशनशिप हो, मेनी टू मेनी रिलेशनशिप नेले सेठी एरर आसीजो तुम पाखु। तो तुमको सब बेले कोन प्रोडक्ट कैटेगरी आउ फैक्ट इंटरनल टेबल टाକୁ कनेक्ट करबार अछि। बुझियला ना? एटा टिके डाउट होची? सर आउ थे टिके बुझानु सर। हाँ कहूँ, देख एबे कौन हम ना, मु प्रोडक्ट टाकू प्रोडक्ट सहित कनेक्ट करदेली। कोथिरे कनेक्ट कली मु, एटी मोर प्रोडक्ट की सहित कनेक्ट करदेली, ए दुटा रिलेशनशिप बनी गला। एबे मु
ତମକୁ ମୁଁ ଯଦି ଏଇଟା ପ୍ରଡକ୍ଟ କ୍ୟାଟେଗୋରିଟାକୁ ମୁଁ ଏମିତି ରଖିବି, ତମେ ମତେ କହିବ ନା ସାର୍ ଆପଣ ତ ଏଇନା ପଢେଇଲେ କି ଏଇଟା ତ ସବୁବେଳେ ଫ୍ୟାକ୍ଟ ଟେବଲ୍ ଡାଇମେନସନ ଟେବଲଟା ଫ୍ୟାକ୍ଟ ଟେବଲକୁ ଫିଲ୍ଟର ଆଉଟ୍ କରିବ, କିନ୍ତୁ ଏଠି ଦେଖିଲେ ତ ଏଇ ଯୋଉ ଫିଲ୍ଟରିଂ ଡାଇରେକ୍ସନଟା ଏପଟକୁ ଯାଉଛି, ତ ଏଇଟା ମୋର ଫ୍ୟାକ୍ଟ ଟେବଲ ସହିତ କନେକ୍ଟେଡ କେମିତି ରହିବ, କି ମୁଁ ଫିଲ୍ଟର କଲେ ଏଇଠି ଫିଲ୍ଟର କେମିତି ହବ, ରାଇଟ୍? କାହିଁକିନା ଆର ତ ଫିଲ୍ଟରିଂ ଡାଇରେକ୍ସନଟା ଲେଫ୍ଟ ସାଇଡକୁ ଯାଉଛି ନା ପ୍ରଡକ୍ଟ ସବ୍ କ୍ୟାଟେଗୋରିକୁ, ଏଇଟା ତ ରାଇଟ୍ ସାଇଡକୁ ହବା କଥା। ଠିକ ଅଛି, ଯଦି ଏନା ମୁଁ କ'ଣ କରିବି ନା, ମୁଁ ଏନା ଏଇ ଫିଲ୍ଟରିଂ ଡାଇରେକ୍ସନଟାକୁ ଚେଞ୍ଜ କରିଦେବି ଏପଟକୁ। ଠିକ ଅଛି, ତ ଏବେ ମୁଁ କହିବି ନା ପ୍ରଡକ୍ଟ ତାପରେ ସବ୍ କ୍ୟାଟେଗୋରିକୁ ଫିଲ୍ଟର କରିବ, ତାପରେ ସବ୍ କ୍ୟାଟେଗୋରିଟା ମୋର ଫ୍ୟାକ୍ଟ ଟେବଲଟାକୁ ଫିଲ୍ଟର କରିବ, ରାଇଟ୍? କାହିଁକିନା ଏବେ ତମେ ଯଦି ଦେଖିବ ଫିଲ୍ଟରିଂ ଡାଇରେକ୍ସନଟା କୋଉ ଡାଇରେକ୍ସନରେ ଅଛି, ଟୁୱାର୍ଡସ୍ ଫ୍ୟାକ୍ଟ ଇଣ୍ଟରନାଲ ଟେବଲ ଡାଇରେକ୍ସନରେ ଅଛି। ଠିକ ଅଛି, କିନ୍ତୁ ଏବେ ଯଦି ମୁଁ ଆ ଉପରେ ରିଲେସନସିପଟା ବନଉଛି ସବ୍ କ୍ୟାଟେଗୋରି ଆଉ ଇଣ୍ଟରନାଲ ଉପରେ, ଆଉ ମୁଁ ସେ ପ୍ରଡକ୍ଟ କ୍ୟାଟେଗୋରି କିଟାକୁ ହିଁ ନଉଛି, ପ୍ରଡକ୍ଟ କ୍ୟାଟେଗୋରି କି ପ୍ରଡକ୍ଟ, ହଁ। ଏବେ କ'ଣ ହଉଛି ନା ସେ ମତେ ଏରର ଦଉଛି, କ'ଣ ଲେଖୁଛି? ଦ ରିଲେସନସିପ ହାଜ କାର୍ଡିନାଲିଟି ମେନି ଟୁ ମେନି, ଦିସ୍ शुड ओनली बी यूज्ड as it is expected that neither column contains unique values। ଠିକ ଅଛି, ମୁଁ ନା ଏଇଟାକୁ ଆଉ ଉପରେ ରିଲେସନସିପ ବନେଇ ପାରିବି, କିନ୍ତୁ ମେନି ଟୁ ମେନି ରିଲେସନସିପ ବନିଯିବ। ମେନି ଟୁ ମେନି ରିଲେସନସିପ ବନେଇଲେ ତ ଅସୁବିଧା କ'ଣ ହବ, ବହୁତ ଜାଗାରେ ତମକୁ ଡେଟାଟା ଇନକରେକ୍ଟ ମିଳିବ। ମୁଁ ଚାହିଁଲେ ଏଟା ବନେଇଦେବି, ସେଭ୍ କଲେ ସିଏ ଆପେ ଆପେ ନେଇଯିବ ଏଇ ଜିନିଷଟା, ମେନି ଟୁ ମେନି କରିଦେଲା। ମେନି ଟୁ ମେନି କୋଉଥିପାଇଁ କଲା ନା, ସେ ଦେଖିଲା ଆଉ ଉପରେ ପ୍ରଡକ୍ଟ କିଟା ଯୋଉ ଅଛି, ଠିକ ଅଛି, ପ୍ରଡକ୍ଟ କିଟା ମ୍ୟାଚ୍ କରୁଛି ଏ ପ୍ରଡକ୍ଟ କି ସହିତ, କିନ୍ତୁ ଏଠି ଆଉ ଗୋଟେ ମେନି ରିଲେସନସିପ ଅଛି। ଠିକ ଅଛି, ତ ଏଠି କ'ଣ କଲା, ସେ ମେନି ଟୁ ମେନି ବନେଇଦେଲା, ଯୋଉଟା କି ଭୁଲ ହେଇଯିବ। ତ ଏବେ ଆମକୁ ଏଇ ଜିନିଷଟା କରିବାର ନାହିଁ, ଆମକୁ ମେନି ଟୁ ମେନି ରିଲେସନସିପ ସବୁବେଳେ ଆଭଏଡ କରିବାର ଅଛି। ତମକୁ ଯଦି ମେନି ଟୁ ମେନି ରିଲେସନସିପ କୋଉଠି ବନା ହଉଛି, ସେଇଟାକୁ ତମେ ଯଦି ଆଉ କିଛି ମାନେ ୱେ ନାହିଁ, ତାହେଲେ ହିଁ ତମେ ମେନି ଟୁ ମେନି ରିଲେସନସିପ ବନେଇବ, ନହେଲେ ମେନି ଟୁ ମେନି ରିଲେସନସିପଟାକୁ ତମକୁ ଆଭଏଡ କରିବାର ଅଛି। ଠିକ ଅଛି, ସାର୍ ହଁ। ମେନି ଟୁ ମେନି ଯଦି ରିଲେସନ ଦେବା ଦେନ୍ ଫିଲ୍ଟରେସନ ଟା କେମିତି କରିବ ସେ? ଫିଲ୍ଟରେସନଟା ସେଇଠି ଅସୁବିଧା ହବ, ସେଇଠି ଫିଲ୍ଟରେସନ କାମ ଦବନି। ସେଟାକୁ ଫିଲ୍ଟରେସନ କରିବାକୁ ହେଲେ ମେନି ଟୁ ମେନି ଯେତେବେଳେ ତମ ରିଲେସନସିପ ବନୁଛି, ଗୋଟେ ଗୋଟେ କେସ୍ ଥାଏ ଯୋଉଠି ମେନି ଟୁ ମେନି ରିଲେସନସିପ ବନିଯିବ। ଠିକ ଅଛି, ସେଟା ଆପେ ଆପେ ହିଁ ବନିଯିବ। କୋଉଥିପାଇଁ ନା ତାର ମେନି ଟୁ ମେନି ଭ୍ୟାଲ୍ୟୁଜ ରହିଯିବ। ଭାବି ଦିଅ କି ଗୋଟେ, ଏଇଟା କେମିତି ମେନି ଟୁ ମେନି ବୁଝଉଛି, ମେନି ଟୁ ମେନିରେ କ'ଣ ହଉଛି ନା, ଭାବିଦିଅ ଗୋଟେ ଷ୍ଟୁଡେଣ୍ଟ ଅଛି, ଠିକ ଅଛି, ଆଉ ବୁକ୍ସ ଅଛି, ଲାଇବ୍ରେରୀ, ଠିକ ଅଛି, ଲାଇବ୍ରେରୀ କାର୍ଡ, ଲାଇବ୍ରେରୀ ବୁକ୍ସ। ଏଇ ଷ୍ଟୁଡେଣ୍ଟଟା ବହୁତ ସାରା ବୁକ୍ ନେଇଥିବ, ଠିକ ଅଛି, ତ ଏଇ ଷ୍ଟୁଡେଣ୍ଟର ଆଇଡି ଗୋଟେ ଅଛି, ଇଏ ଏଇ ଷ୍ଟୁଡେଣ୍ଟ ଆଇଡି ସହିତ ବହୁତ ସାରା ବୁକ୍ ମ୍ୟାପ୍ ଥିବ। ଗୋଟେ ଷ୍ଟୁଡେଣ୍ଟ ଧର 10ଟା ବୁକ୍ ନେଇଛି, ଠିକ ଅଛି, ତ ଏଇ ଷ୍ଟୁଡେଣ୍ଟ ଆଇଡି ସହିତ 10ଟା ବୁକ୍ ଅଛି, ମ୍ୟାପ୍ ହେଇକି ଅଛି, ବୁକ୍ 1 ବୁକ୍ 2 ବୁକ୍ 3 କରିକି ଏଇ 10ଟା ବୁକ୍ ନେଇଛି। ଏବେ କ'ଣ ନା, ଏଇ ଯୋଉ ବୁକ୍ 1ଟାକୁ ଯୋଉ ଅଛି, ଏଇ ବୁକ୍ 1ର ବି ଗୋଟେ ବୁକ୍ ଆଇଡି ଥିବ ଲାଇବ୍ରେରୀରେ, କଲେଜରେ ଲାଇବ୍ରେରୀରେ। ଏଇ ଯୋଉ ବୁକ୍ 1ର ଲାଇବ୍ରେରୀଟା ଅଛି, ହଁ, ଏଇ ଯୋଉ ବୁକ୍ 1ର ଆଇଡିଟା ଅଛି, ଏଇଟାକୁ 10ଟା ପିଲା ବି ନେଇଥାଇ ପାରନ୍ତି, 10ଟା ପିଲା ନେଇଥାଇ ପାରନ୍ତି। ତ ଏଇଠି କ'ଣ, ଏଇଠି ବି ସେ ମେନି ଟୁ ମେନି ରିଲେସନସିପ ମାନେ ଏଇଟା ଫିଲ୍ଟର କରୁଛି ବହୁତ ସବୁ ବୁକ୍ସ ମାନଙ୍କୁ, କିନ୍ତୁ ଏଇ ବୁକ୍ ଆଇଡିଟା ବି ଫିଲ୍ଟର କରୁଛି ବହୁତ ସବୁ ଷ୍ଟୁଡେଣ୍ଟ ମାନଙ୍କୁ। ତ ଏଇଠି ମେନି ଟୁ ମେନି ବନିଯିବ। ତ ମେନି ଟୁ ମେନି ବନିଗଲେ ଅସୁବିଧା କ'ଣ ହବ, ଫିଲ୍ଟରିଂଟା ଆମର ଭୁଲଭାଲ ହେଇଯାଉଛି, ବହୁତ ସବୁ ଜାଗାରେ ଫିଲ୍ଟରିଂଟା ଇନକରେକ୍ଟ ହେଇଯାଏ, ଡେଟା କ'ଣ ହବ, ଇନକରେକ୍ଟ ପଳେଇ ଆସିବ। ତ ଏଇ ମେନି ଟୁ ମେନିକୁ ସବୁବେଳେ ଆଭଏଡ କରିବାର ଅଛି। ଯଦି ବାଇ ଏନି ଚାନ୍ସ କୋଉଠି ମେନି ଟୁ ମେନି ରିଲେସନସିପ ବନି ଯାଉଛି, ସେଟା ମୁଁ ପଢେଇବି ଆଉ ଗୋଟେ ଜିନିଷ, ବ୍ରିଜ ଟେବଲ କରିକି। ଠିକ ଅଛି, ଏ ବ୍ରିଜ ଟେବଲ ୟୁଜ କଲେ ଆମେ ମେନି ଟୁ ମେନି ରିଲେସନସିପ ଆଭଏଡ କରିପାରିବା। ଠିକ ଅଛି, ଏବେ ପାଇଁ ମୁଁ ଖାଲି ୱାନ୍ ଟୁ ମେନି ଉପରେ ଫୋକସ କରୁଛି। ତାପରେ ଯେତେବେଳେ ଆମେ ମେନି ଟୁ ମେନି ଗୋଟେ କେସରେ ପଢିବା, ସେତେବେଳକୁ ବ୍ରିଜ ଟେବଲ ମୁଁ ପଢେଇବି। ବ୍ରିଜ ଟେବଲର କାମ, ସେତେବେଳକୁ ମେନି ଟୁ ମେନି ରିଲେସନସିପ ତମକୁ ଯୋଉଠି ମିଳିଯାଉଛି, ସେ ବ୍ରିଜ ଟେବଲ ତମେ ଦେଇକି ମେନି ଟୁ ମେନିଟାକୁ ୱାନ୍ ଟୁ ମେନି କରିପାରିବ। ଠିକ ଅଛି, ବୁଝିଲ? ଓକେ ସାର୍। ହଁ, ଯେମିତି ମମତା ମନେ ଅଛି ନା, ମୁଁ ଗୋଟେ ଯୋଉ ଜଏନ୍ସରେ 6ଟା ଟେବୁଲ୍ସ ଦେଇଥିଲି ଏସକ୍ୟୁଏଲରେ, ଆଜ୍ଞା ସାର୍। ସେଥିରେ ଆମର ଗୋଟେ ଟେବୁଲ ଡେଟାଟାକୁ ଆମେ 3ଟା ଟେବୁଲ ଯାଇକି କାଢିବାକୁ ପଡିଥିଲା। ହୁଁ ହୁଁ। ହଁ, ସେଇଟା ହଉଛି ବ୍ରିଜ ଟେବୁଲ। ମଝିରେ ମାନେ ସେ ଭିତରେ କିଛି ରିଲେସନ ନଥିବ, କିନ୍ତୁ ସେଇଟାକୁ ଦେଇ ଗଲା ପରେ ଆଗ ତମେ ଲାଷ୍ଟ ସେ ଟେବୁଲକୁ ପହଞ୍ଚିବ। ଆଜ୍ଞା ସାର୍। ତ ଏବେ ମୁଁ ଯଦି ପୁଣି ଥରେ ସେମ୍ ଜିନିଷ କରିବି, ଏଠି 1 ଅଛି, ମେନି କରିଦେଲେ ବି କିଛି ଅସୁବିଧା ହବନି। ଠିକ ଅଛି, କିନ୍ତୁ ଏପଟେ ଯଦି ମେନି ହେଇଯାଉଛି ମୋର କୋଉଠି
କନେକ୍ଟିଂ ଟେବୁଲ ସହିତ ସେଇଟା ମେନି ଟୁ ମେନି ରିଲେସନସିପ ବନେଇ ଦଉଥିଲା। ତ ସେଇଟାକୁ ଆମେ ଆଭଏଡ କଲେ ଏଇଠି। ବୁଝିଲ ନା ମେନି ଟୁ ମେନି ଆଉ ୱାନ୍ ଟୁ ମେନି କ'ଣ ଇସ୍ୟୁ ରହିବ ଏବେ ଯୋଉ ମଡେଲିଂ କରିଲା ବେଳକୁ, ଆଉ ଆସିଲେ କେମିତି ତାକୁ ଚେଞ୍ଜ କରିବ। ଠିକ ଅଛି, ଏବେ ବନିଗଲା ମଡେଲରେ ଆଉ କିଛି ଏରର ନାହିଁ। এইটা ହେଇଗଲା ଆମର ସ୍ନୋଫ୍ଲେକ୍ସ ସ୍କିମା। ଠିକ ଅଛି, ଏଇ ଯୋଉ ଟେବଲଟା ମୋର ରହିଲା, ଏଇ ଟେବଲଟା କନେକ୍ଟ ହେଲାନି ମୋର ଫ୍ୟାକ୍ଟ ଟେବଲ ସହିତ, କିନ୍ତୁ ଫ୍ୟାକ୍ଟ ଟେବଲ ସହିତ ଇନଡାଇରେକ୍ଟଲି କନେକ୍ଟେଡ ଅଛି। କେମିତି? ପ୍ରଡକ୍ଟ କ୍ୟାଟେଗୋରୀ ଟେବଲ ସହିତ। ଯଦି ମତେ କିଛି ଫିଲ୍ଟର କରିବାର ଅଛି, ପ୍ରଡକ୍ଟ କ୍ୟାଟେଗୋରୀଟା ଅଲରେଡି ମୋର ସବ୍ କ୍ୟାଟେଗୋରୀକୁ ଫିଲ୍ଟର କରୁଛି। ଠିକ ଅଛି, ତ ମୁଁ ଯେତେ ଫିଲ୍ଟର କରିବି ଏଇ ଦିଟାର ଭ୍ୟାଲ୍ୟୁ ମୋ ପାଖକୁ ପଳେଇ ଆସିବ। ଆଉ ଏଇଠିକି ପଳେଇ ଆସିଲେ ସେ ଦିଟାର ଭ୍ୟାଲ୍ୟୁ ମୁଁ ଫ୍ୟାକ୍ଟ ଟେବଲ ସହିତ ତାକୁ କନେକ୍ଟ କରିଦେବି। ଠିକ ଅଛି, এইটা ହେଇଗଲା ତମର ସ୍ନୋଫ୍ଲେକ୍ସ ସ୍କିମା। ସ୍ନୋଫ୍ଲେକ୍ସ ସ୍କିମା ବୁଝିଲ କ'ଣ? କ୍ୱେଶ୍ଚିନ୍ ଅଛି କିଛି ସ୍ନୋଫ୍ଲେକ୍ସ ସ୍କିମା ଉପରେ? ଆଉଥରେ ପଢିବି ନା ଆଉଥରେ ବୁଝେଇବି? ଜେନେରାଲି କୋଉ ସିନାରିଓରେ ବିବେକ ଆମର ଷ୍ଟାର ସ୍କିମା ନେମା ଆଣ୍ଡ ସ୍ନୋଫ୍ଲେକ୍ସ ସ୍କିମା ନେମା? ଆଜ୍ଞା ଦେଖନ୍ତୁ, ସ୍ନୋଫ୍ଲେକ୍ସ ସ୍କିମା ଆପଣଙ୍କୁ କେତେବେଳେ କରିବାର ଅଛି? ଯେତେବେଳେ ଆପଣଙ୍କର ଡାଟା ହ୍ୟାଣ୍ଡଲିଂଟା ଆପଣଙ୍କର ମାନେ କମ୍ପ୍ଲେକ୍ସ ଡାଟା ସେଟ୍ ପାଇଁ ଆପଣଙ୍କୁ ଷ୍ଟାର ସ୍କିମା ଫଲୋ କରିବାର ଅଛି। ଠିକ ଅଛି, କିନ୍ତୁ ସରି, ଆପଣଙ୍କର ସ୍ନୋଫ୍ଲେକ୍ସ ସ୍କିମା କଲେ କ'ଣ ଡେଟା ସେଟ୍ ଗୁଡ଼ା କମ୍ପ୍ଲେକ୍ସ ହେଇଯିବ ହେଲା। କିନ୍ତୁ ଆଉ ଗୋଟେ ଜିନିଷ କ'ଣ, ଯେତେବେଳେ ଆପଣଙ୍କୁ ଏଣ୍ଟରପ୍ରାଇଜ ଲେଭେଲରେ ଏମିତି କିଛି ଜିନିଷ ଅଛି ଯୋଉଟା କି ଆପଣଙ୍କର, ଏଇଠି ସିନା ଆମର ପ୍ରଡକ୍ଟ କ୍ୟାଟେଗୋରୀ ଥିଲା ସେଟା ଆମେ ଏଇଥିରେ କନେକ୍ଟ କରିଦେଲୁ, କିନ୍ତୁ ଯେତେବେଳେ ଏଇଠି ପ୍ରଡକ୍ଟ କ୍ୟାଟେଗୋରୀ ନଥିବ, ଏଇ ଦିଟା ଖାଲି କନେକ୍ଟେଡ ଥିବ, ମୋର ଏଇ ଯୋଉ ଟେବଲରେ କିଛି କି ନଥିବ ଏଇ ଟେବଲ ସହିତ ଫ୍ୟାକ୍ଟ ଟେବଲ ସହିତ କନେକ୍ଟ କରିବା ପାଇଁ, ସେତେବେଳକୁ ଆମକୁ ସ୍ନୋଫ୍ଲେକ୍ସ ସ୍କିମା ସହିତ କନେକ୍ଟ କରିବାର ଅଛି। ହାଇରାର୍କି ଟେବଲ ବେସିକାଲି ସେତେବେଳକୁ ଆପଣଙ୍କୁ ସ୍ନୋଫ୍ଲେକ୍ ନେବାର ଅଛି। ଆଉ ସ୍ନୋଫ୍ଲେକ୍ ନେବାର ଅସୁବିଧା ଏହା କି ଏଇଥିରେ ରିଲେସନସିପ୍ ବେଶୀ ବନେଇବ ଆଉ କମ୍ପ୍ଲେକ୍ସ ରିଲେସନସିପ୍ ବନେଇବ। ଆଉ ଯେତେବେଳେ କମ୍ପ୍ଲେକ୍ସ ରିଲେସନସିପ୍ ବନଉଛି, ଆପଣଙ୍କର କ୍ୟାଲକୁଲେସନ ଗୁଡ଼ା ବି ସେତେ କମ୍ପ୍ଲେକ୍ସ ହେଇଯିବ। କମ୍ପ୍ଲେକ୍ସ ଡାକ୍ସେସ୍ ଯିବ, କମ୍ପ୍ଲେକ୍ସ କ୍ୱେରି ଏକ୍ଜିକ୍ୟୁସନ ହେଇଯିବ। ତ ଏଇ ସବୁ ଜିନିଷରେ ସ୍ନୋଫ୍ଲେକ୍ ୟୁଜ୍ ହଉଛି। ଯେତେବେଳେ ଭାବି ନିଅନ୍ତୁ ଆପଣଙ୍କ ଏଇ ଟେବୁଲରେ ସିନା ଆମ ପାଖରେ ଗୋଟେ ପ୍ରଡକ୍ଟ କି ଥିଲା ବୋଲି ଆମେ ଏଇ ଇଣ୍ଟରନାଲ ଟେବୁଲ ସହିତ ମ୍ୟାପ୍ କରିଦେଲେ, ଯଦି ଏଇଠି କୋଉଠି ପ୍ରଡକ୍ଟ କି ନଥିବ ତ ଆମେ ଏଇ ଟେବୁଲ ସହିତ ଫ୍ୟାକ୍ଟ ଟେବୁଲ ସହିତ ମ୍ୟାପ୍ କେମିତି କରିଥାନ୍ତେ? ସେତେବେଳକୁ ଆମକୁ ଏଠି ଗୋଟେ ଡିପେଣ୍ଡେଣ୍ଟ ଟେବୁଲ ଯୋଉ ଟେବୁଲ ସହିତ ତାର ଭ୍ୟାଲୁଟା ମ୍ୟାଚ୍ ହଉଛି, ସେଇ ଟେବୁଲ ସହିତ ଆମକୁ ସେଇଟା ମ୍ୟାଚ୍ କରିଦେବାର ଅଛି। ସେତେବେଳକୁ ଆମେ ସ୍ନୋଫ୍ଲେକ୍ସ ସ୍କିମା ନେବା। ଆଉ ଯଦି ଅଛି ତାହେଲେ ଆମେ ଡାଇରେକ୍ଟ ଷ୍ଟାର ସ୍କିମା ସହିତ ଯିବା। ଯଦି ରେସିଓ ଦେଖିବା ହେଲେ ଆମେ ବିଟୱିନ୍ ଦିସ୍ ଟୁ, ସୋ କୋଉଟା ଅଧିକା ୟୁଜ୍ ହଉଛି? ଷ୍ଟାର ସବୁ ସ୍କିମା। ଷ୍ଟାର ସ୍କିମା ହିଁ ୟୁଜ୍ ହଉଛି। ଆପଣ ଷ୍ଟାର ସ୍କିମାରେ ପରଫର୍ମାନ୍ସ ଅପ୍ଟିମାଇଜେସନ ବେଶୀ ହବ, କ୍ୱେରି ଏକ୍ଜିକ୍ୟୁସନ ଟାଇମ୍ କମ୍ ନବ। ଠିକ ଅଛି, ଆଉ ଷ୍ଟାର ସ୍କିମାରେ କ'ଣ, ଯେହେତୁ ସବୁ ଟେବଲ ଫ୍ୟାକ୍ଟ ସହିତ କନେକ୍ଟେଡ ଅଛି, ତ ଆମକୁ କ୍ୟାଲକୁଲେସନ କରିବାକୁ ଇଜି ହବ। ଠିକ ଅଛି, ଆଉ ସବୁବେଳେ ଇଣ୍ଟରଭ୍ୟୁରେ ପଚାରିବେ ତମକୁ, ସ୍କିମା ନେମ୍ ପଚାରିବେ, କୋଉ ସ୍କିମାଟା କେତେବେଳେ ୟୁଜ୍ କରାହଉଛି, ତମକୁ କହିବାର ଅଛି ଷ୍ଟାର ସ୍କିମା ବଟ୍ ମାନେ ମୋଷ୍ଟଲି ଷ୍ଟାର ସ୍କିମା ୟୁଜ୍ ହଉଛି ପ୍ରୋଜେକ୍ଟ, ରାଇଟ୍? ମୋଷ୍ଟଲି ସବୁ ଜାଗାରେ ଷ୍ଟାର ସ୍କିମା ୟୁଜ୍ ହବ। ଫର୍ ଆଉ ବେଟର ପରଫରମାନ୍ସ ପାଇଁ। ହଁ, ଫର୍ ବେଟର ପରଫରମାନ୍ସ। ଆଉ ବଡ଼ ବଡ଼ ଡେଟା ସେଟ୍ସ ମାନଙ୍କରେ ସେତେବେଳୁ ଗ୍ୟାଲେକ୍ସି ସ୍କିମା ୟୁଜ୍ ହବ। ଗ୍ୟାଲେକ୍ସି ସ୍କିମା ଏବେ ପଢିବା ଆମେ ଗ୍ୟାଲେକ୍ସି ସ୍କିମା କ'ଣ। ଏଥିରେ ଆଉ ତ ଆମେ ଗୋଟେ ଜିନିଷ, ହଁ, ମନେକର ମୁଁ ଲେଟ୍ସ ସେ ଆଇ ଏମ୍ କନେକ୍ଟିଂ ଟୁ ଓରାକଲ ଡେଟାବେସ୍, ଠିକ ଅଛି? ଓକେ, ସେଠି ମୋର ମନେକର 5ଟା ଟେବୁଲ ଅଛି, ଅଲ୍ ଆର୍ ନର୍ମାଲାଇଜ୍ଡ ହେଇକି ଅଛି। ଆଚ୍ଛା। ସେଇଟାକୁ ମୁଁ ଆଣିକି ଷ୍ଟାର ସ୍କିମା ବନେଇବି ନା ସ୍ନୋଫ୍ଲେକ୍ସ ସ୍କିମା ବନେଇବି? ଆପଣଙ୍କର 5ଟା ଟେବୁଲ କନେକ୍ଟ କରିବା ପାଇଁ ଆପଣଙ୍କ ପାଖରେ ୟୁନିକ୍ କି ଯଦି ଅଛି ଗୋଟେ ଫ୍ୟାକ୍ଟ ଟେବୁଲକୁ କନେକ୍ଟ କରିବା ପାଇଁ, ତ ହୁଁ ଆପଣ ସେଟାକୁ ଇଏ ଷ୍ଟାର ସ୍କିମା ବନେଇ ପାରିବେ। ଯଦି ହୁଁ କି ନାହିଁ ଇଣ୍ଟରନାଲ ଟେବୁଲ କି ଫ୍ୟାକ୍ଟ ଟେବୁଲ ସହିତ ମ୍ୟାପ୍ କରିବା ପାଇଁ, ଆପଣ ସ୍ନୋଫ୍ଲେକ୍ ଯିବେ। କିନ୍ତୁ ଯେତେବେଳେ ହୁଁ ଆମେ ନର୍ମାଲାଇଜ ଟେବୁଲ ରଖୁଛନ୍ତି ବି, ତ ସେଇଟା ଆପଣଙ୍କର ଆମକୁ ଯେମିତି ମୁଁ କହିଲି ଫ୍ୟାକ୍ଟ ଆଉ ଡାଇମେନସନରେ କନଭର୍ଟ କରିଦେବା ପାଇଁ। କିନ୍ତୁ ହୁଁ ସବୁବେଳେ କ'ଣ, ଆମେ ଯେତେବେଳେ ଏବେ କାମ କରୁଛେ, ଏକ୍ସାମ୍ପଲ ନେଇକି ଏଇ ଯୋଉ ଜିନିଷ କାମ କରୁଛେ, ତ ଆମେ ଏମିତି ଫ୍ୟାକ୍ଟ ଟେବୁଲ କି ଡାଇମେନସନ ଟେବୁଲ ସେଗ୍ରିଗେଟ କରୁନେ। ଆମେ କ'ଣ କଲେ, ଗୋଟେ ସେଣ୍ଟ୍ରାଲାଇଜ ଟେବୁଲ ନେଇଗଲେ, ସେଣ୍ଟ୍ରାଲାଇଜ ଟେବୁଲ ଭିତରେ ସବୁ ଜିନିଷ ଅଛି, ଆମେ ସେଇଥିରେ ହିଁ କ୍ୟାଲକୁଲେସନ କରିଦେଲେ। କିନ୍ତୁ ଏଣ୍ଟରପ୍ରାଇଜ ଲେଭେଲରେ କ'ଣ, ଏଇଟା ସେମାନେ ଡିଭାଇଡ କରିଦିଅନ୍ତି କ୍ୱେରି ଅପ୍ଟିମାଇଜେସନ ପାଇଁ, କି ଫ୍ୟାକ୍ଟ ଅଲଗା ହେଇଯିବ, ଡାଇମେନସନ ଅଲଗା ହେଇଯିବ, ତାକୁ ଆମେ ତାପରେ ରିଲେସନସିପ ବନେଇକି ପାୱାର ବିଆଇରେ ଗୋଟେ ସେଣ୍ଟ୍ରାଲାଇଜ ଟେବୁଲ ଭଳିଆ ବିହେଭ କରିବ, ଯେମିତି ସେ ତା ଉପରେ ରିଲେସନସିପ ବନେଇବାର ଅଛି। ଠିକ ଅଛି, ଏ ତ ମନେକର ସୋର୍ସରୁ ଇଟିଏଲ ଟିମ୍ ଡେଟା ରିଡ୍ କଲେ, ହଁ, ସେମାନେ ମଧ୍ୟ ଫେକ୍ ଡାଇମେନସନ ଟେବୁଲ ବନେଇଥିବେ ହଁ, ହେଲା। ସେଥିରେ ଡେଟା କିଛି ଲୋଡ କଲେ ହଁ, କରିକି ସେମାନେ ସେମାନେ ଫାଇନାଲି
ଡେଟା ସେ ଡିସପ୍ଲେ ମାନେ ଇନସର୍ଟ କରୁଛୁ ତମେ ସେଇଠି ଉଠେଇବ ରାଇଟ୍ ଆମେ ସେଇଠି ହଁ ଉଠେଇବା ଆଜ୍ଞା ଯୋଉ ଇଟିଏଲ ଟେବୁଲ ଲୋଡ ହେଲା ପରେ ଯୋଉ ଉଠେଇବା ହେଲା ପରେ ମଧ୍ୟ ଆଉଥରେ ଆମକୁ ପାୱାର ୟୁଆଇ ସାଇଡରେ ମଧ୍ୟ ବନେଇବାକୁ ପଡିବ ଷ୍ଟାର ସ୍କିମା କି ନା ସ୍ନୋଫ୍ଲେକ୍ ସ୍କିମା। ହଁ ସେଇଟାକୁ ଆମକୁ ମନେଇବାକୁ ପଡ଼ିବ କାହିଁକିନା ଆପଣ ଏଇନା ଇଟିଏଲ ରୁ କେତେଟା ଧର 6ଟା ଟେବୁଲ ଆଣିଲେ ହୁଁ 6ଟା ଟେବୁଲକୁ ଆପଣ କନେକ୍ଟ କେମିତି କରିବେ ନିଜ ସହିତ ହୁଁ ସେ ହୁଁ ଟେବୁଲ ସହିତ କି ହେଲେ ସେ ରିଲେସନ ଆମେ କେମିତି ବୁଝିବା ସମାନ ହେସ୍ ଟୁ ଟେଲର୍ସ ଅର୍ କେମିତି? ଯଦି ଆପଣଙ୍କ ପାଖରେ କମନ କଲମ ଅଛି ତ ଆପଣ ସେଇଥିରେ ବନେଇ ପାରିବେ ଯେମିତି ଏଠି ହୁଁ ଆମର ଗୋଟେ କଲମ ଅଛି କଣ ନହେଲେ ଇଟିଏଲ ଟିମ୍ ପଚାରିଲେ ମଧ୍ୟ ସେମାନେ କହିବେ। ମାନେ କହିବେ କିନ୍ତୁ ଏଇଠି ହଁ ଆମେ ଯେ ଦେଖିପାରୁଛେ ଆମେ ଗୋଟେ ଡେଟ୍ କି ଆମର ଦିଟା করে କମନ ଅଛି ତ ମୁଁ ହଁ ସେଇଥିରେ ନେଇଗଲି ସେ ରିଲେସନସିପଟା ହଁ ଠିକ ଅଛି। ଆଉ ଯଦି ଆପଣଙ୍କୁ ସେମାନେ ଦଉଛନ୍ତି ଗୋଟେ ସେଣ୍ଟ୍ରାଲାଇଜ ଟେବୁଲ ବନେଇକି ବି ଦଉଛନ୍ତି ହୁଁ ଆପଣଙ୍କୁ କଣ କରିବାର ଅଛି ଟ୍ରାନ୍ସଫର୍ମ ଡେଟାକୁ ଯିବାର ଅଛି ଟ୍ରାନ୍ସଫର୍ମ ଡେଟାରୁ ସେତିକି କଲମ ବାହାର କରିଦେବାର ଅଛି ଧରି ଦିଅନ୍ତୁ ଡାଇମେନସନ କଲମ ବାହାର କରିଦେଲେ ହୁଁ ଖାଲି ଫ୍ୟାକ୍ଟ ଟେବୁଲର କଲମ ରହିଲା ତ ହୁଁ ଆମର ବି ସେମିତି ହଉଥିଲା ଆମର ହୁଁ କଣ ଗୋଟେ ସେଣ୍ଟ୍ରାଲାଇଜ ଭ୍ୟୁ ଥିଲା ଠିକ ଅଛି ଆମ ହୁଁ ସେଣ୍ଟ୍ରାଲାଇଜ ଭ୍ୟୁରେ ସବୁ ପ୍ରକାର କଲମ ଥିଲା ତ ଆମେ କଣ କଲୁ ସେ ଭ୍ୟୁଟାକୁ ଫର୍ଷ୍ଟ ଲୋଡ କଲୁ ସେ ଲୋଡ କରିକି ଆଗ ଫ୍ୟାକ୍ଟର ଯେତିକି ବି ଟ୍ରାନଜାକ୍ସନାଲ ଡାଟା ଯେତିକି ଥିଲା ଅଲଗା କରିଦେଲୁ ପୁଣି ଥରେ ଆଉ ଯେତିକି ଡାଇମେନସନ ଭ୍ୟୁ ଥିଲା ଡାଇମେନସନ କଲମ ଥିଲା ସେଗୁଡ଼ା ଆମେ ରିମୁଭ୍ କରିଦେଲୁ ସେଗୁଡ଼ାକୁ ଆମେ ଲୋଡିଂ କଲୁନି ତାପରେ ପୁଣି ଥରେ ଆମେ ସେମ୍ ଭ୍ୟୁଟାକୁ ଲୋଡ କଲୁ ଏବେ କଣ କଲୁ ଖାଲି ଡାଇମେନସନ କଲମ ରଖିଲୁ ଡାଇମେନସନ କଲମ କରିକି ଯେତିକି ତାର ଅର୍ଡରର କିଛି ଡାଇମେନସନ କଲମ ଅଛି ସେତିକି ରଖିଲୁ ତାକୁ ପୁଣି ଥରେ ଲୋଡ କରିଦେଲୁ ତ ଆମେ ସେମ୍ ଭ୍ୟୁ ୟୁଜ କରୁଛେ ଗୋଟିଏ ହିଁ ଭ୍ୟୁ ଗୋଟିଏ ହିଁ ଟେବୁଲ ୟୁଜ କରୁଛେ କିନ୍ତୁ ଆମେ ତାକୁ ଡିଭାଇଡ କରିଦେଲୁ 3ଟା କି 4ଟା ପାର୍ଟରେ ତାକୁ ତାପରେ ଆମେ ଏମିତି ଆର୍କିଟେକ୍ଚରରେ ଷ୍ଟାର ଆଉ ସ୍ନୋଫ୍ଲେକ୍ ବନେଇଦେଲୁ ଓକେ ଠିକ ଅଛି ଓକେ ଗଟ୍ ଇଟ୍। ଠିକ ଅଛି ଆଚ୍ଛା ଆଉ ଗୋଟେ କଥା ମୋର ଡାଉଟ୍ ଥିଲା ମେ ବି ପିଲାମାନେ ସେଇଟା ପଚାରି ନାହାନ୍ତି ସେଇଟା ଆଜ୍ଞା ମନେକର ଆମେ ଗୋଟେ ସିଏସଭିଟା ଆମେ ରିଡ୍ କରିବା ରାଇଟ୍ ଲୋଡ୍ ହୁଁ କଲେ ଲୋଡ୍ କଲା ଆଜ୍ଞା ପରେ ଅଟୋମେଟିକାଲି କ'ଣ ସିଏ ତାର ଅଟୋମେଟିକାଲି କ୍ୟାରେକ୍ଟର କି ନମ୍ବର ସେ ଡିଟେକ୍ଟ କରିଦେଉଛି ହୁଁ ହୁଁ ନାଇଁ କି ହଁ ଅଟୋମେଟିକ ଡିଟେକ୍ଟ କରିବ ଡିଟେକ୍ଟ କରୁଛି ଅଟୋମେଟିକ୍ ହଁ ତ ସେଇଠି ଆମର ପରଫରମାନ୍ସ କିଛି ସ୍ଲୋ ହବନି ନା ମାନେ ଗୋଟେ ସେ ମୁଁ ଡେଟା ପାୱାର ସିଟ୍ଟା ବି ରିଡ୍ କଲି ଲାକ୍ସ ଅଫ୍ ରେକର୍ଡ ଅଛି ସେ ପୁରା କଲମଟା ଚେକ୍ କରି ଯିବ ନା କୋଉଠି କ୍ୟାରେକ୍ଟର ଅଛି କି ନମ୍ବର ଅଛି ଯଦି ପିଓରଲି ନମ୍ବର ଅଛି ଦେନ୍ ମେକ୍ ଇଟ୍ ଇଣ୍ଟିଜର ନହେଲେ ତାକୁ କ୍ୟାରେକ୍ଟର କରିବ ସେ। ହଁ ସେଇଟା ପାୱାର ବି ର ଅଛି ସ୍ପେଶାଲିଟି ଅଛି ସିଏ ତାର ଇନବିଲ୍ଟ ତାର ଯୋଉ ଅଛି ସିଏ କଣ କରିବ ରିଡ୍ କଲା ବେଳକୁ ସେଇଟା ଅପ୍ଟିମାଇଜ କରିଦବ ସେ ନିଜେ ନିଜେ ହୁଁ ତ ସେଇଟା ଆପଣଙ୍କ ପରଫରମାନ୍ସ ସ୍ଲୋ କରିବନି ହଁ ଯଦି ଆପଣ ଏକାଥରେ ମୁଁ ତ କେତେ 5 ମିଲିୟନ ରୋଜ ଉପରେ କାମ କରୁଛି ନା 5 ମିଲିୟନ ରୋଜରେ ମତେ କିଛି ଅସୁବିଧା ହଉନି ତ 5 ମିଲିୟନ ରୋଜ ଆପଣଙ୍କୁ ସେଇଟା ଆଉ ଗୋଟେ ଜିନିଷ ମୁଁ ସେଇଟା ପିଲାମାନଙ୍କୁ ପଢେଇବି ସେଇଟା ଟ୍ରାନ୍ସଫର୍ମ ଡେଟା କଲା ବେଳକୁ ତମେ ଯେତେବେଳେ କାମ କରୁଛ ପିଲାମାନେ କାମ ଯେତେବେଳେ କରିବ ତମେ 5 ମିଲିୟନ ଡେଟା ସହିତ ତ କାମ କରିବନି 5 ମିଲିୟନ ଡାଟା ସହିତ କାମ କଲେ ପାୱାର ବି ଗୋଟେ ଟାଇମରେ ସ୍ଲୋ ହେଇଯିବ ତମେ ଗୋଟେ କ୍ଲିକ୍ କଲେ ବି ସିଏ ବହୁତ ଟାଇମ ଲାଗିବ ଲୋଡ କରିବା ପାଇଁ ତ ସେତେବେଳକୁ ଆମକୁ କଣ କରିବାର ଅଛି ଡେଟାର ସାଇଜଟାକୁ ଆମେ ଲିମିଟ କରିଦେବା କ'ଣ ଯେମିତି ତମେ ସିକ୍ୱେଲରେ କ୍ୱେରି ଲେଖି ସାରିଲା ପରେ ଲାଷ୍ଟକୁ ଲେଖି ଦଉଛ ଲିମିଟ 100 ଲିମିଟ 1000 ସେମିତି ଆମେ ଏଠି ଲିମିଟ କରିଦେବା ରୋଜ କି ମୋର 5 ମିଲିୟନ ରୋଜ ଦରକାର ନାହିଁ ମତେ 10,000 ରୋଜରେ ମୁଁ କାମ କରିପାରିବି କି 1000 ରୋଜରେ କାମ କରିପାରିବି ମତେ 10,000 ରୋଜ ଦରକାର ମୁଁ 10,000 ରୋଜ ଲୋଡ କରିକି ସେଇଥିରେ କାମ କରିବି ଠିକ ଅଛି ତ ମତେ 5 ମିଲିୟନ ରୋଜ ଦରକାର ନାହିଁ ତାପରେ ମୁଁ କାମ କରିସାରିଲା ପରେ ସେ କ୍ୱେରିଟାକୁ ପୁଣି ଥରେ ଚେଞ୍ଜ କରିଦେବି ଲିମିଟ କଣ୍ଡିସନଟାକୁ ଉଠେଇଦେବି ତ ପୁଣି ଥରେ ମୋର 5 ମିଲିୟନ ରୋଜ ପଳେଇ ଆସିଲା ତ ଯେତେବେଳେ କାମ ହଉଛି ଡେଭଲପମେଣ୍ଟରେ ଆମକୁ ଟୋଟାଲ ଡାଟା ଦରକାର ନଥାଏ ଆମକୁ ପ୍ରଡକ୍ସନରେ ଟୋଟାଲ ଡାଟା ଦରକାର ଥିବ ଡେଭଲପମେଣ୍ଟରେ ଆମେ ସାମ୍ପଲ ଡାଟା ଉପରେ ବି କାମ କରିପାରିବା ଠିକ ଅଛି ତ ଲିମିଟଟା ଆମର ଡାଇନାମିକାଲ ରହିବ ନା ସେଟା ୟୁଜର ଇନପୁଟ ରହିବ? ସେଇଟା ଆପଣ ୟୁଜର ଇନପୁଟ ରହିବ ସେଇଟା ମୁଁ ପଢେଇବି କେତେବେଳେ ପଢେଇବି ସେଇଟା ଟ୍ରାନ୍ସଫର୍ମ ଡେଟା ଆମେ ଯେତେବେଳେ କରିବା ହୁଁ ସେତେବେଳକୁ ହୁଁ ସେଇଟା ପଢେଇବି ଗୋଟେ ଠିକ୍ କ୍ୱେରି ଅଛି ପ୍ୟାରାମିଟର୍ସ ଅଛି ସେଇଠି ପଢେଇବି ଓକେ। ଠିକ ଅଛି ଆଚ୍ଛା ଆମେ ଏଥିରେ ଟେବୁଲ ଡିଜାଇନିଂ ପାଇଁ କିଛି ନାହିଁ ନା ଅପସନ୍ ପାୱାର ବିଆଇରେ ଡାଇରେକ୍ଟ ଟେବୁଲ ଡିଜାଇନ କରି ଆମେ ରିଡ୍ କରିବା ଟେବୁଲ ଆପଣ ଡିଜାଇନ କରି ରିଡ୍ କରିବେ ସେଟା ପାୱାର ବିଆଇରେ ହବନି ସେଟା ଫେବ୍ରିକରେ ହବ ଫେବ୍ରିକରେ ସେଟା ହବ ସେଇଟା। ମାଇକ୍ରୋସଫ୍ଟ ଫାବ୍ରିକ ଯୋଉଟା ଅଛି ମାଇକ୍ରୋସଫ୍ଟ ଫାବ୍ରିକରେ ସେଇଟା କରାହବ ମାଇକ୍ରୋସଫ୍ଟ ଫାବ୍ରିକରେ ଆପଣ ସବୁ କରିପାରିବେ ଆପଣଙ୍କର ସିକ୍ୱେଲ କରିପାରିବେ ତାପରେ ଆପଣ ଡେଟା ଲୋଡ ହଁ କରିପାରିବେ ଫେବ୍ରିକ ତ ସେ କରିପାରିବେ ଗୋଟେ ତାର ହଁ ମାନେ ସର୍ଭିସଟା ଗୋଟେ ସେ ଭିତରେ ଗୁଡା ଆମର ଇଟିଏଲ ଚାଲିଛି ଅଛି ନା ସବୁ ଅଛି। ଫାବ୍ରିକ ହିଁ ଚାଲିଛି ନା ହୁଁ ଠିକ ଅଛି ତାପରେ ଠିକ୍ ସ୍ନୋଫ୍ଲେକ୍ସ ଅଛି ସ୍କିମା ଫାଇନ୍ କିଛି ଅସୁବିଧା ନାହିଁ ପଢିଦେବା ଥ୍ୟାଙ୍କ definitions ୟୁ। dimensions are split in how many dimensions are split into multiple related tables like dimension tables connect to other dimension table not just fact ଠିକ ଅଛି ଏଠି ଆମେ ଯୋଉ କଲେ ଡାଇମେନସନ ଟେବୁଲ ଅଦର ଡାଇମେନସନ ଟେବୁଲ ସହିତ କନେକ୍ଟ କଲା
କିନ୍ତୁ ଡାଇରେକ୍ଟଲି କନେକ୍ଟ କଲାନି ସେଟା ସିଏ ଫ୍ୟାକ୍ଟ ଟେବଲ ସହିତ ଅଲଗା କନେକ୍ଟ କଲା, ଠିକ ଅଛି, ଇନଡାଇରେକ୍ଟଲି କନେକ୍ଟ କଲା। ତ ଏଇଟାକୁ ଆମେ କହିଲେ ସ୍ନୋଫ୍ଲେକ୍ ସ୍କିମା। ଏଇଟା ଷ୍ଟାର ସ୍କିମାର ଡାଇଗ୍ରାମ, ଏଇଟା ସ୍ନୋଫ୍ଲେକ୍ ସ୍କିମାର ଡାଇଗ୍ରାମ। ଏଇଠି ମୁଁ ଦେଇଦେଇଛି ଡିଫରେନ୍ସ କ'ଣ। ଷ୍ଟାର ସ୍କିମା ଷ୍ଟ୍ରକ୍ଚର ଆର ସିମ୍ପଲ ଅଛି, ଆର କମ୍ପ୍ଲେକ୍ସ ହବ। କମ୍ପ୍ଲେକ୍ସ ଷ୍ଟ୍ରକ୍ଚର କୋଉଥିପାଇଁ ଆମେ ନା 6ଟା ଟେବୁଲ ଉପରେ କାମ କରୁଛୁ। ଧର ତମେ ଗୋଟେ ଏଣ୍ଟରପ୍ରାଇଜରେ ଅଛ, ଏଣ୍ଟରପ୍ରାଇଜରେ ଏମିତି ବହୁତ ସାରା ଡାଟା ସୋର୍ସ ଆଉ ଡାଟା ଟେବୁଲ ସହିତ ତମକୁ କନେକ୍ଟ କରିବାର ଅଛି, ଠିକ ଅଛି। ତ ସେଠି ତମକୁ କ'ଣ ଷ୍ଟାର ସ୍କିମା ଯଦି ତମ ପାଖରେ ଥିବ ତମକୁ କାମ କରିବା ପାଇଁ ଇଜି ହବ, କାହିଁକିନା ସବୁଥିରେ ଗୋଟେ ୟୁନିକ୍ କି ଥିବ, ତମେ ସେଇଟାକୁ ଫ୍ୟାକ୍ଟ ଟେବୁଲ ଉପରେ କନେକ୍ଟ କରିଦେବ। ଯଦି ନଥିବ ତାହେଲେ ତମକୁ ଡାଇମେନସନ ଟୁ ଡାଇମେନସନ କନେକ୍ଟ କରି କରି ତମକୁ ସେଇଟା ଫ୍ୟାକ୍ଟ ଟେବୁଲ ଯାଏଁ ଆଣିବାର ଅଛି, ଠିକ ଅଛି। ତ ସେଇଠି ଟିକେ କମ୍ପ୍ଲେକ୍ସ ହବ, ଡିଫିକଲ୍ଟ ହବ କାମ କରିବା ପାଇଁ, ସେଇଥିପାଇଁ ଏଠି ଲେଖା ହେଇଛି କମ୍ପ୍ଲେକ୍ସ। ଡାଇମେନସନ କ'ଣ ଡିନର୍ମାଲାଇଜଡ, ଏବେ କ'ଣ ଡିନର୍ମାଲାଇଜଡ ହେଇଗଲା। ଆଉ ସ୍ନୋଫ୍ଲେକ୍ ହେଉଛି ନର୍ମାଲାଇଜ୍। ନର୍ମାଲାଇଜ୍ ମାନେ କ'ଣ, ନର୍ମାଲାଇଜ୍ରେ ତମେ ଯେତିକି ରଖିବ ଡିନର୍ମାଲାଇଜ୍ରେ ତାଠୁ ଟିକେ କମ୍ ହିଁ ରଖିବ। ତ ଏବେ ଯଦି ମୁଁ ଏଇଟା ଏଇଠି ରଖିଥାନ୍ତି ଷ୍ଟାର ସ୍କିମା ବେଳେ, ଏଇଟା କ'ଣ ହେଇଥାନ୍ତା, ଡିନର୍ମାଲାଇଜ୍ ହେଇଥାନ୍ତା, କମ୍। ଏଇଠି 5ଟା ୟୁଜ୍ ହବ, ମାନେ ଧର କେତେଟା କ୍ୱେରି ୟୁଜ୍ ହବ, 1 2 3 4, ଠିକ ଅଛି। ଏଠି ହେଲା ବେଳକୁ ମୋର କେତେଟା ୟୁଜ୍ ହେଲା, 1 2 3 4 5, ଠିକ ଅଛି। ଏଇଟା ହେଇଗଲା ଡିନର୍ମାଲାଇଜ୍ଡ। ପରଫର୍ମାନ୍ସ ଇନ୍ ପାୱାର ବି ଷ୍ଟାର ସ୍କିମା ଫାଷ୍ଟ ହବ, ଏଇଟା ସ୍ଲୋ ହବ। ରିଲେସନସିପ୍, ଏଇଠି ଆମେ ଅଳ୍ପ ରିଲେସନସିପ୍ ବନେଇଲେ, କାହିଁକିନା ଯେତେବେଳେ ଷ୍ଟାର ସ୍କିମାରେ ଥିଲା ଆମର 4ଟା ରିଲେସନସିପ୍ରେ ହେଇଗଲା। ଧର ବେଶୀ ଡାଇମେନସନ ଟେବୁଲ ଥାନ୍ତା, ଏଇ ଡାଇମେନସନକୁ ଆଉ ଗୋଟେ ଡାଇମେନସନ କନେକ୍ଟ କରିବ, ଏଇ ଡାଇମେନସନକୁ ଆଉ ଗୋଟେ ଡାଇମେନସନ କନେକ୍ଟ କରିବ। ଏମିତି ହେଲେ କ'ଣ ରିଲେସନସିପ୍ ବେଶୀ ହେଇଯିବ, ଆଉ ଯେତେ ବେଶୀ ରିଲେସନସିପ୍ ହବ ସେତେ କଷ୍ଟ, ସେତେ ଡିଫିକଲ୍ଟ ହବ କାମ କରିବାକୁ, ଠିକ ଅଛି। ତାପରେ ଷ୍ଟୋରେଜ, ଷ୍ଟାର ସ୍କିମାରେ ଷ୍ଟୋରେଜ ବେଶୀ ଟିକେ ବେଶୀ ଅଧିକ ନିଏ। ତାପରେ ସ୍ନୋଫ୍ଲେକ୍ ସ୍କିମାରେ ରିଲେସନ ଟିକେ କମ୍ ନିଏ, ଷ୍ଟୋରେଜ କମ୍ ନିଏ, ଠିକ ଅଛି। ରେକମେଣ୍ଡେସନ ଷ୍ଟାର ସ୍କିମା ପାଇଁ ୟେସ୍, ସ୍ନୋଫ୍ଲେକ୍ ସ୍କିମା ପାଇଁ नो, ଠିକ ଅଛି। ଏବେ ସ୍ନୋଫ୍ଲେକ୍ ସ୍କିମା ଉପରେ କିଛି ଡାଉଟ୍ ଅଛି? ଦେଖ ସାର୍ ଯୋଉ ପିଲାମାନେ ଭିଡ଼ିଓଟା ନର୍ମାଲାଇଜ ଦେଖ। ଡିନର୍ମାଲାଇଜେସନ କଣ? କୋଉଟା? ସାର୍ ଆପଣ ନର୍ମାଲାଇଜେସନ ଆଉ ଡିନର୍ମାଲାଇଜେସନ କଣ କହିଲେ ସେଇଟା ସାର୍ କଣ? ସେଇଟା ଠିକ ମୁଁ କହିବି, ଟିକେ କିଛି ୱରି ନାହିଁ, ସେଇଟା ସ୍କୁଲ କ୍ଲାସରେ ମୁଁ ତମର ଅଛି ଟପିକଟା କହିଦେବି ହେଲା। ଜଷ୍ଟ ତମେ ଖାଲି ହଁ ଡିଜାଇନଟା ବୁଝ ବାପୁଜି, ମୁଁ ଆହୁରି ଏକ୍ସପ୍ଲେନ କରିଦେବି, କିଛି ୱରି ନାହିଁ। ଠିକ ଅଛି। ହଁ ମୁଁ ସାର୍। ଡାଉଟ୍ ହେଲା ନର୍ମାଲାଇଜେସନ, ଭିଡ଼ିଓଟା ଅଛି, ପଜ୍ କରି ଦେଖିବ ଗୋଟେ ଗୋଟେ। ହଁ ମୁଁ ନର୍ମାଲାଇଜେସନଟା ତମକୁ କହିଦେଉଛି। ନର୍ମାଲାଇଜେସନଟା ତମକୁ ଏସକ୍ୟୁଏଲ୍ ରେ ପଢ଼ାଇଥିବ। ଗୋଟେ ସେଣ୍ଟ୍ରାଲାଇଜ ଡାଟା ଷ୍ଟ୍ରକ୍ଚର ଅଛି, ତାକୁ ତମେ ବ୍ରେକ୍ କରିକି ଟେବୁଲରେ ତାକୁ ବ୍ରେକ୍ କରିଦବ, 5 6ଟା ଟେବୁଲରେ କି 10ଟା ଟେବୁଲରେ ବ୍ରେକ୍ କରିଦବ, ରାଇଟ୍। 1F 2NF ଏମିତି କରିକି ବ୍ରେକ୍ କରିକି 10ଟା ଟେବୁଲ ବନେଇଦେଲ, ରାଇଟ୍। ଡିନର୍ମାଲାଇଜେସନ କ'ଣ ରହିବ, ନର୍ମାଲାଇଜେସନର ଯେତିକି ତମେ ଧର 10ଟା ନର୍ମାଲାଇଜେସନ ଟେବୁଲ ଅଛି, ତାକୁ ତମେ ଆହୁରି ରିଡ୍ୟୁସ୍ କରିବ ସେ ନର୍ମାଲାଇଜ ଟେବୁଲ ଗୁଡ଼ାକୁ। ସେ ଯୋଉ 10ଟା ନର୍ମାଲାଇଜ ଟେବୁଲ ଅଛି ତମେ ସେଟା ରିଡ୍ୟୁସ୍ କରିକି 4ଟା କରିଦବ କି 3ଟା କରିଦବ, ସେଇଟା ହବ ଆଉ ଟିକେ ଡିନର୍ମାଲାଇଜେସନ। ସେଇଟାକୁ, ଏଇଟା ହେଲା ତମ ନର୍ମାଲାଇଜେସନ, ଏଇଟା ହେଲା ଡିନର୍ମାଲାଇଜେସନ। ତମ ଷ୍ଟାର ସ୍କିମାରେ ଆମେ କେମିତି କ'ଣ ଦେଖିଲେ, ଷ୍ଟାର ସ୍କିମାରେ ଟୋଟାଲ କେତେଟା ଥିଲା, ଗୋଟେ ଆ ସହିତ କନେକ୍ଟ ଥିଲା, ଆ ସହିତ ଆ ସହିତ ଆ ସହିତ ଆ ସହିତ, ଠିକ ଅଛି, 5ଟା ସହିତ। ଏବେ ଏଇଟା ହେଇଗଲା ଆମର ଡିନର୍ମାଲାଇଜେସନ। କିନ୍ତୁ ନର୍ମାଲାଇଜେସନ କ'ଣ ହବ, ଏଠି ଆମର ବଢି ଚାଲିଲା, ଇଏ ଆ ସହିତ ବଢେଇଲା, ତାପରେ ଆଉ ଗୋଟେ ଡାଇମେନସନ ଆସିବ, ଆଉ ଗୋଟେ ଟେବୁଲ କ୍ରିଏଟ ହେଇଥିବ ଡାଇମେନସନ ପାଇଁ, ସିଏ ଆ ସହିତ କନେକ୍ଟ କରିବ, କି ଆ ସହିତ ଆଉଥରେ କନେକ୍ଟ କରିବ, କି ଆ ସହିତ ଆଉଥରେ କନେକ୍ଟ କରିବ। ଏଇଟା କ'ଣ ନର୍ମାଲ ବଢି ଚାଲିଲା ନା, କ୍ୱାଣ୍ଟିଟିଟା ବଢି ଚାଲିଲା, ତ ସେଇଟା ହେଇଯିବ କ'ଣ ଡିନର୍ମାଲାଇଜ। ଏଠି କ'ଣ ଷ୍ଟାର ସ୍କିମାରେ କ୍ୱାଣ୍ଟିଟି ଗୋଟିଏ ହିଁ ରହିଲା, ଆ ସହିତ ହିଁ କନେକ୍ଟ ହେଇଗଲା, ସେଇଟା କ'ଣ ଡିନର୍ମାଲାଇଜ, ବୁଝିଲ। ଠିକ ଅଛି, ମୁଁ ଆଉ ଥରେ ବୁଝେଇ ଦଉଛି ଡିନର୍ମାଲାଇଜଟା। ନର୍ମାଲାଇଜଟା ଦେଖ, ତମ ନର୍ମାଲାଇଜରେ ଗୋଟେ ସେଣ୍ଟ୍ରାଲ ଟେବୁଲ ଅଛି, ଏଇଟାକୁ ତମେ ଚଙ୍କ୍ସରେ ବାଣ୍ଟିଦେଲ। କେତେଟା ଚଙ୍କ୍ସରେ ବାଣ୍ଟିଦେଲ, ଏତିକି ଚଙ୍କ୍ସରେ ତମେ ବାଣ୍ଟିଦେଲ ନର୍ମାଲାଇଜକୁ, ଠିକ ଅଛି। ମୁଁ ଏବେ କ'ଣ କରିବି, ଡିନର୍ମାଲାଇଜରେ କ'ଣ କରିବି, ନର୍ମାଲାଇଜড, ଠିକ ଅଛି। ଡିନର୍ମାଲାଇଜରେ କ'ଣ କରିବି, ମୁଁ ଏଇଟାକୁ ଟୋଟାଲ କେତେଟା ଅଛି, 6ଟା ଅଛି, ସରି 8ଟା ଅଛି, ମୁଁ ଏଇଟାକୁ 4ଟା କରିଦେଲି। କେମିତି କରିବି, ଏଇଟା ସବୁ ଭଙ୍ଗା ହେଇଥିଲା, ଏଇଟାକୁ ଆ ସହିତ କନେକ୍ଟ କରିଦେଲି, ଏଇଟାକୁ ଆ ସହିତ କନେକ୍ଟ କରିଦେଲି, ଠିକ ଅଛି। ତ ଏଇଟା ଯୋଉ କନେକ୍ଟ ହେଇଗଲା ମୋର, ଏଠି 4 ହେଇଗଲା, ଏଇଟାକୁ ଆ ସହିତ କନେକ୍ଟ କରିଦେଲି, ଏଇଟାକୁ ଆ ସହିତ କନେକ୍ଟ କରିଦେଲି,
ଏବେ କଣ ହେଲା, ଚାରିଟା ହେଇଗଲା। ଏଇଟା ହେଇଯିବ ତମର ଡିନର୍ମାଲାଇଜ୍ଡ। ସେମ୍ ଅଲଗା ଅଲଗା ହିଁ ହେଇକି ରହିଲା, କିନ୍ତୁ ଫିଜିକାଲି କନେକ୍ଟେଡ ହେଇକି କିଛି ନାହିଁ। କିନ୍ତୁ ଯୋଉ ତମର ଲାର୍ଜର ଚଙ୍କଟା ଥିଲା ସେଇଟା ମୁଁ ସ୍ମଲର ଚଙ୍କରେ ବ୍ରେକ୍ କରିଦେଲି। ଏଇଟା ହେଇଗଲା ତମର ଡିନର୍ମାଲାଇଜ୍ଡ। ଏଇଟାକୁ ପାୱାର ୱେଭ୍ ପର୍ସପେକ୍ଟିଭରେ ବୁଝିବା। ଷ୍ଟାର ସ୍କିମାରେ ମୁଁ କଣ କହିଲି, ଏଇଠି ଫ୍ୟାକ୍ଟଟା ଅଛି, ଏଠି ଡାଇମେନସନ, ଏଠି ଡାଇମେନସନ, ଏଠି ଡାଇମେନସନ, ଏଠି ଡାଇମେନସନ, ଏଠି ଡାଇମେନସନ। ଠିକ ଅଛି, ଏଇଟା ହେଇଗଲା ତମ ଷ୍ଟାର ସ୍କିମା। ଟୋଟାଲ କେତେଟା ହେଲା, 1 2 3 4 5, 5ଟା ଡାଇମେନସନ ଟେବୁଲ ୟୁଜ ହେଲା। ଏବେ ମୁଁ ସ୍ନୋଫ୍ଲେକ୍ସ ସ୍କିମାକୁ ଯିବି। ଏଇଟା କଣ ୟୁଜ କରୁଛି, ଡିନର୍ମାଲାଇଜ୍ଡ ସ୍ନୋଫ୍ଲେକ୍ସ ସ୍କିମାରେ ଦେଖିବା। ଏଇଠି ମୋର ମଝିରେ ଫ୍ୟାକ୍ଟ ଟେବୁଲ ହିଁ ରହିଲା, ଏଠି ଡାଇମେନସନ ଟେବୁଲ ରହିଲା, ଏଠି ଡାଇମେନସନ ଟେବୁଲ, ଏଠି ଡାଇମେନସନ ଟେବୁଲ ହେଲା, ଏଠି ଡାଇମେନସନ ଟେବୁଲ ହେଲା। ଏଇ ଡାଇମେନସନ ଟେବୁଲଟା ପୁଣି ବ୍ରେକ୍ କରିଯିବ ଆଉ ଗୋଟେ ଡାଇମେନସନ ଟେବୁଲ, ଆଉ ଗୋଟେ ଡାଇମେନସନ ଟେବୁଲ। ଆମେ ସିନା ନା 6ଟା ପାଇଁ ଦେଖୁଛେ, 6ଟା ଡେଟା ଟେବୁଲ ପାଇଁ। ଯେତେବେଳେ ତମେ କାମ କରିବ ଏଣ୍ଟରପ୍ରାଇଜ ଲେଭେଲରେ, ସେତେବେଳକୁ ଆହୁରି ବି ଡାଟା ସେଟ୍ ଥିବ। ଠିକ ଅଛି, ତ ଏଇଟା କଣ ହବ, ଏଇ ଡାଇମେନସନ ହେଇଗଲା। ଏଇ ଡାଇମେନସନଟା ବ୍ରେକ୍ କରିଗଲା, ଏଠି ଆଉ ଗୋଟେ ଡାଇମେନସନ ପଳେଇ ଆସିଲା, ଏଠି ଆଉ ଗୋଟେ ଡାଇମେନସନ ପଳେଇ ଆସିଲା। ଏଇଟା ଆହୁରି ବ୍ରେକ୍ କରିବ ଡାଇମେନସନ କୁ ଡାଇମେନସନ। ଏଇଟା କଣ ହେଲା, ନର୍ମାଲାଇଜ୍ ହେଇଗଲା। ଲାର୍ଜର ଚଙ୍କ୍ସ ଅଫ ଡାଟା ଅଛି, ଲାର୍ଜର ଚଙ୍କ ଅଫ ଡାଟା ସେଟ୍, ଡାଟା ସେଟ୍। ଏଠି କଣ ରହୁଛି, ସ୍ମଲର ଚଙ୍କ ରହୁଛି 5ଟା, କି କମ୍ ରହୁଛି ଆଉ ସମସ୍ତେ ଫ୍ୟାକ୍ଟ ସହିତ କନେକ୍ଟେଡ୍ ଅଛନ୍ତି। ଏଠି ଲାର୍ଜର ହେଇଗଲା। ରିଲେସନସିପଟା ନା କେମିତି ହେଇଥାନ୍ତା, ଫ୍ୟାକ୍ଟକୁ ସମସ୍ତେ କନେକ୍ଟ ହେଇଥାନ୍ତେ। ଏଠି ଫ୍ୟାକ୍ଟକୁ ସମସ୍ତେ କନେକ୍ଟ ହଉନାହାନ୍ତି, ସବୁ ନିଜେ ନିଜେ ବ୍ରାଞ୍ଚେସ୍ ବନେଇ ବନେଇ ଯାଉଛନ୍ତି। ତ ଏଠି ତମର ବ୍ରାଞ୍ଚ ବନୁଥିଲା, ଅଧିକ ଯାଉଥିଲା। ଏଠି ଆମେ କଣ କଲେ, ସେଇଟାକୁ କମେଇକି 4ଟାକୁ ରିଷ୍ଟ୍ରିକ୍ଟ କରିଦେଲେ। ତ କଣ କଲେ, ଡିନର୍ମାଲାଇଜ କରିଦେଲେ। ଏଇଟା ହଉଛି ନର୍ମାଲାଇଜ ଆଉ ଡିନର୍ମାଲାଇଜ ଡାଟା। ସ୍ନୋଫ୍ଲେକ୍ ୟୁଜ କଲା ନର୍ମାଲାଇଜ୍ଡ, ୟୁଜ କଲା ଷ୍ଟାର ୟୁଜ କଲା ଡିନର୍ମାଲାଇଜ୍ଡ। ବୁଝିପାରିଲ? Yes, sir. ଠିକ ଅଛି। ଆଉ ତମର ହେଲା ଗ୍ୟାଲେକ୍ସି ସ୍କିମା। ଗ୍ୟାଲେକ୍ସି ସ୍କିମା ଆମେ ବହୁତ ଜାଗାରେ ୟୁଜ କରୁନି, କିନ୍ତୁ ଏଣ୍ଟରପ୍ରାଇଜ ଲେଭେଲରେ କେବେ କେବେ ଯେତେବେଳେ ଡେଟା ଷ୍ଟ୍ରକ୍ଚର ଟିକେ ଅଲଗା ଥିବ, ସେତେବେଳେ ଗ୍ୟାଲେକ୍ସି ୟୁଜ କରୁଛୁ। ଠିକ ଅଛି, କେତେଟା କେସ୍ ତମ ପାଖକୁ ଏମିତି ଆସିବ, ଯେତେବେଳେ ଏବେ ସିନା ମୁଁ ଗୋଟେ ଫ୍ୟାକ୍ଟ ଟେବୁଲ ଦେଖେଇଦେଲି, ସେତେବେଳକୁ କଣ ଆସିବ, ତମ ପାଖରେ ମଲ୍ଟିପୁଲ ଫ୍ୟାକ୍ଟ ଟେବୁଲ ବି ରହିପାରିବ। ଯେମିତି 2ଟା ଫ୍ୟାକ୍ଟ ଟେବୁଲ ପଳେଇ ଆସିଲା, ତାହେଲେ ତମେ ଜଏନ୍ କେମିତି କରିବ? ଏଠି ଆଉ ଗୋଟେ ଫ୍ୟାକ୍ଟ ଟେବୁଲ ନେଇ ଆସିଲେ ତମେ ସେଟା ଜଏନ୍ କେମିତି କରିବ? ସେତେବେଳକୁ ତମକୁ ଗ୍ୟାଲେକ୍ସି ସ୍କିମା କରିବାର ଅଛି। ଗ୍ୟାଲେକ୍ସି ସ୍କିମା କଣ ରହିବ, ଏଠି ତମର ଗୋଟେ ଫ୍ୟାକ୍ଟ ଟେବୁଲ ରହିଲା, ଏଠି ଆଉ ଗୋଟେ ଫ୍ୟାକ୍ଟ ଟେବୁଲ ରହିଲା। ଠିକ ଅଛି, ଏଇଟାର କମନ, ଏଇ ଯୋଉ ଫ୍ୟାକ୍ଟ ଟେବୁଲଟା କମନ ଥିବ, ଏଇ ଯୋଉ ଡାଇମେନସନ ଟେବୁଲଟା କମନ ଥିବ 2ଟା ଫ୍ୟାକ୍ଟ ଟେବୁଲକୁ। ଏଇ ଡାଇମେନସନ ଟେବୁଲଟା କମନ ଥିବ 2ଟା ଫ୍ୟାକ୍ଟ ଟେବୁଲକୁ, ବ୍ରିଜ ଟେବୁଲ ଭଳିଆ। ତ ତମେ ଏଇଟାକୁ କନେକ୍ଟ କରିଦେଲ। ଠିକ ଅଛି, ତାପରେ ବାକି ଯାହା ଡାଇମେନସନ ତମେ ଅଛି ସେଟା ଫ୍ୟାକ୍ଟ ଟେବୁଲକୁ କନେକ୍ଟ କରିବ। ଏଇଟା କାଲି ପଢିବା। ଠିକ, ଆଜି ଆଜି ତମ କାମ ହଉଛି କଣ, ଆଜି ତମେ ଏଇ ଷ୍ଟାର ସ୍କିମା, ସ୍ନୋଫ୍ଲେକ୍ ସ୍କିମା, ଡେଫିନେସନ, ଥିଓରି ପଢ। ତାପରେ କାର୍ଡିନାଲିଟି ପଢିବା। କାର୍ଡିନାଲିଟି ଏବେ ଆଜି ପଢେଇ ଦଉଛି, କାର୍ଡିନାଲିଟିଟା। ଠିକ ଅଛି, କାର୍ଡିନାଲିଟି ତମେ ଯେତେବେଳେ ପଢୁଛ, ତମ ପାଖରେ ଯେତେବେଳେ ତମେ ଏଇଠି ରିଲେସନସିପ୍ ବନେଇବ, ତମ ପାଖକୁ ପଚାରିବ ତମକୁ କେତେଟା କାର୍ଡିନାଲିଟି, ତମେ କେମିତି ତାକୁ ଫିଲ୍ଟର କରିବାକୁ ଚାହୁଁଛ। ଠିକ ଅଛି, ଏଇଠି ତମେ ଯଦି ତାକୁ ଡବଲ କ୍ଲିକ୍ କରିବ, ତମର ସେଇଟା ଆକ୍ଟିଭ ହବ। ଏଠି 4 ପ୍ରକାର କାର୍ଡିନାଲିଟି ରହୁଛି। ଗୋଟେ ମେନି ଟୁ ୱାନ୍ ହେଇଗଲା, ଗୋଟେ ୱାନ୍ ଟୁ ୱାନ୍ ହେଲା, ଗୋଟେ ୱାନ୍ ଟୁ ମେନି ହେଲା, ଆଉ ମେନି ଟୁ ୱାନ୍ ହେଲା। କାର୍ଡିନାଲିଟିର ଡେଫିନେସନ କଣ, କାର୍ଡିନାଲିଟି describes how many rows in one table relate to rows in another table। ମାନେ ଏଇ ଟେବଲର କେତେଟା ରୋଜ୍ ଏଇ ଟେବଲକୁ ରିଲେଟ୍ କରିପାରୁଛନ୍ତି, ସେଇଟା ହଉଛି କାର୍ଡିନାଲିଟିର ମାନେ। ମେନି ଟୁ ୱାନ୍ ବୁଝେଇଲି କଣ ନା, ଯୋଉ ବାଇକ୍ର ଏକ୍ସାମ୍ପଲ ଦେଇଥିଲି। ୱାନ୍ ଟୁ ମେନି, ତମର ୱାନ୍ ଟୁ ୱାନ୍ କଣ ରହିବ ଭାବ, ୱାନ୍ ଟୁ ୱାନ୍ର ଗୋଟେ ଏକ୍ସାମ୍ପଲ ମତେ ଦିଅ। ୱାନ୍ ଟୁ ୱାନ୍ କେମିତି ହେଇପାରିବ, ଏଇ ଟେବଲ ଭୁଲି ଯାଅ, ଆଉ ଗୋଟେ ମତେ କୁହ, କୋଉ ଗୋଟେ ଏକ୍ସାମ୍ପଲ ଦିଅ, ୱାନ୍ ଟୁ ୱାନ୍ କେମିତି ଆମେ ବନେଇ ପାରିବା। 2ଟା ତମକୁ କହିଲି, ଗୋଟେ ୱାନ୍ ଟୁ ମେନି କହିଲି, ଗୋଟେ ମେନି ଟୁ ମେନି କହିଲି। ୱାନ୍ ଟୁ ୱାନ୍ କୁ କେମିତି ଆମେ କୋଉ ଗୋଟେ ଏକ୍ସାମ୍ପଲ କୁହ ମତେ। ୱାନ୍ ଟୁ ୱାନ୍, ଗୋଟେ ମନ୍ଥକୁ ହଁ ଗୋଟେ ପ୍ରଡକ୍ଟ ସହିତ ଲିଙ୍କ ରହିବ କେବଳ। ହଁ, ଏଇ ଟେବୁଲ ବୁଝୁଛ, ଜେନରାଲାଇଜ ୱେରେ ମତେ କୁହ ଗୋଟେ ଏକ୍ସାମ୍ପଲ କୁହ, ୱାନ୍ ଟୁ ୱାନ୍ କେମିତି, କୋଉ ଗୋଟେ ଏକ୍ସାମ୍ପଲ ମତେ କୁହ। ୱାନ୍ ଟୁ ୱାନ୍ କୋଉ ଆମେ ବନେଇ ପାରିବା, ଗୋଟେ ଏକ୍ସାମ୍ପଲ କୁହ। ହୁଁ, ଗୋଟେ ପର୍ସନ ଷ୍ଟୁଡେଣ୍ଟ ଗୋଟେ କଲେଜରେ ପଢିପାରିବ। ଦେଖ ସମସ୍ତେ ଗୋଟେ ଇଜିଏଷ୍ଟ ଏକ୍ସାମ୍ପଲ ତମକୁ ଯଦି କିଏ ପଚାରୁଛି, ତମେ ଏଇଟା କହିଦବ। ତମର ଆଧାର କାର୍ଡ ଅଛି, ସାର୍ ଗୋଟେ ପାସପୋର୍ଟ ଗୋଟେ ପର୍ସନର ହେଇପାରିବ। ହଁ ଠିକ କଥା।
पैन कार्ड अच्छी ठीक अच्छे तुम आधार नंबरटा पैन कार्ड सहित 1 to 1 हो पार तुम आधार नंबरटा ही पैन कार्ड सहित ही लिंक हो पार ना कि तो सी जमी तुम ना कौन मत पासपोर्ट विषय जी कहल ध्रुव सर। हाँ ध्रुव एना जमी कहले कि गोटे पासपोर्ट जो अच्छी सेटा को आम गोटे पर्सन सहित मैप कर पारिबा ठीक अच्छे एटा भी 1 to 1 हो गला तो एटा है 1 to 1 रिलेशनशिप एटी एई केस रे कौन हो जितेबाला गोटे 1 to 1 रो आ भितर तो किसी एग्जांपल नहीं डाटा सेट भितर किंतु से कहली गोटे जनरलाइज्ड एग्जांपल कही दूसरी कहीं ये डाटा सेट भितर 1 to 1 एग्जांपल नहीं ठीक अच्छे तुम जो एमती एम्प्लॉई रिलेटेड डाटा यूज कर से एचआर रिलेटेड डाटा यूज कर से 1 to 1 रिलेशनशिप तुमको दरकार पड़ो कि पासपोर्ट डाटा मैप कर तुम एम्प्लॉई आईडी सहित से 1 to 1 मैप कर पार ठीक अच्छे बाकी रहा तुम मेनी टू वन गला आ 1 to many मेनी टू वन जहाँ फिल्टर हो 1 to many तार टोटाली अपोजिट फिल्टर हम ठीक अच्छे वन एटा मेनी टू वन हो गला कौन मेनी values in the fact table are filtering one value in the dimension table ठीक अच्छे 1 to many है कौन आर opposite one value in the dimension table is filtering many values in the fact table बुझीगला ना एटा बुझेबी मेनी टू वन टा देख तुम टोटल देखुची मेनी टू वन हो मल्टीपल रोज इन वन टेबल रिलेट टू सिंगल रो इन अनदर टेबल से नहीं गला कौन प्रोडक्ट की आउ डायमेंशन प्रोडक्ट की ठीक अच्छे एटा को ये से नाला मेनी टू मेनी आउ 1 to many से कौन नाला प्रोडक्ट की टू प्रोडक्ट की सेम सेम एग्जांपल तार उल्टाटा ही कर दला ठीक अच्छे बुझिल ठीक है विवेक किसी वरी नहीं पिलाने देखंदु वीडियो टिके हाँ देखिले प्रैक्टिस नହେले कर एटा तापर कार्डिनालिटी टा आमे पुणी काली पढ़िबा ठीक अच्छे काली कार्डिनालिटी पढ़िबा आउ हमर गैलेक्सी स्कीमा पढ़िबा आउ काली बेसिक टेबल ट्रांसफॉर्मेशन करिबा ठीक अच्छे तुम एटा देखिपर आज जाएंगी तुम डेटा लोड कर सारा पर मॉडल बन सारा पर ये तुमको ऊपर गोटे आसो ट्रांसफॉर्म डेटा करने तुम ट्रांसफॉर्म डेटा जो कर तुम जितेटा भी डेटा टेबल यूज कर तुम व्यू रे कि तुम डैशबोर्ड रे ये पड़े आसो ठीक अच्छे यहाँ जो काली मुझे पठेली यहाँ तुम फॉर्मूला बार हो गला यहाँ तुम हिस्ट्री रहीगला तुम कौन ट्रांसफॉर्मेशन कर आसो यहाँ तुम डाटा टेबल नेम रहीगला यहाँ तुम क्वेरी पेन रहीगला यहाँ तुम यहाँ क्वेरी पेन रहीगला यहाँ तुम ऊपर रिबन रहीगला ठीक अच्छे एठी तुम जहाँ भी ट्रांसफॉर्मेशन कर जमीक तुम रहीगला ये चूज कलम्स गोटे कलम पाक जबार अच्छी ये गो टू कलम मारे से कलम पाक जापर जमीक मोर कैलेंडर ईयर को जबार अच्छी क्लिक करदे मुझे कैलेंडर ईयर को पढ़ेली आ भितर मत सब कलम दरकार नहीं मत किछटा कलम रिमूव कर कैलेंडर ईयर टाक मत रिमूव कर मुझे कैलेंडर ऊपर रिमूव कले रिमूव मारे पड़ेगा से कैलेंडर ईयर आ मुझे जहाँ भी ट्रांसफॉर्मेशन कर देख ये लिखुची रिमूव्ड कलम्स को कलम मुझे रिमूव कर मत जब यहाँ मुझे भूल कर मत स्टेपटा को अंडू कर मुझे क्रॉस करी पुणी थे ये पड़े आस ठीक अच्छे कीप रोज रिमूव रोज कीप रोज माने कौन कीप टॉप रोज मत टॉप रु जी रो दरकार मतलब टोटाल सब डाटा दरकार नहीं ठीक अच्छे मत आ भितर खाली 100टा रो सर आज्ञा 5टा कलम जदि एकाथरे डिलीट करार अच्छे सर गोटे गोटे ही डिलीट करिया पड़ियो कि नहीं एकाथरे नहीं 5टा डिलीट हम एकाथरे एकाथरे 5टा सिलेक्ट कर राइट क्लिक कर तापर ये डिलीट मार दियो रिमूव रिमूव कलम्स मार दियो रिमूव कलम्स मार दियो एकाथरे 5टा पड़ेगा ठीक है ये सिलेक्ट करियो आउ शिफ्ट धरिकी एतिक सिलेक्ट करदब तापर पुणी थे रिमूव मार रिमूव कले एकाथरे 5टा पड़ेगा ठीक अच्छे तापर सर एपटे जो लेफ्ट साइड सर एउडा टेबल जा ना सर हाँ एगुड़ा तुम एठी टेबल हाँ कोरी केमिति ना से क्वेरी लिखा है कि टेबल टाइम ठीक अच्छे लिखा हो क्वेरी किंतु आ भितर टेबल रिलेटेड डेटा ही अच्छी धर तुमको फर्स्ट डीम डेट रे कैलकुलेशन जहाँ तुम करार अच्छे तुम ये कल तुम डीम डेट रो कैलकुलेशन सरीगला तुमको है ना फैक्ट इंटरनल फैक्ट टेबल रे काम कर तुम ना फैक्ट टेबल को आसो ये फैक्ट टेबल आसिक सेम ट्रांसफॉर्मेशन ये कर ठीक अच्छे यहाँ काली पढ़े काली बेसिक ट्रांसफॉर्मेशन जहाँ भी अच्छी काली पढ़ा ग्रुप बाय अच्छी डाटा टाइप केमी चेंज करवा मर्ज करी अपेंड करी केमती करवा ठीक अच्छे तापर ट्रांसफॉर्म लेवल रे ये ट्रांसपोज केमती हम पिवट कौन स्प्लिट केमती कर सब जिन काली पड़ो आड कलम केमती कर ठीक अच्छे।
ଆଉ କିଛି ଡାଉଟ୍ ଅଛି ଆଜି କ୍ଲାସରେ? ଡାଉଟ୍ ପଚାର। ହଁ ୟେସ୍ ସାର୍। ସାର୍ ଯେତେବେଳେ ଆମର ଡାଇମେନସନାଲ ଟେବୁଲରେ କିଛି ମନେକର 50 या 60 କଲମ ଅଛି, ତାକୁ ଆମେ ସବୁ ଯାକ ନ ନେଇକି କିଛି ସ୍ପେସିଫିକ୍ କଲମକୁ ନେଇକି ହୁଁ ଆମେ ରିଲେସନ ଦେଇପାରିବା ତା ଉପରେ ଆନାଲିସିସ୍ କରିବା ପାଇଁ। ଦେଖ ତମେ ଯୋଉଟା କହୁଛ 50ଟା ଟେବୁଲ ଅଛି, ତମେ ଏଇଟା ମୁଁ ଗୋଟେ ଜାଗାରେ ବି ଆପ୍ଲାଏ ବି କରିଥିଲି। ଦେଖ ତମ ଡାଇମେନସନ ଟେବୁଲରେ ଧର 50ଟା କଲମ ଅଛି, କିନ୍ତୁ 50ଟା କଲମର ମତେ ନିଡ୍ ନାହିଁ। କିନ୍ତୁ 50ଟା କଲମ ଯେତେବେଳେ ଆସୁଛି ମୋ ଡେଟା ସେଟ୍କୁ, ସେମାନେ କିଛି ତ ଡାଟା ନେଇକି ଆସୁଥିବେ ତାଙ୍କ ସହିତ, ଠିକ ଅଛି। ତ ମୁଁ ଯଦି 50ଟା କଲମ ୟୁଜ୍ ନ କରିକି ମୋର ଯଦି ସେଇ 10ଟା କି 20ଟା କଲମରେ ମୋର କାମ ହେଇଯାଉଛି, ମୁଁ ବାକି 30ଟା କଲମ ମତେ ଆଣିବା ଦରକାର ନାହିଁ। ତ ମୁଁ ଏଇଠି କଣ କରିବି ନା, ଦେଖ ଏଇଠି କଣ କରିବି, ତମେ ଯେତେବେଳେ କ୍ୱେରି ଲେଖିକି କରୁଛ ନା, ତମେ ନା କଣ ଯେତେବେଳେ ତମ ଓରାକେଲରୁ ତମେ ନା ଯେତେବେଳେ ଡେଟାଟା ଲୋଡ୍ କଲ ନା, କେମିତି କଲ? କ୍ୱେରି ଲେଖି ଡାଇରେକ୍ଟ କରିଦେଲ। କିନ୍ତୁ ତମେ Yes, ଆଉ sir. ଗୋଟେ ବି ୱେ ଅଛି, କଣ କ୍ୱେରି ଲେଖିକି ସେଟା କରିପାରିବ। Yes, sir. ଏମିତିକି ଗୋଟେ ମିନିଟ୍, ଲୋକାଲ ହୋଷ୍ଟ, ଠିକ ଅଛି। ଠିକ ଅଛି, ତମେ ଏଇଠି ତମ ସର୍ଭର ନା ଦେଲ, ଡେଟାବେସ୍ ନା ଦେଲ, ତଳେ କ୍ୱେରି ଲେଖିକି ତମେ ଏଇଠି ଗୋଟେ ସିକ୍ୱେଲ ଷ୍ଟେଟମେଣ୍ଟ ଲେଖିଦବ, ଯେତିକି ତମର କଲମ ଅଛି ସିଲେକ୍ଟ ଷ୍ଟେଟମେଣ୍ଟରେ ସେତିକି କଲମ ଆଣ, ଠିକ ଅଛି। ଓକେ ସାର୍, ଓକେ। ଆଉ ଆହୁରି ଭଲ ହବ ଯଦି ତମେ ଟ୍ରାନ୍ସଫର୍ମେସନ କି ହ୍ୱେୟାର କଣ୍ଡିସନ ବି ଏଇଠି ହିଁ ଲଗେଇଦବ, ତାହେଲେ ତମକୁ ଟ୍ରାନ୍ସଫର୍ମେସନ ଏଇଠି କରିବାକୁ ଦରକାର ପଡ଼ିବନି ପାୱାର ବିରେ। ଓକେ ସାର୍, ଓକେ, ଗଟ୍ ଇଟ୍, ଥ୍ୟାଙ୍କ ୟୁ। ଆଠୁ ଆହୁରି ଭଲ ଜିନିଷ ହବ କଣ, ତମେ ଏଇ ଯୋଉ ଟ୍ରାନ୍ସଫର୍ମେସନଟା ଏଇଠି କରୁଛ ସିକ୍ୱେଲ ଷ୍ଟେଟମେଣ୍ଟରେ ଲେଖିକି ତମେ ଏଇ ଜିନିଷ ପୁରା ବ୍ୟାକଏଣ୍ଡରେ ହିଁ କରିଦିଅ, ଇଟିଏଲରେ ହିଁ କରିଦିଅ। ତମକୁ ଯୋଉ ହ୍ୱେୟାର କଣ୍ଡିସନ ଲେଖିକି ଗୋଟେ ଜିନିଷ କରିବାର ଅଛି, ତମେ ସେଟା ଗୋଟେ ଭ୍ୟୁ ବନେଇ ଦିଅ। ତମେ ଏଇଠି ଭ୍ୟୁଟା ହିଁ ଏକ୍ସପୋର୍ଟ କରିଦବ, ଏଇଠି ଇମ୍ପୋର୍ଟ କରିଦବ, ଠିକ ଅଛି। ଏଇ ଜିନିଷଟାକୁ କୁହା ହୁଏ କ୍ୱେରି ଫୋଲ୍ଡିଂ, ଠିକ ଅଛି। ଏଇଟା ବି ଇଣ୍ଟରଭ୍ୟୁରେ ପଚାରନ୍ତି କ୍ୱେରି ଫୋଲ୍ଡିଂ କଣ। ତ କ୍ୱେରି ଫୋଲ୍ଡିଂର ଡେଫିନେସନ ଏଇଆ କି ଆମେ ଯେତେବେଳେ କାମ କରୁଛୁ, ଆମର କମ୍ପ୍ଲେକ୍ସିଟି ଯଦି ବେଶୀ ହେଉଛି, କମ୍ପ୍ଲେକ୍ସ କ୍ୟାଲକୁଲେସନ ଯଦି ଫ୍ରଣ୍ଟ ଏଣ୍ଡରେ ବେଶୀ ହେଉଛି, ଆମେ କଣ କରିବା, ଏଇ କ୍ୟାଲକୁଲେସନ ଗୁଡ଼ା ସୋର୍ସକୁ ନେଇଯିବା। ସୋର୍ସ ମାନେ କଣ, ଇଟିଏଲକୁ ନେଇଯିବା। ଇଟିଏଲରେ ନେଲେ କଣ, ଏଇ ଯୋଉ କ୍ୟାଲକୁଲେସନ ଏବେ ବର୍ଡନ ହେଇଯାଉଛି ପାୱାର ବି ଉପରେ କରିବା ପାଇଁ, ଏକ୍ସିକ୍ୟୁଟ କରିବା ପାଇଁ, ସେଟା ସିକ୍ୱେଲରେ ହିଁ ଏକ୍ସିକ୍ୟୁଟ ହେଇଯିବ। ଆମ ପାଖକୁ ଖାଲି ରେଜଲ୍ଟ ଆସିବ। ଏଇଟାକୁ କୁହନ୍ତି କ୍ୱେରି ଫୋଲ୍ଡିଂ, ଠିକ ଅଛି। ମନେ ରହିବ। ଓକେ ସାର୍, ରାଇଟ୍ ଫ୍ରମ୍। ହଁ। ଏଇଟା ଏଇଟା ଆଗକୁ ବି ଅଛି ନା କ୍ୱେରି ଫିଲ୍ଡିଂ ଟା। ହଁ, ଏଇଟା କ୍ୱେରି ଫୋଲ୍ଡିଂଟା ଆମେ ଆଗକୁ ବି ପଢିବା। କ୍ୱେରି ଫୋଲ୍ଡିଂ କଣ, ମୁଁ କିଛିଟା କ୍ୟାଲକୁଲେସନ କରିବି ଯୋଉଟା ବ୍ୟାକ୍ ଏଣ୍ଡ ଉପରେ ଇଜି ହବ, ଠିକ ଅଛି। ଏଇଟା ସେତେବେଳେ ପଢିବା। କେତେ ଜିନିଷ ତମେ ଇନଷ୍ଟାଣ୍ଟ ବୁଝିପାରିବନି ପିଲା ନା, ଆଗକୁ ଆଗକୁ ଗଲା ପରେ ତମେ ସବୁ ଜଣା ପଡିବ ଧୀରେ ଧୀରେ। ଠିକ ଓକେ ଅଛି, ସାର୍। ତମେ ଏଇଟା ଆଜି ଯାହା ବି ଅଛି, ଆଜି ଥିଓରି ରିଲେଟେଡ୍ କ୍ଲାସ୍ ଥିଲା, ଥିଓରି ଗୁଡ଼ା ଆଜି ପଢିଥିବ ହେଲା, ମୁଁ କାଲି କ୍ୱେଶ୍ଚିନ୍ ପଚାରିବି। ଫାର୍ଷ୍ଟ 4 ଦିନ ପଢିବା, ଲାଷ୍ଟ ଦିନ ମୁଁ କ୍ୱେଶ୍ଚିନ୍ ପଚାରିବି, ଠିକ ଅଛି। ଇଣ୍ଟରଭ୍ୟୁ ରିଲେଟେଡ୍ କ୍ୱେଶ୍ଚିନ୍ ପଚାରିବି କିଛିଟା, ଆଉ ଯାହା ବି ପଢା ହେଇଥିବ 4 ଦିନରେ ମୁଁ ସେଇ କ୍ୱେଶ୍ଚିନ୍ ଲାଷ୍ଟ ଦିନରେ ପଚାରିବି, ଠିକ ଅଛି। ଆଉ ଯଦି ଡାଉଟ୍ ଥିବ ମତେ କାଲି ପଚାରିବ, ଆଉ କ୍ଲିୟର କରିବା। Okay, sir. ଠିକ ଅଛି, ହଉ ଓକେ, ହଉ ହଉ, ବାଇ ଏଭ୍ରିୱାନ୍, ଥ୍ୟାଙ୍କ ୟୁ। ଓକେ, ଥ୍ୟାଙ୍କ ୟୁ ସାର୍। Thank you, sir. Thank you, sir.